पुण्यं च तत् अध्वरभुभिः क्षुद्राभितं क्रोधम् अपारम आधदे। अनुवाद। मैत्रेय मुनि कहले मैत्रेय मुनि कहले शिव पत्नी शक्ति प्रजापति दक्ष निकट में अपमानित होई प्राणत्याग कला पर प्राणत्याग कले एवं ऋभु नामक देवता गण शिवंकर पार्षद गण यज्ञ भूमि विताड़ित कले। महर्षि नारद मुखर एक कथा श्रवण कर रुद्र अतिशय क्रोधान्वित। तो ये दुईटी विषय गोटे हूँ सती प्राणत्याग कले एवं अन्यटी हूँ ऋभु नामक देवता गण शिवकर पार्षद मान युद्ध यज्ञ भूमि विताड़ित कले। यही दुईटी संवाद नारद मुनि शिवजी को शुणाउछन। आमे पूर्व अध्याय देखिले शिवजी गोटे इच्छा थिला जे जो आमर श्रीपाद प्रेम में पढ़ाऊे आपण पढ़ी शुणी से आलोचना हो शिवजी जदिओ बाह्य दृष्टि माँ सती को मना करथिले जे तुमर पित्रालय को तुम जाओ नहीं सेठी गले एमती एमती भविष्य करथिले एमती एमती अघटन घटी पारे बा आपण एमती अपमानित हो पारती किंतु अंत हृदय शिवजी चाहूले सती जातु कौन पाई जेहेतु शशुर और ज्वाईंकर गोटे डिस्टर्बांस बहुत दिन है अच्छी तो शिवजी जन महान वैष्णव से चाहूले ए डिस्टर्बांस क्लीयर हो जाए मान झगड़ा मेटी जाए से झगड़ा मेटार गोटे मध्यम होती माँ जेहेतु शिवजी धर्मपत्नी एवं दक्षकर कन्या अति स्नेह माने अली अली कन्या शेष तेणुक शिवजी भावुले सत्य हुए तो समस्या समाधान कर इंटरनाल मन मन तेणु शिवजी भावुले सत्य हुए तो समस्या समाधान करें तेणु से बाह्य दृष्टि सत्य को मना कले हृदय से चाहूले किसी मात्रा जे सती पितृ को जातु तेणुक से पूर्ण निषेध कले ना खाली फिलोसफिकल गाइडलाइन देदेले यहाँ हम सी स्वामी से चाहते पूर्ण निषेध कर बंद कर पारता ना तुम जापर ये कारण आचार्य मान धरुंच माने माने प्रकाश कर शिवजी विश्वास था सती द्वारा ये झगड़ा मेटी जाए किंतु ताहा नारद श्रवण कले सब विशेष घटना किपर सती देहत्याग कले एवं पृभु नामक देवता शिवजी पार्षद मान विताड़ित कले यह शुणी से बहुत क्रोधान्वित होती शब्द शोक प्रजापति शब्द एठारे व्यवहार कराई प्रजापति दक्षक सती देहत्याग निधन ताने सती देहत्याग प्रजापति दक्ष दायी एत बड़ जड़े साधु संपन्न जिते बड़े जड़े व्यक्ति विशिष्ट सिटिंग पोजिशन चेयर बसती गुरुजन गोटे विशेष भूमिकार अभिनय करती से समस्त ध्यान देवाई पड़े कौन व्यक्तिगत शत्रुता सेठार प्रकाश करें जदि करती व्यक्तिगत शत्रुतार मनोभाव नहीं कि प्रतिशोध परायण हुई
ତାହେଲେ ସେଇ ବ୍ୟକ୍ତିଙ୍କର ଚରିତ୍ରରେ ବା ତାଙ୍କର ଆଚରଣ ଉପରେ ଏଇଟା କଳୁଷିତ ହୁଏ। ଏବଂ ଦକ୍ଷ ଏତେ ଧ୍ୟାତ୍ମବୋଧ ସ୍ଥିତିରେ ଥିଲେ ଯେ ସେ ତାଙ୍କର ନିଜ କନ୍ୟା ପ୍ରତି ମଧ୍ୟ କୌଣସି ଟିକେ ସ୍ନେହ ବା ପ୍ରେମ ପ୍ରକଟ କରିନଥିଲେ। ତେଣୁକରି ଏଇ ପ୍ରଶ୍ନ ଯୋଉ ଆଚାର୍ଯ୍ୟ ମାନେ ଉଠେଇଛନ୍ତି ଯେ ଶକ୍ତିଙ୍କର ଦେହ ତ୍ୟାଗ ବା ନିଧନ କେବଳ ଦକ୍ଷଙ୍କ ପାଇଁ ତାର ଦକ୍ଷ ଥାଏ, ତାର ଆନ୍ସର ହଉଛି ତାପର ଲାଇନରେ ସେକେଣ୍ଡ ଲାଇନରେ ଅସତ୍ କୃତ୍ୟା ଦକ୍ଷଙ୍କ ଦ୍ଵାରା ଅପମାନିତ। ଏବଂ ନାରଦ ମୁନି ମଧ୍ୟ ଯେତେବେଳେ ଆସି ଶିବଜୀଙ୍କୁ ଏଇ କଥା କହୁଛନ୍ତି, ସ୍ପଷ୍ଟ ଭାବରେ ଦକ୍ଷଙ୍କୁ ଦୋଷାରୋପ କରିଛନ୍ତି, ଦକ୍ଷକୁ ଦୋଷୀ କରିଛନ୍ତି। ଏବଂ କହୁଛନ୍ତି ତୁମ ସୈନ୍ୟମାନଙ୍କୁ ରୁଭୁ ନାମକ ଦେବତା ମାନେ ବିତାଡିତ କଲେ। ଏହିପରି ଶ୍ରବଣ କଲା ପରେ ଶିବଜୀଙ୍କର ବହୁତ କ୍ରୋଧ ବଢି ଯାଇଛି ଏବଂ ତାଙ୍କର ଯାହା ଆଶଙ୍କା ଥିଲା ସତୀ ଯେତେବେଳେ ଯିବା ପାଇଁ ବାହାରୁଥିଲେ ଚତୁର୍ଥ ଅଧ୍ୟାୟରେ ତୃତୀୟ ଅଧ୍ୟାୟରେ ଆମେ ଶୁଣିଥିଲୁ, ଏବଂ ବର୍ତ୍ତମାନ ଫଳାଫଳ ସେଇଆ ହେଇଛି। ଏବେ ଶିବଜୀଙ୍କର କଣ ରିଆକ୍ସନ ହଉଛି ତା ସହ ଦ୍ୱିତୀୟ ନମ୍ବର ଶ୍ଲୋକ ଦେଖିବା। ଦ୍ୱିତୀୟ ନମ୍ବର ଶ୍ଲୋକରେ କହୁଛନ୍ତି ଏହିପରି ଭାବରେ ଶ୍ରୀ ଶିବଜୀ ଦାରୁଣ କ୍ରୋଧରେ ସ୍ୱୀୟ ଓଷ୍ଠପୁଟ ଦଂଶନ କରିବାକୁ ଲାଗେ। ସେଇ କ୍ରୋଧ ଧୃଜଟି ତଡ଼ିତ ଓ ଅଗ୍ନିଶିଖା ସଦୃଶ ଉଗ୍ର ଦୀପ୍ତ ଉଗ୍ର ଦୀପ୍ତିଶାଳୀ ଏକ ଜଟା ମସ୍ତକରୁ ଉତ୍ପାଟିତ କଲେ ଏବଂ ତତ୍ପରେ ଗାତ୍ରୋତ୍ଥାନ କରି ଗମ୍ଭୀର ଶବ୍ଦରେ ଅଟହାସ୍ୟ କରି କରି ଏଇ ଜଟାକୁ ଭୂମିରେ ନିକ୍ଷେପ କଲେ। ଶିବଜୀ ବହୁତ କ୍ରୋଧାନ୍ୱିତ ହେଇଛନ୍ତି, ତାଙ୍କର ଓଷ୍ଠପୁଟ ଦଂଶନ କରିବାକୁ ଲାଗେ। ମାନେ ବହୁତ କ୍ରୋଧ ହେଲେ ଓଠ ମଧ୍ୟ ଥରେ ବା କିଏ କିଏ ଏମିତି ଜାବୁଡି ଧରନ୍ତି, ଶିବଜୀଙ୍କର ମଧ୍ୟ ସେମିତି ହେଇଛି। ଏବଂ ତାପରେ ସେ ତାଙ୍କର ଜଟା ଖଲି ଜଟାରୁ ଗୋଟେ ବାହାର ଛିଣ୍ଡେଇ ନିକ୍ଷେପ କରୁଛନ୍ତି ଭୂମିରେ। କଣ ପାଇଁ କରୁଛନ୍ତି ନା ଦକ୍ଷଙ୍କର ପ୍ରତିଶୋଧ ନେବେ, ସେ ଯୋଉ ଶିବଜୀଙ୍କୁ କଷ୍ଟ ଦେଇଛନ୍ତି ତାର ପ୍ରତିଶୋଧ। ତାପରେ କହୁଛନ୍ତି ତৎକ୍ଷଣାତ୍ ସେ ଜଟାରୁ ବୃହତ କପାଳ ମାଳି ଏକ ଭୟଙ୍କର କୃଷ୍ଣକାୟ ରାକ୍ଷସ ବୀରଭଦ୍ର ଉଦ୍ଭୁତ ହୋଇ ମସ୍ତକ ଦ୍ୱାରା ଆକାଶ ସ୍ପର୍ଶକ ସେ ଏକତ୍ର ତ୍ରିସୂର୍ଯ୍ୟ ସଦୃଶ ଦୀପ୍ତିମନ୍ତ ଥିଲା। ତାର କେଶ କଳା ଅଗ୍ନି ସଦୃଶ ପ୍ରଜ୍ୱଳିତ, ସେ ସହସ୍ର ଭାବରେ ବିବିଧ ଅସ୍ତ୍ରଶସ୍ତ୍ର ଉତ୍ତମ ଶିବଜୀ ଯେତେବେଳେ ତାଙ୍କର ଜଟା ମନ୍ତ୍ର ପାଠ କରି ଭୂମିରେ ନିକ୍ଷେପ କରୁଛନ୍ତି, ଗୋଟେ ବୃହତ କୃଷ୍ଣ ମାନେ କଳା ବର୍ଣ୍ଣର ରାକ୍ଷସ ବୀରଭଦ୍ର ଉଦ୍ଭୁତ ହେଲେ, ଯାହାଙ୍କର ବର୍ଣ୍ଣନା କରୁଛନ୍ତି ସେ ବହୁତ ଉଚ୍ଚ ମାନେ ଆକାଶ ପର୍ଯ୍ୟନ୍ତ ତାଙ୍କ ମସ୍ତକ ଲାଗୁଥିଲା, ସହସ୍ର ବାହୁ ଥିଲା, ସମସ୍ତ ଅସ୍ତ୍ର ଶସ୍ତ୍ର ଧାରଣ ଥିଲେ ବାହୁରେ। ଏଇ ରାକ୍ଷସଙ୍କର ଦୀପ୍ତି ସୂର୍ଯ୍ୟଙ୍କ ପରି ଉଜ୍ଜଳ, ତ୍ରିସୂର୍ଯ୍ୟ ତ୍ରିସୂର୍ଯ୍ୟ ସଦୃଶ ଦୀପ୍ତିମନ୍ତ ଥିଲା ଏବଂ ରଙ୍ଗ ଶ୍ୟାମବର୍ଣ୍ଣ ଥିଲା। ଏଇଟା ଗୋଟେ ଅଲଗା ପ୍ରକାର ଶୁଣିବାକୁ ମାନେ ବିଚାର କରେ, ଯାହାଙ୍କର ଶରୀରରୁ ସୂର୍ଯ୍ୟଙ୍କ ପରି ତେଜ ବାହାରୁଛି ଏବଂ ରଙ୍ଗ କଳା, ତେଜ ବାହାରିଲା ମାନେ ଗୋଟେ ଆଲୋକିତ ମାନେ ଚକଚକ ବସ୍ତୁ ଗୋରା ବସ୍ତୁ ଏମିତି ହବା କଥା। ଏଟା କମ୍ପାରେଟିଭ କିପରି ଲାଗୁଛି ଯେ ଏମିତି ବର୍ଣ୍ଣନା କରାଯାଇଛି। ତାପରେ ନମ୍ବର ସକର କହୁଛନ୍ତି ଯେତେବେଳେ ସେ ପ୍ରକାଣ୍ଡ ରାକ୍ଷସ ଚୋଡହସ୍ତ ହୋଇ ଜିଜ୍ଞାସା କଲା, ହେ ପ୍ରଭୁ ମୁଁ କଣ କରେ? ଭୂତନାଥ ଶ୍ରୀ ଶିବଜୀ ଆଦେଶ ଦେଲେ, ତୁମେ ମୋ ଶରୀରରୁ ଜାତ ହୋଇଥିବା ହେତୁ ମୋର ପାର୍ଷଦ ମାନଙ୍କ ମଧ୍ୟରେ ତୁମେ ମୁଖ୍ୟ। ତେଣୁ ଯଜ୍ଞ ସ୍ଥଳୀରେ ଦକ୍ଷ ଓ ତାର ସୈନ୍ୟ ମାନଙ୍କୁ ବିନାଶ
ଏଠି ଭାବାର୍ଥରେ ପ୍ରଭୁପାଦ ମହାରାଜ ଲେଖିଛନ୍ତି ଏଠି ବ୍ରହ୍ମତେଜ ଆଉ ଶିବତେଜ ମଧ୍ୟରେ ପ୍ରତିଯୋଗିତା ଫାଷ୍ଟ ଲାଇନ୍। କାହିଁକିନା ଏଇ ଯୋଉ ରାକ୍ଷସକୁ ଉତ୍ପନ୍ନ କଲେ ବୀରଭଦ୍ର ନାମ ରାକ୍ଷସ ସିଏ ହେଲେ ଶିବଜୀଙ୍କର ଶରୀରରୁ ଉତ୍ପନ୍ନ ହେଇଛନ୍ତି। ତେଣୁ ସିଏ ଶିବଙ୍କର ତେଜ ଉତ୍ପନ୍ନ ହେଇଛନ୍ତି ଏବଂ ଦେବତା ମାନେ ବ୍ରହ୍ମ ଏଠି ଯୋଉ ରୁହୁ ନାମକ ଦେବତା ସେମାନଙ୍କୁ ବ୍ରହ୍ମ ତେଜ ଦ୍ୱାରା ରୁହୁ ନାମ ଦେବତା ସୃଷ୍ଟି କରିଥିଲେ ଭୃଗୁ ମୁନି। ତେଣୁକରି ବ୍ରହ୍ମ ତେଜ ଶିବ ତେଜ ମଧ୍ୟରେ ପ୍ରତିଯୋଗିତା ଉତ୍ପାଦ ଲେଖୁଛନ୍ତି। ଯେତେବେଳେ ନାରଦଙ୍କ ଠାରୁ ଶିବଜୀ ଶୁଣିଲେ ତାଙ୍କର ପାର୍ଷଦ ମାନଙ୍କୁ ବା ତାଙ୍କର ଗଣ ମାନଙ୍କୁ ଏଇ ରୁଭୁ ନାମକ ଦେବତା ମାନେ ବିତାଡ଼ିତ କରିଛନ୍ତି ଯଜ୍ଞସ୍ଥଳରୁ, ତେଣୁକରି ତାଙ୍କୁ ସାମ୍ନା କରିବା ପାଇଁ ଶିବଜୀ ଏଇ ବୀରଭଦ୍ର ନାମକ ରାକ୍ଷସ ଉତ୍ପନ୍ନ କଲେ ଏବଂ ବହୁତ ଦୀର୍ଘ ଅଙ୍ଗ ବିଶିଷ୍ଟ ଏବଂ କୃଷ୍ଣକାୟ ଶରୀର ବିଶିଷ୍ଟ ଥିଲେ। ଆମେ ଗତ ସପ୍ତାହରେ ଶୁଣୁଥିଲେ। ତାପରେ ନମ୍ବର କରୁଛନ୍ତି ମୈତ୍ରେୟ ମୁନି କହିଲେ, ହେ ପ୍ରିୟ ବିଦୁର, ସେଇ କୃଷ୍ଣବର୍ଣ୍ଣ ପୁରୁଷ ପରମ ପୁରୁଷ ଭଗବାନଙ୍କର କ୍ରୋଧର ମୂର୍ତ୍ତିମତ ପ୍ରତୀକ ଏବଂ ଶିବଙ୍କର ଆଜ୍ଞା ପାଳନ କରିବାକୁ ପ୍ରସ୍ତୁତ ହୋଇଯାଇଥିଲେ। ଏହିପରି ନିଜକୁ ଯେକୌଣସି ବିରୁଦ୍ଧ ଶକ୍ତିର ସମ୍ମୁଖୀନ ହେବାକୁ ସମର୍ଥନ ମନେ କରି ଶିବଙ୍କୁ ପରିକ୍ରମା କଲେ। ତ ସେ ଯୁଦ୍ଧ କରିବାକୁ ଯିବା ପୂର୍ବରୁ ଶିବଜୀଙ୍କୁ ପ୍ରଣାମ କରୁଛନ୍ତି, ପରିକ୍ରମା କରୁଛନ୍ତି, ଆଶୀର୍ବାଦ କୃପା ଭିକ୍ଷା କରି ଯାଉଛନ୍ତି। ଏଟା ଏକ ବିଶେଷ ବିଜୟର ପ୍ରତୀକ ବା ଯୁଦ୍ଧର କରିବାକୁ ଯିବା ପୂର୍ବରୁ ଗୁରୁଜନ ବା ବରିଷ୍ଠ ଗୁରୁ ଆଚାର୍ଯ୍ୟଙ୍କର ଆଶୀର୍ବାଦ କୃପା ଭିକ୍ଷା କରି ରାଜା ଆପଣ ମାନେ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ମଧ୍ୟ ଶ୍ରବଣ କରିଥିବେ ଯେତେବେଳେ ଅର୍ଜୁନକୁ ପଞ୍ଚୁ ପାଣ୍ଡବଙ୍କୁ ଲକ୍ଷ୍ୟ କରି ଗୁରୁ ଦ୍ରୋଣଙ୍କର ପୁତ୍ର ଅଶ୍ୱତ୍ଥାମା ବ୍ରହ୍ମାସ୍ତ୍ର ନିକ୍ଷେପ କଲେ, ସେତେବେଳେ ଅର୍ଜୁନ ତତ୍କ୍ଷଣାତ୍ ନିଜକୁ ଶୁଚି କରିବା ପାଇଁ ଭଗବାନଙ୍କୁ ପରିକ୍ରମା କରିଥିଲେ। ପରିକ୍ରମା କରିକି ତାପରେ ସେ ବ୍ରହ୍ମାସ୍ତ୍ରର ପ୍ରତିରୋଧ କରିବା ପାଇଁ ଅଲଗା ଅସ୍ତ୍ର ଛାଡିଥିଲେ। ଏଇଟା ସାଧାରଣତଃ ନୀତି ନିୟମ। ତାପରେ 6 ନମ୍ବର ଶ୍ଲୋକରେ କହୁଛନ୍ତି, ଏହାପରେ ସେ ବୀରଭଦ୍ର ଭୀଷଣ ଶବ୍ଦ କରି ରୁଦ୍ର ଅନୁଚର ବର୍ଗଙ୍କ ସହିତ ମିଳିତ ହୋଇ ଭୟଙ୍କର ଗମ୍ଭୀର ନିଦାନ କଲେ ଏବଂ ଜଗତ ନାଶକାରୀ ମୂର୍ତ୍ତିର ମଧ୍ୟ ମୂର୍ତ୍ତି ସ୍ୱରୂପ ତ୍ରିଶୂଳ ଉତ୍ତୋଳନ କରି ଦକ୍ଷର ଯଜ୍ଞସ୍ଥଳୀ ଅଭିମୁଖେ ପ୍ରବଳ ବେଗରେ ଧାବିଥିଲେ। ସେ ସମୟରେ ବୀରଭଦ୍ରର ଚରଣ ସଂଲଗ୍ନ ନୁପୁର ଆଦି ଅଳଙ୍କାର ସମୂହ ଭାଜିବାକୁ ଲାଗେ। ଏଇ ଶ୍ଲୋକ ଜଣା ପଡୁଛି ଶିବଜୀ ମଧ୍ୟ ତାଙ୍କର ତ୍ରିଶୂଳ ଦେଇଥିଲେ ଆଶୀର୍ବାଦ କୃପା ଆଶୀର୍ବାଦ ର କଣ କହିଲେ ପ୍ରତୀକ ସ୍ୱରୂପ। ଏବଂ ସେ ଯେତେବେଳେ ଭୟଙ୍କର ଗର୍ଜନ କରିକି ଯାଇଥିଲେ ଯୁଦ୍ଧ କରିବା ପାଇଁ, ଯୁଦ୍ଧ ଅଭିମୁଖେ ପ୍ରବଳ ବେଗରେ ଧାବି ଯାଇଥିଲେ, ସେତେବେଳେ ତାଙ୍କର ହସ୍ତରେ ଚରଣରେ ବେକରେ ଆଦି ଥିବା ଅଳଙ୍କାର ଗୁଡିକ ବିଶେଷ କରି ଚରଣରେ ନୁପୁର ଅଳଙ୍କାର ସବୁ ବହୁତ ସୁନ୍ଦର ଭାବରେ ଶବ୍ଦ କରିଥିଲା। ଅନୁବାଦରେ ସେ ଲେଖୁଛନ୍ତି। ତାପରେ କହୁଛନ୍ତି ସେ ସମୟରେ ଯଜ୍ଞସ୍ଥଳରେ ଏକତ୍ର ହୋଇଥିବା ସମସ୍ତ ବ୍ୟକ୍ତି ଅର୍ଥାତ୍ ଯଜ୍ଞ ପ୍ରବର୍ତ୍ତକ ଗଣ, ଯଜ୍ଞ ଦୀକ୍ଷିତ ଯଜମାନ, ଅକ୍ଷ ସଦସ୍ୟଗଣ, ଦ୍ୱିଜ ଓ ଦ୍ୱିଜ ପତ୍ନୀଗଣ ଏ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଭାବିଲେ ଏ ଅନ୍ଧକାର କେଉଁଠାରୁ ଆସୁଛି। ପରେ ସେମାନେ ଅନୁମାନ କଲେ ଏହା ଏକ ଧୂଳିଝଡ଼ ଏବଂ ସେମାନେ ସମସ୍ତେ ଉଦ୍ବିଗ୍ନ ଚିତ୍ତ ହୋଇପଡ଼ିଲେ। ତାପରେ ନମ୍ବର କହୁଛନ୍ତି ସେ ଧୂଳିଝଡ଼ ସମ୍ବନ୍ଧରେ କଳ୍ପନା କରି ସେମାନେ କହିଲେ, ବାୟୁ ତ ପ୍ରଚଣ୍ଡ ବେଗରେ ପ୍ରବାହିତ ହେଉନାହିଁ। ଉଗ୍ର ଦଣ୍ଡ ରାଜା ପ୍ରାଚୀନ ବହି ବର୍ତ୍ତମାନ ସୁଦ୍ଧା ଜୀବିତ ଅଛନ୍ତି। ସୁତରାଂ ବର୍ତ୍ତମାନ
ଦସ୍ୟୁ ତସ୍କର ଆଦିର ଦୌରାତ୍ମ୍ୟ ସମ୍ଭବପର ନୁହେଁ, ଅଥବା କୌଣସି ଗୋପାଳ ଗାଭୀମାନଙ୍କୁ ତ ଶୀଘ୍ର ତାଡନା କରି ନେଉଯାଏ ନାହିଁ। ସୁତରାଂ ଏକ ଧୂଳି ରାଶି କେଉଁଠାରୁ ସମୁଚିତ ହେଉଅଛି। ଏଇ ଲୋକରେ କଣ ବର୍ତ୍ତମାନ ପ୍ରଳୟ କାଳ ଉପସ୍ଥିତ ହେଲା କି? ସେମାନେ ଏମିତି ବିଭିନ୍ନ ପ୍ରକାର ଆଶଙ୍କା ମନ ଭିତରେ ଆସୁଛି ଯେ କଣ ପାଇଁ ଏଭଳି ଧୂଳି ଝଡ଼ ମାନେ ଧୂଳି ଉଡି ଆସୁଛି, କଣ ପାଇଁ ଆସୁଛି। ତ ବିଶେଷ କରି କହୁଛନ୍ତି ରାଜା ପ୍ରାଚୀନ ବହିଙ୍କ ବିଷୟରେ ଆମେ ପଞ୍ଚମ 25 ଅଧ୍ୟାୟରୁ ଶୁଣିବା ଡିଟେଲ୍ସ ସେତେବେଳେ ଆମେ ଶ୍ରବଣ କରିବା ଯେ ରାଜା ପ୍ରାଚୀନ ବହି କିପରି ଦୁର୍ଦ୍ଦାନ୍ତ ରାଜା ଥିଲେ, ଯାହାଙ୍କ ଭୟରେ କୌଣସି ଚୋର ତସ୍କର କିଛି କାମ ମାନେ ଉତ୍ପାତ କରିପାରୁନଥିଲେ। ତେଣୁକରି ସେ କହୁଛନ୍ତି ବର୍ତ୍ତମାନ ଯେହେତୁ ରାଜା ପ୍ରାଚୀନ ବହିଙ୍କର ରାଜ୍ୟ ଶାସନ ଚାଲିଛି, ତେଣୁକରି କୌଣସି ଦସ୍ୟୁ ବା ତସ୍କର ଆଦିର ଦୌରାତ୍ମ୍ୟ ସମ୍ଭବପର ନୁହେଁ। ତାପରେ ଅବେଳରେ କିଛି ଘୂର୍ଣ୍ଣିଝଡ଼ ବି ନାହିଁ, ପବନ ବି ନାହିଁ, କିନ୍ତୁ ଧୂଳି ଉଡୁଛି। ବେଳେ ବେଳେ ଆପଣ ଦେଖିଥିବେ ବିନା ପବନରେ ବି ଧୂଳି ଉଡେ। ଯେପରିକି ବହୁତ ଗାବି ମାନେ ଗୋପଲ ଗୋମାତାଙ୍କର ବହୁତ ସଂଖ୍ୟାରେ ଗୋମାତା ଚାଲିବା ଫଳରେ ବା ଦୌଡ଼ିବା ଫଳରେ ରାସ୍ତାରେ ଯୋଉମାନେ ପିଲାଦିନେ ଦେଖିଥିବେ ଗାଁରେ ରାସ୍ତାରେ କିପରି ଗୋଧୂଳି ଉଡେ, ପ୍ରାୟ ଅନ୍ଧକାର ଭଳିଆ ହେଇଯାଏ, କିଛି ଆଗକୁ ଦେଖାଯାଏନି, ସେ ମାତ୍ରା ଧୂଳି ଉଡେ। ଏବଂ ଆପଣ ମାନେ ଆମ ଭକ୍ତ ବିଷୟରେ ଆମ ଭକ୍ତ ଜଗତରେ ଦେଖିଥିବେ ବେଳେ ବେଳେ ପରିକ୍ରମା କରିବା ସମୟରେ ନବଦ୍ୱୀପ ମଣ୍ଡଳ ପରିକ୍ରମା, ବୃନ୍ଦାବନ ପରିକ୍ରମା, ବିଶେଷ କରି ବୃନ୍ଦାବନ ପରେ ବୃନ୍ଦାବନ ପରିବାର ବହୁତ ଗ୍ରାମର ଦେଇକି ଯିବା ପାଇଁ ପଡେ। ସେଠି ଏବେ ବି ମାଟି ରାସ୍ତା ଅଛି। ଆଉ ରାସ୍ତା ଚାଲିଲେ ଯୋଉମାନେ ପଛେ ଏତେ ରହିଯାଇଥିବେ ଚାଲିଲା ମାନେ ସବୁ ଧୂଳି ସବୁ ନାକରେ ଆଖିରେ କାନରେ ପଶି ଯାଉଥିବ, କପଡା ଦେଇକି ଯାଉଥିବେ ସପ୍ତମ ବ୍ରଜମଣ୍ଡଳ ପରିକ୍ରମାରେ ଆପଣ ଦେଖିବା ପାଇଁ ପାଇବେ। ବିଶେଷ ବିଶେଷ କାର୍ଯ୍ୟରେ ମଧ୍ୟ ଧୂଳି ଉଡେ। ସେମାନେ ଦେବତା ମାନେ ବିଭିନ୍ନ ଆଶଙ୍କା କରୁଛନ୍ତି କଣ ପାଇଁ ଏପରି ଧୂଳି ଉଡୁଛି, ଏ ଧୂଳି ରାଶି କେଉଁଠୁ ଆସୁଛି। ଏବଂ ଏ ଭାବାର୍ଥର ଲାଷ୍ଟରେ କହୁଛନ୍ତି କଣ ପ୍ରଳୟ କାଳୀର ଅବସ୍ଥା ଜଣା ପଡୁଥିଲା, ମାନେ ଆସିଗଲା କି ପ୍ରଳୟ କାଳୀନ ସମୟରେ ଏମିତି ହୁଏ। ତା ପ୍ରଳୟ କାଳୀନ ଅବସ୍ଥା ଭଳି ଜଣା ପଡୁଥିଲା। ଯେତେବେଳେ ଭୌତିକ ସୃଷ୍ଟିର ଧ୍ୱଂସ ବା ପ୍ରଳୟର ଆବଶ୍ୟକତା ଆସେ, ସେତେବେଳେ ଏ ରକମ ପ୍ରଳୟ କ୍ରିୟା ଶିବଜୀଙ୍କ ଦ୍ୱାରା ସମ୍ପାଦିତ। ଏଇ ଯୋଉ ବୀରଭଦ୍ର ମଧ୍ୟ ଶିବଜୀଙ୍କ ଦ୍ୱାରା କ୍ରିଏଟ ହେଇଛନ୍ତି। ସେଥିପାଇଁ ବର୍ତ୍ତମାନ ଏ ଯୋଉ ସ୍ଥିତି ତାହାଙ୍କ ଦ୍ୱାରା ସୃଷ୍ଟି ହଉଛି, ତାହା ଦୃଶ୍ୟ ଜଗତର ପ୍ରଳୟ ଭଳି ପ୍ରତୀତ ହଉଛି। ଯେହେତୁ ଶିବଜୀଙ୍କ ଦ୍ୱାରା ବୀରଭଦ୍ର ପ୍ରକଟ ହେଇଛନ୍ତି ଏବଂ ବୀରଭଦ୍ର ଏସବୁ ନାଶ କରିବା ପାଇଁ ମାନେ ବିନଷ୍ଟ କରିବା ପାଇଁ ଆସିଛନ୍ତି, ତେଣୁକରି ଏକ ପ୍ରକାର ପ୍ରଳୟ ସ୍ଥିତି ଭଳି ପ୍ରତୀୟମାନ ହଉଛି। ଉପାଦ ଲେଖିଛନ୍ତି। ତାପରେ କହୁଛନ୍ତି ପ୍ରସୂତି ପ୍ରଭୃତି ଦକ୍ଷ ପତ୍ନୀଗଣ ଉଦ୍ବିଗ୍ନ ଚିତ୍ତ ହୋଇ କହିବାକୁ ଲାଗିଲେ, ପ୍ରଜାପତି ଦକ୍ଷ ତାଙ୍କର ଅନ୍ୟାନ୍ୟ କନ୍ୟାଗଣଙ୍କ ସମକ୍ଷରେ ସ୍ୱକନ୍ୟା ନିରପରାଧା ସତୀଙ୍କୁ ଯେଉଁ ଅବଜ୍ଞା କରିଥିଲେ, ବର୍ତ୍ତମାନ ବୋଧ ହୁଏ ତାହାଙ୍କର ସେଇ ପାପର ପରିଣାମ ସଦୃଶ ବିପଦ ସମ୍ମୁଖସ୍ଥିତ ହେଉଛି। ପ୍ରସୂତି ଦକ୍ଷଙ୍କର ପତ୍ନୀ ସେ ବୁଝିପାରେ ଯେ ତାଙ୍କର ଅଲିଅଳି ଅପରାଧ ଶୂନ୍ୟ ନିରପରାଧା କନ୍ୟା ସତୀଙ୍କ ପ୍ରତି ଖରାପ ବ୍ୟବହାର ବା ଅପମାନିତ କରିବାର ଫଳରେ ଯୋଉ ସତୀ ଶରୀର ତ୍ୟାଗ କଲେ, ସେଇ ପାପର ପରିଣାମ ବର୍ତ୍ତମାନ ଉପସ୍ଥିତ ହେଉଛି। ସତୀଙ୍କର ମା ଏଇଟା ବୁଝିପାରୁଛି କିନ୍ତୁ ଦକ୍ଷ ବୁଝିପାରୁନ ବର୍ତ୍ତମାନ ସୁଦ୍ଧା। ତାପରେ ନମ୍ବର ଶୋକରେ କହୁଛନ୍ତି ପ୍ରଳୟ କାଳରେ ସେ ରୁଦ୍ର ଜଟା କଳା ବିକୀର୍ଣ୍ଣ କରି ସ୍ୱ ତ୍ରିଶୂଳର ଅଗ୍ରଭାଗରେ ଦିକ୍ ଗଜେନ୍ଦ୍ର ଗଣକୁ ବିଦ୍ଧ କରିଥାନ୍ତି। ପୁନଶ୍ଚ ମେଘ ଗର୍ଜନ ସଦୃଶ ଭୀଷଣ ଅଟ୍ଟହାସ୍ୟରେ ଦିକ୍ କମଣ୍ଡଳ ବିଦୀର୍ଣ୍ଣ କରି ବିବିଧ ଅସ୍ତ୍ରଶସ୍ତ୍ର ସମ୍ବନ୍ଧୀ ତାଙ୍କର ବାହୁ ରୂପ ଧ୍ୱଜ ସମୂହ ବିସ୍ତାର ପୂର୍ବକ ଆନନ୍ଦର ନୃତ୍ୟ କରନ୍ତି। ପ୍ରଳୟ ସମୟରେ ଶିବଜୀ ତାଙ୍କ ତ୍ରିଶୂଳର ଅଗ୍ରଭାଗରେ ବଡ ବଡ ଗଜେନ୍ଦ୍ର ମାନେ ହସ୍ତୀ ମାନଙ୍କୁ ବିଦ୍ଧ କରି
ହାତରେ ଧରିକି ମାନେ ତ୍ରିଶୂଳ ବୁଲଉଛନ୍ତି, ପୁନଃ ମେଘ ପରି ଗର୍ଜନ କରନ୍ତି, ଭୀଷଣ ଅଟ୍ଟହାସ୍ୟ କରନ୍ତି। ଏସବୁ ପ୍ରଳୟକାଳୀନ ପରିସ୍ଥିତିର ବର୍ଣ୍ଣନା କରାଯାଉଛି। ଶିବଜୀ ପ୍ରଭୁପାଦ ମଧ୍ୟ ଲେଖିଛନ୍ତି ଭାଗବତରେ, ଶିବଜୀଙ୍କର ଏ ପ୍ରକାର ନୃତ୍ୟକୁ ପ୍ରଳୟକାଳ ନୃତ୍ୟ ବୋଲି କୁହାଯାଏ। ତାଣ୍ଡବ ନୃତ୍ୟ, ନୃତ୍ୟ କଲାବେଳେ ତ୍ରିଶୂଳର ଅଗ୍ରଭାଗରେ ହାତୀ ମାନଙ୍କୁ ଉଠେଇକି ନାଚୁଛନ୍ତି, କୋଭଳିଆ ଅବସ୍ଥା, କେତେ ଭୟଙ୍କର ପରିସ୍ଥିତି। ତାପରେ ଶଙ୍କର କହୁଛନ୍ତି, ସେ ରାକ୍ଷସ ଆକୃତି ଭୟଙ୍କର କୃଷ୍ଣକାୟ ବ୍ୟକ୍ତି ତାହାଙ୍କର କରାଳ ଦନ୍ତରାଜି ପ୍ରଦର୍ଶନ କଲେ। ସେ ତାଙ୍କର ଭୁକୁଟି ଚାଳନା ଦ୍ୱାରା ନକ୍ଷତ୍ର ଗଣକୁ ଅନ୍ତରିକ୍ଷରେ କକ୍ଷଚ୍ୟୁତ କରି ପକାଇଲେ ଏବଂ ନିଜର ଅତୀବ ବଳିଷ୍ଠ ଓ ତୀବ୍ର ଦୀପ୍ତି ଦ୍ୱାରା ସେମାନଙ୍କୁ ବା ନକ୍ଷତ୍ର ଗଣକୁ ଆବୃତ କରିଥିଲେ। ଦକ୍ଷଙ୍କର ଅସତ୍ ବ୍ୟବହାର ଯୋଗୁଁ ଦକ୍ଷଙ୍କ ପିତା ବ୍ରହ୍ମା ମଧ୍ୟ ଏ ଭୟଙ୍କର କ୍ରୋଧ ପ୍ରକାଶରୁ ରକ୍ଷା ପାଇପାରି ନଥାନ୍ତେ। ବ୍ରହ୍ମା ଏ ଯଜ୍ଞରେ ଆସିନଥିଲେ, ଯଦି ଆସିଥାନ୍ତେ ସେ ମଧ୍ୟ କ୍ରୋଧ ହେଇଥାନ୍ତେ, କହୁଛନ୍ତି ମୈତ୍ରୀ। ବ୍ରହ୍ମା ମଧ୍ୟ ଏ ଭୟଙ୍କର କ୍ରୋଧର ପ୍ରକାଶରୁ ରକ୍ଷା ପାଇପାରି ନଥାନ୍ତେ, କ୍ରୋଧାନ୍ୱିତ ହେଇଥାନ୍ତେ ଏବଂ ବ୍ରହ୍ମାଜୀ ଶିବଜୀଙ୍କର ଯୋଉ କ୍ରୋଧର ଶିକାର ମଧ୍ୟ ହେଇଥାନ୍ତେ। ଯେହେତୁ ବ୍ରହ୍ମା ହଉଛନ୍ତି ମହାଭାଗବତ ବୈଷ୍ଣବ, 12 ଜଣ ମହାନ ଭାଗବତଙ୍କ ମଧ୍ୟରୁ ଜଣେ, ଏବଂ ତାଙ୍କ ଉପସ୍ଥିତିରେ ଏଭଳି ଅପ୍ରୀତିକର ଘଟଣା ଘଟିବା ଠିକ ନୁହଁ, ତେଣୁକରି ଜାଣିପାରି ସେ ଆସିନଥିଲେ, ଅନୁପସ୍ଥିତ ଥିଲେ। ବାରନ ବର୍ଷକର କହୁଛନ୍ତି, ଯଜ୍ଞସ୍ଥଳୀରେ ଉପସ୍ଥିତ ଥିବା ବ୍ୟକ୍ତିଗଣ ଉଦ୍ବିଗ୍ନ ଦୃଷ୍ଟିରେ ବାରମ୍ବାର ଏହିପରି ନାନା କଥା କହୁଥିଲା ବେଳେ ଦକ୍ଷ ପୃଥିବୀ ଆକାଶ ଓ ଚତୁର୍ଦିଗର ବିପଦର ଲକ୍ଷଣ ସମସ୍ତ ଦେବାଦେବୀ ମାନେ ଏଇ ଭଳିଆ ଆଶଙ୍କା କରୁଥିଲେ। ସେଇ ସମୟରେ ଦକ୍ଷ ମଧ୍ୟ ନିଜେ ଅନୁଭବ କରୁଛନ୍ତି ଚାରିପଟୁ ବିପଦ ମାଡି ଆସୁଛି। ଏବଂ এই 12 নম্বর ଶକରେ ଦକ୍ଷଙ୍କୁ ମହାତ୍ମା ଶବ୍ଦ ପ୍ରୟୋଗ କରାଯାଇଛି, ମାନେ କହିଛନ୍ତି ଦକ୍ଷଙ୍କ ପ୍ରତି ପ୍ରୟୋଗ କରାଯାଇଛି ମହାତ୍ମା। ମହାତ୍ମା ଶବ୍ଦର ବହୁତ ମାନେ ଅଛି, ବିଭିନ୍ନ ଟିକାକାର ବିଭିନ୍ନ ମତ ପ୍ରଦାନ କରିଛନ୍ତି। ବୀର ରାଘବାଚାର୍ଯ୍ୟ କହୁଛନ୍ତି ମହାତ୍ମା ମାନେ ସ୍ଥିର ହୃଦୟ। ଏଠି ବହୁପାଦ ଶବ୍ଦାନୁବାଦ ଦେଲେ ଦୃଢ ଚିତ୍ତ ମହାତ୍ମା। କଣ ପାଇଁ ଏପରି ଅନୁବାଦ କରୁଛନ୍ତି ଆଚାର୍ଯ୍ୟ ମାନେ? କାରଣ ତାଙ୍କର ଏତେ ଅଲି ଅଳି କନ୍ୟା ଯେତେବେଳେ ଶରୀର ତ୍ୟାଗ କରିବାକୁ ଯାଉଛନ୍ତି, ସେ ପର୍ଯ୍ୟନ୍ତ ମଧ୍ୟ ଦକ୍ଷଙ୍କ ହୃଦୟରେ ପ୍ରେମ ବା ଭଲ ପାଇବା ପ୍ରକଟ ହେଇନି। ଆଉ ଦକ୍ଷଙ୍କ ସାମ୍ନାରେ ଏସବୁ ହେଇছে ନା। ଏତେ କଠୋର ହୃଦୟ ବା ଦୃଢ ଚିତ୍ତରେ ସେ ରହୁଥିଲେ, ସେଇ ସମୟରେ ତାଙ୍କର ନିଜ ଶରୀର କନ୍ୟା ପ୍ରତି ମଧ୍ୟ ତାଙ୍କର ମନରେ ଟିକେ ଭଲ ପାଇବା ବା ପ୍ରେମ ଜାଗ୍ରତ ହେଇନି। ସେ ସ୍ଥିର ଥିଲେ। ଦକ୍ଷ ଯେତେବେଳେ ଦେଖିଲେ ସେ ମହାନ କୃଷ୍ଣକା ରାକ୍ଷସ ଏଇ ଯୋଉ ବୀରଭଦ୍ର ମାରି ଆସୁଛି, ଉତ୍ପାତ ମାନେ ଭୟଙ୍କର ବେଗରେ ମାରିଆ, ସେତେବେଳେ ସେ ବିଚଳିତ ହେଲେ। କଣ କିପରି ପରିସ୍ଥିତି ହେଲା, ଏତେ ଦୃଢ ଚିତ୍ତ ରହିଥିଲେ ସେ ପର୍ଯ୍ୟନ୍ତ ମଧ୍ୟ ତାଙ୍କର, ସେ ଭାବୁଥିଲେ ମୁଁ ଯାହା କରୁଛି ଠିକ କରୁଛି। ଯେତେବେଳେ ବୀରଭଦ୍ରଙ୍କର ଭୟଙ୍କର ଉଗ୍ର ତାଣ୍ଡବ କୃତ୍ୟ ସବୁ ଦେଖିଲେ, ତାଙ୍କର ଏଣ୍ଟ୍ରି କରିବାର ସିନ୍, ସେତେବେଳେ ତାଙ୍କ ଚିତ୍ତ ଟିକେ ମାନେ ବିଚଳିତ ହେଲା। ବିଶ୍ୱନାଥ ଠାରୁ କହୁଛନ୍ତି କାହାକୁ ଯଦି ମହାତ୍ମା ସମ୍ବୋଧନ କରାଯାଏ, କିନ୍ତୁ ସେ ଯଦି ମହାତ୍ମାଙ୍କ ପରି ତାଙ୍କ ପାଖରେ ଯଦି ମହାତ୍ମାଙ୍କର ପରି ଲକ୍ଷଣ ବା ଆଚରଣ ଦୃଶ୍ୟମାନ ନ ହୁଏ, ତାକୁ ମହାତ୍ମା ନୁହେଁ ଦୁରାତ୍ମା କୁହାଯାଏ। ଦୁରାତ୍ମା ବୋଲି ସମ୍ବୋଧନ କରାଯାଉଛି। କେବଳ ମହାତ୍ମା କହିଦେଲେ କେହି ମହାତ୍ମା ହେଇଯାଆନ୍ତି। ଏଇଥିପାଇଁ
ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ କହିଛନ୍ତି ଗୁଣ କର୍ମ ବିଭାଗ କି ବ୍ରାହ୍ମଣ କୁଳରେ ଜନ୍ମ ହେଲେ ବ୍ରାହ୍ମଣ ହେଇପାରନ୍ତି। ଜନ୍ମ ନା ଜାୟତ ଶୂଦ୍ର। এই ପ୍ରସଙ୍ଗରେ ଆପଣ ମାନେ ଶୁଣିଥିବେ ବିଶେଷ କରି ଭାରତରେ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ଶବ୍ଦ ବ୍ୟବହାର କରନ୍ତି ସାଧୁ ମହାତ୍ମା ମାନଙ୍କୁ। ବିହାର ଆଡେ କୁହନ୍ତି ମହାତ୍ମା ଜି କୁଆଡେ ଯାଉଛ कहाँ से आए हैं आप लोग? जी महात्मा जी। ମଧ୍ୟପ୍ରଦେଶ କହିଲେ ମହାରାଜ ଏବଂ ଆମର ୱେଷ୍ଟବେଙ୍ଗଲ କହିବ ଗୋସାଇଁ ଗୋସାଇଁ ମଶା। ବିଶେଷ କରି ନଦିଆ ଡିଷ୍ଟ୍ରିକ୍ଟରେ ଆପଣ ମାନେ ଯାଇଥିବେ ନବଦ୍ୱୀପ ଟ୍ରେନରେ ବା ଅଟୋରେ ବା ପରେ ପରେ ଗ୍ରାମବାସୀ ଗାଁ ଲୋକମାନେ ତ ଏବେ ତ ଧୀରେ ଧୀରେ ଜାଣିଗଲେଣି ଇସ୍କନର ହାୱା ଲାଗିଗଲାଣି ପ୍ରଭୁ ମାନେ ପ୍ରଭୁ ପ୍ରଭୁ ବୋଲି କହୁଛନ୍ତି ସମସ୍ତେ। ତ ବେସିକାଲି ଗାଉଁଲି ଏରିଆକୁ ଗଲେ ଶୁଣିବେ କହିବେ ଗୋସାଇଁ। ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ସମ୍ବୋଧନ କରାଯାଉଛି। ଗୋଟିଏ ଗୋଟେ ସଂସ୍କୃତ ଶବ୍ଦର ବହୁତ ବହୁତ ମାନେ ବି ଥାଏ ଆପଣ ମାନେ ଜାଣିଛନ୍ତି। ତେଣୁକରି ବିଭିନ୍ନ ଅଞ୍ଚଳରେ ସାଧୁମାନଙ୍କୁ ବିଭିନ୍ନ ପ୍ରକାର ଶବ୍ଦରେ ସମ୍ବୋଧନ କରାଯାଏ। 13 ନମ୍ବର ଶ୍ଲୋକ କହୁଛନ୍ତି ହେ ପ୍ରିୟ ବିଦୁର ଖୁବ ଶୀଘ୍ର ରୁଦ୍ରଙ୍କର ଅନୁଚର ବୃନ୍ଦ ନାନାବିଧ ଅସ୍ତ୍ରଶସ୍ତ୍ର ଉତ୍ତୋଳନ ପୂର୍ବକ ପ୍ରବଳ ବେଗରେ ଆଗମନ କରି ସେ ମହତୀ ଯଜ୍ଞଭୂମି ବେଷ୍ଟନ କରିଗଲେ। ଯଜ୍ଞଭୂମିକୁ ଚାରିପଟୁ ଘେରିଗଲେ। ସେମାନଙ୍କ ମଧ୍ୟରେ କେହି କେହି ଖର୍ବାକୃତି, କେହି କେହି କପିଳ ବର୍ଣ୍ଣ, କେହି କେହି କୀଟ ବର୍ଣ୍ଣ, କାହାର ଉଦର ମକର ସଦୃଶ ତ କାହାର ମୁଖମଣ୍ଡଳ ମଧ୍ୟ ମକରର ବଦନ ସଦୃଶ। ସେମାନେ ଯଜ୍ଞସ୍ଥଳର ଚତୁର୍ଦିଗରେ ଭାଗବାନ ହୋଇ ନାନା ଉପଦ୍ରବ ସୃଷ୍ଟି କଲେ। ବୀରଭଦ୍ରଙ୍କ ଯେତେବେଳେ ଏ ଯୋଉ କଣ ତାଙ୍କ ନା ରୁହୁ ନାମକ ଦେବତା ମାନେ ବିଦା କରିଦେଇଥିଲେ ସତୀଙ୍କର ଶରୀର ତ୍ୟାଗ ପରେ ଏମାନେ ଯୋଉ ଉତ୍ପାତ କରୁଥିଲେ ଶିବଜୀଙ୍କର ଗଣ ମାନଙ୍କୁ ପାର୍ଷଦ ମାନଙ୍କୁ। କିନ୍ତୁ ବର୍ତ୍ତମାନ ଯେତେବେଳେ ଆସିଗଲେ ବୀରଭଦ୍ରଙ୍କର ନେତୃତ୍ୱରେ ସେମାନେ ପୁନର୍ବାର ମାଡି ଆସିଛନ୍ତି ଏବଂ ଚାରିପଟୁ ଘେରି ଯାଇଛନ୍ତି। ସେମାନଙ୍କ ମଧ୍ୟ ତାଙ୍କର ଜଣଙ୍କର ଆକୃତି ବା ରୂପ ବିଷୟରେ ଏହି ଶ୍ଲୋକରେ ବର୍ଣ୍ଣନା କରାଯାଇଛି। ଏଇଠି ଗୋଟେ ମକର ବୋଲି ଗୋଟେ ଜୀବର ସଦୃଶ ମାନେ ମକର ସଦୃଶ। କାହାର ଉଦର ମକର ସଦୃଶ, କାହାର ମୁଖମଣ୍ଡଳ ମକର ସଦୃଶ। ଏଇ ମକର ମାନେ କଣ କିଏ ବୁଝିପାରିବେ? ମକର ମାନେ କୁମ୍ଭୀର ପ୍ରଭୁ जी। କୁମ୍ଭୀରକୁ ମକର ହିନ୍ଦୀରେ କହନ୍ତିନି କି ସଂସ୍କୃତରେ କୁହନ୍ତି ମକର। ହଁ କୁମ୍ଭୀର କୁମ୍ଭୀର। କୁମ୍ଭୀର ସେ ସବୁ ନା କୁମ୍ଭୀର ନୁହଁ। ଆପଣ ମାନେ ଶୁଣିଥିବେ ଭକ୍ତି ସମର୍ଷଣ ସିନ୍ଧୁରେ ଯଦି ଆପଣ ମାନଙ୍କର ପଢା ହେଇଥିବ ଯେ ରୂପ ଗୋସ୍ୱାମୀ ଗୋଟେ ଶ୍ଲୋକ ରଖିଛନ୍ତି ଯେ ଭକ୍ତ ମକରା ମଙ୍ଗଳାଚରଣ ପରେ ଯଦି ଶ୍ଲୋକକୁ ଟଚ୍ କରିକି ପଢିଥିବେ ତ ମୁଁ ତ ଗତ କ୍ଲାସରେ ପଢଉଥିଲି ଭକ୍ତ ମକରା ଖାଲି ପୌପାତ ଖାଲି ଅନୁବାଦ ଲେଖିଛନ୍ତି ଯେ ଭକ୍ତି ନାମକ ସମୁଦ୍ରରେ କୋଉମାନେ ବିଚରଣ କରନ୍ତୁ ଭକ୍ତ ମକରା। ଏଠି କୁମ୍ଭୀର ନୁହଁ। ସେ ପୌପାତ ଇଂଲିଶରେ ଲେଖିଛନ୍ତି ଟ୍ରାନ୍ସଲେସନ ଭକ୍ତି ସଂସ୍କୃତିରେ ଦ ସାର୍କ। ତ କୁମ୍ଭୀର ଯେତେବେଳେ ପୌପାତ ମାର ସେଠି କ୍ରୋକୋଡାଇଲ ଲେଖିଥାନ୍ତି। ସାର୍କ ମାଛ ପ୍ରଭୁ जी ଯୋଉ ଗୋଟେ ଥାଏ ଲମ୍ବାଳିଆ କି ମାଛଟେ ସାର୍କ ସାର୍କ ମାଛ। ଟାଇପ ର ଗୋଟେ ବଡ ମାଛ। ହଁ ଅଛି ଆମେ ପଢିଛୁ ସାର୍କ ମାଛ ବିଷୟରେ। ସାର୍କ ତ ଅଛି ସାର୍କ ଟାଇପ ସିଏ ଆଉ ଗୋଟେ ମାଛ ଦେଖିବାକୁ ସାର୍କ ଭଳିଆ ତାର ବର୍ଣ୍ଣନା ଅଲଗା ଅଲଗା ଅଛି। ତ ସେ ପର୍ଟିକୁଲାର କୁମ୍ଭୀର ବି ନୁହଁ ପର୍ଟିକୁଲାର ବି ସାର୍କ ନୁହଁ। ତ ସେ କହୁଛନ୍ତି ଏଇଠି ମକର ମାନେ ମକର ଚୂଳ ମାନେ ମୁହଁଟା ହାତୀ ଶୁଣ୍ଡ ପରି ଲମ୍ବା ସାର୍କ ଭଳିଆ ଦେଖିବାକୁ କିନ୍ତୁ ମୁହଁ ଉପରେ ଗୋଟେ ଛୋଡି ବାହାରିଛି ନାକ ହାତୀ ଶୁଣ୍ଡ ଭଳିଆ ଲମ୍ବା ଆମେ ଟିଭିରେ ବି ଏବଂ ଦେଖିଛୁ। ତଳ ଭାଗଟା ପେଟ ଭାଗଟା ଠିକ କୁମ୍ଭୀର ପରି ଏବଂ ଆଖି ଦିଟା ଠିକ ହରିଣ ଆଖି ଭଳି ଚଞ୍ଚଳ ଆଖି ପୁରା ସୁନ୍ଦର ଆଖି। ଏବଂ ଶରୀରଟା ମାଛ ପରି ଏବଂ ଲାଞ୍ଜଟା ମୟୂର ପୁଚ୍ଛ ପରି। ସିଏ ହଉଛି ମକର।
ତେଣୁକରି ଏଠି ଅଲଗା ଅଲଗା ଦେଖନ୍ତୁ ଅନୁବାଦ ଦେଖନ୍ତୁ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। କାହାର ଉଦର ମକର ସଦୃଶ, କାହାର ମୁଖମଣ୍ଡଳ ମକର ସଦୃଶ। ମାନେ ମୁଖମଣ୍ଡଳ ମାନେ ଯେମିତି ମୁହଁରେ ଥୋଡି ଟାଇପର ବାହାରିଥିବ, ଗୋଟେ ସୁଣ୍ଡ ଟାଇପର ବାହାରିଥିବ, ହାତୀ ସୁଣ୍ଡ ଭଳିଆ ଛୋଟିଆ, ସେ କିଭଳିଆ ଦେଖାଯିବ। ତେଣୁକରି ଏଠି ବହୁତ ସୁନ୍ଦର ଭାବରେ ଟେକ୍ନିକର ସହିତ ପ୍ରଭୁପାଦ ଅନୁବାଦ ଲେଖିଛନ୍ତି। ତ ସେ ହଉଛି ମକର। ଆଉ ବିଶେଷ କରି ଏଇ ମକର ଶବ୍ଦର ଅନୁଭବ ମାନେ ବିଶେଷ ମାନେ ଭକ୍ତିର ଶ୍ୟାମ ସୁନ୍ଦର ଆପଣ ମାନେ ଶୁଣିଥିବେ। ଯଦି ଜୀବ ଗୋସ୍ୱାମୀଙ୍କର ଟୀକା ଉଜ୍ଜଳ ନୀଳମଣି ଆପଣ ଫଲୋ କରନ୍ତି ତାହେଲେ ଏଇଟା ବିଶେଷ ଭଲ ଭାବେ ଜାଣିପାରିବେ। ଭକ୍ତିର ଶ୍ୟାମ ସୁନ୍ଦର ଟୀକା ଉଜ୍ଜଳ ନୀଳ। ଏବଂ ଏମିତି ବି ଶିବଜୀଙ୍କର ଅନୁଚର ମାନେ ସର୍ଟ ହାଇଟ୍, କମ ହାଇଟ୍ ଏବଂ ତାଙ୍କର ଏପରି ମୁଖ ଭଜନ ସବୁ ବିସ୍ମିତ ରୂପର ଆକାର ବା ଦେଖାଯାଉଛି, ସମସ୍ତେ ଆଶ୍ଚର୍ଯ୍ୟ ହେଇଛନ୍ତି। ତାପରେ 14, 15, 16 14ରେ କହୁଛନ୍ତି କେତେକ ରୁଦ୍ର ଅନୁଚର ଯଜ୍ଞଶାଳାର ସ୍ତମ୍ଭମାନ ଭାଙ୍ଗି ପକାଇଲେ। ଏଠି ଯଜ୍ଞ ବେଦୀ ବା ଯଜ୍ଞ ଭୂମିର ସବୁ କ୍ଷତି ଆରମ୍ଭ ହେଇଗଲା। ଆଉ କେତେକ ନାରୀ ମାନଙ୍କ ଭବନ ମଧ୍ୟରେ ପ୍ରବେଶ କରି ତାହା ସବୁ ଭଗ୍ନ କଲେ। ଆଉ କେତେକ ଯଜ୍ଞସ୍ଥଳକୁ ଭଗ୍ନ କରିବାକୁ ଆରମ୍ଭ କଲେ ଏବଂ ଆଉ କେତେକ ପାକ ଭୋଜନଶାଳା ମଧ୍ୟରେ ପ୍ରବେଶ କରି ସବୁ ଭଗ୍ନ କରିଦେଲେ। ତାପରେ 15 ନମ୍ବର କହୁଛନ୍ତି ଆଉ କେତେକ ରୁଦ୍ରଙ୍କର ଅନୁଚର ଯଜ୍ଞ ପାତ୍ର ମାନ ଭାଙ୍ଗି ପକାଇଲେ। କେହି କେହି ଯଜ୍ଞ କୁଣ୍ଡ ସମୟରେ ମୂତ୍ର ତ୍ୟାଗ କଲେ, ହରି ହରି। ଏବଂ ଆଉ କେହି କେହି ଯଜ୍ଞ ବେଦୀ ଓ ମେଖଳା ସବୁ ଛିନ୍ନ କରି ପକାଇଲେ। ତାପରେ 16 ନମ୍ବର କହୁଛନ୍ତି ଅନ୍ୟ କେତେକ ରୁଦ୍ର ଅନୁଚର ପଳାୟନ କରୁଥିବା ମୁନିଗଣଙ୍କର ପଥରୋଧ କଲେ। ଏଇ କୁଆଡେ ଯାଉଛନ୍ତି? ଶକ୍ତି ଅପ୍ରଗଟ ହେଲା ବେଳେ ଶକ୍ତିକୁ ଅପମାନିତ କଲା ବେଳେ ଖୁବ ମଜା ନଉଥିଲେ, ଏବେ ଯାଉଛୁ କୁଆଡେ? ଆଉ ସବୁ ଅଟକେଇଲେ। କେତେକ ମୁନି ପତ୍ନୀ ଗଣଙ୍କ ପ୍ରତି ତର୍ଜନ ଗର୍ଜନ କରିବାକୁ ଲାଗିଲେ, ମାନେ ମୁନିଙ୍କର ସ୍ତ୍ରୀ ମାନଙ୍କ ପତ୍ନୀ ମାନଙ୍କ ପ୍ରତି। ଏବଂ ଆଉ କେତେକ ନିକଟସ୍ଥ ଓ ପଳାୟିତ ଦେବତା ମାନଙ୍କୁ ଧରିବାକୁ ଲାଗିଲେ। ସେ ଦେବତା ମାନେ ପଳଉଥିଲେ ଭୟରେ, ଅଟକେଇଲେ ସବୁ ଧରିକି। ଏଇଠି ଗୋଟେ ବିଶେଷ ନୀତି ଆମେ ଦେଖିଛେ ଏଇ 3ଟା ଛକରେ। ସେମାନେ ରାକ୍ଷସ ହେଲେ ମଧ୍ୟ ସ୍ତ୍ରୀ ମାନଙ୍କୁ ଟଚ୍ କଲେ। ସ୍ତ୍ରୀ ମାନଙ୍କର 14 ନମ୍ବର ଛକରେ କହୁଛନ୍ତି ନାରୀ ମାନଙ୍କର ଭବନ ମଧ୍ୟରେ ପ୍ରବେଶ କଲେ, ତା ସବୁ ଭଗ୍ନ କଲେ, ଘର ଗୁଡା ଭାଙ୍ଗି ପକେଇଲେ। ଯୋଉଠି ମୁନିଙ୍କର ପତ୍ନୀ ବା ଦେବତା ମାନଙ୍କର ଦେବୀ ପତ୍ନୀ ଦେବୀ ମାନେ ରହୁଥିଲେ। ଏବଂ 16 ନମ୍ବର ଅନୁବାଦରେ କହୁଛନ୍ତି ମୁନି ପତ୍ନୀଙ୍କ ପ୍ରତି ତର୍ଜନ ଗର୍ଜନ, ମାନେ ଭୟଙ୍କର ଗୋଟେ ଭୟଙ୍କର ପରିସ୍ଥିତି କ୍ରିଏଟ କଲେ ବାଣୀ ମାଧ୍ୟମରେ, କିନ୍ତୁ ଟଚ୍ କରିନାହାନ୍ତି। ତର୍ଜନ ଗର୍ଜନ କରିବାକୁ ଲାଗିଲେ ମୁନି ପତ୍ନୀ ଗଣଙ୍କ ପ୍ରତି। ଏବଂ ତାପରେ କହୁଛନ୍ତି ପଳଉଥିବା ଦେବତା ମାନଙ୍କୁ ଧରିଲେ। ତ ସେମାନେ ରାକ୍ଷସ ହେଲେ ବି ସେମାନଙ୍କର ଶୃଙ୍ଖଳିତ ନୀତି ନିୟମ ସେମାନଙ୍କୁ ଜଣାଥିଲା ଏବଂ ସେମାନେ ମଧ୍ୟ ସେଟା ଫଲୋ କରୁଥିଲେ, ପ୍ରୟାସ କରୁଥିଲେ। କିନ୍ତୁ ବର୍ତ୍ତମାନ ସୋସାଇଟିରେ ମନୁଷ୍ୟ ଶରୀରରେ ଆସିଥିବା କିଛି ଅନୈତିକ ବା ଅସାମାଜିକ ଲୋକ କିଭଳି ବିଭତ୍ସ କାମ ସବୁ କରୁଛନ୍ତି, ମାନେ ରାକ୍ଷସଙ୍କଠୁ ବି ହୀନ ଚେତନା। ତାପରେ 17 ନମ୍ବର ଅନୁବାଦ କହୁଛନ୍ତି ମଣିମାନ ନାମକ ରୁଦ୍ର ଅନୁଚର ଭୃଗୁକୁ ବନ୍ଦୀ କଲେ ଏବଂ କୃଷ୍ଣକା ରାକ୍ଷସ ବୀରଭଦ୍ର ପ୍ରଜାପତି ଦକ୍ଷକୁ ବନ୍ଦୀ କଲେ। ଭୃଗୁ ମୁନି ବହୁତ ଲିଡିଂ କରୁଥିଲେ ଦକ୍ଷଙ୍କ ପରେ। ଭୃଗୁ ଏବଂ ଦକ୍ଷ ଉଭୟ ବନ୍ଦୀ ହେଲେ। ପୁନଶ୍ଚ ଚଣ୍ଡାସ ନାମକ ଅନ୍ୟ ଏକ ଅନୁଚର ପୂଷା ଓ ନନ୍ଦୀଶ୍ୱର ଭଗଦେବଙ୍କୁ ବନ୍ଧନ କଲେ। କିଏ କାହାକୁ ଅଟକେଇଛନ୍ତି, ବନ୍ଧନ କରିଛନ୍ତି, ଈଶ୍ୱର କହୁଛନ୍ତି। ତାପରେ ରୁଦ୍ରଙ୍କର ଅନୁଚରଗଣ ବହୁ ସମୟ ଧରି ପ୍ରସ୍ତର ନିକ୍ଷେପ କରିବାକୁ ଲାଗିଲେ।
ତଦ୍ୱାରା ଯଜ୍ଞସ୍ଥଳରେ ଉପସ୍ଥିତ ସମସ୍ତ ପୁରୋହିତ ଦେବତା ମାନଙ୍କ ସହ ଅନ୍ୟ ସଦସ୍ୟ ଅତ୍ୟନ୍ତ ଆଘାତପ୍ରାପ୍ତ ହେଲେ। ସେମାନେ ଜୀବନ ରକ୍ଷା ଉଦ୍ଦେଶ୍ୟ ବିଭିନ୍ନ ଦିଗରେ ପଳାୟନ କରିବାକୁ ଆରମ୍ଭ କଲେ। ଏବଂ 19 ନମ୍ବର ଶ୍ଲୋକରେ କହୁଛନ୍ତି ଭୃଗୁ ହୋମପାତ୍ର ହସ୍ତରେ ଅଗ୍ନିରେ ଆହୁତି ପ୍ରଦାନ କରୁଥିଲେ। ଏହିପରି ସମୟରେ ଐଶ୍ୱର୍ଯ୍ୟଶାଳୀ ବୀରଭଦ୍ର ତାଙ୍କର ଶ୍ମଶ୍ରୁ ରାଜି ଉତ୍ପାଟନ କରି ପକାଇଲେ। କାରଣ এই ଭୃଗୁ ସଭାସ୍ଥଳରେ ମହାଦେବଙ୍କୁ ଶ୍ମଶ୍ରୁ ପ୍ରଦର୍ଶନ କରି ହାସ୍ୟ କରିଥିଲେ। ଏ ଶ୍ମଶ୍ରୁ ମାନେ କଣ? ଦାନ୍ତ। ପ୍ରଭୁ ଦାଢି ଦାଢି କଣ ଦାଢି ଲେଖୁଛନ୍ତି? ଦାଢି। ଆଚ୍ଛା, କି ଭୟଙ୍କର ପରିସ୍ଥିତି ଦେଖ। ଏ ଭୃଗୁଙ୍କର ଦାଢିକି ଧରିକି ଉପାଡ଼ି ପକେଇଛି। କେତେ କଷ୍ଟ ହେଇଥିବ ଭାଇ। ଗୋଟେ ଚୁଟି ଉପରେ କେତେ କଷ୍ଟ ହଉଛି। ଧରିକି ଗୋଟେ ଚୁଟି ଏମିତି ଉପଡା ଯାଏ। ପୁରା ଦାଢିଟାକୁ ଧରିକି ଛିଡେଇ ଦେଇଛନ୍ତି। ହେ ଭଗବାନ, ଭୟଙ୍କର କଷ୍ଟ। ଏଭଳି ପରିସ୍ଥିତି ସେ ହେଇଥିଲା। ଭୃଗୁଙ୍କର ଦାଢି ଟାଣିକି ଉପାଡ଼ି ଦେଲେ। କାହାର ଦାନ୍ତ ଉପାଡ଼ି ଦେଲେ। 21 ନମ୍ବରରେ। 20 ନମ୍ବରରେ କହୁଛନ୍ତି ଦକ୍ଷ ଯେତେବେଳେ ସଭା ମଧ୍ୟରେ ଶିବ ନିନ୍ଦା କରିଥିଲେ ସେତେବେଳେ ଭଗ ଅକ୍ଷି ସଙ୍କୋଚ ଦ୍ୱାରା ଦକ୍ଷଙ୍କୁ ଉତ୍ସାହିତ କରିଥିଲେ। ଆଖିରେ କଥା କୁହାଯାଏ। ଦକ୍ଷଙ୍କୁ ସପୋର୍ଟ ଦେଇଥିଲେ ଆଖିରେ। এই କାରଣ ବୀରଭଦ୍ର କ୍ରୋଧରେ ତାଙ୍କୁ ଭୂମିରେ ନିକ୍ଷେପ କରି ତାଙ୍କର ଚକ୍ଷୁଜ ଉତ୍ପାଦନ କଲେ। ଯିଏ ଯେଇଭଳି ବ୍ୟବହାର କରିଥିଲେ ସେଇଭଳି ରିଆକ୍ସନ। ଏଠି ପ୍ରଶ୍ନ ଆସିବ ଯେ ବୀରଭଦ୍ର ତ ଯଜ୍ଞସ୍ଥଳ ନଥିଲେ, ଶିବଜୀଙ୍କୁ ଅପମାନିତ କଲା ବେଳେ ବା ମା ସତୀଙ୍କର ଶରୀରତ୍ୟାଗ ସମୟରେ ବା ମା ସତୀଙ୍କୁ ଅପମାନିତ କଲା ବେଳେ କିନ୍ତୁ ସେ ଜାଣିଲେ କିପରି କିଏ କୋଉ ଭଳି ବ୍ୟବହାର କରୁଛି? ତ ସ୍ୱାଭାବିକ ପ୍ରଶ୍ନଟା ଆସିବା ଦରକାର। କିଏ ଦାଢି ହଲେଇକି ଇଙ୍ଗିତ କରିଥିଲେ, କିଏ ଆଖିରେ ଇଶାରା କରିଥିଲେ, ସେ ଜାଣିଲେ କି? ଯେହେତୁ ଶିବଜୀ ତାଙ୍କ ଶରୀରରୁ ଉତ୍ପନ୍ନ କରିଛନ୍ତି, এই କନସିୟସନେସ ମତେ ଶିବଜୀ ତାଙ୍କୁ ଦେଇଥିଲେ କିଏ କିପରି ବ୍ୟବହାର କରେ। 21 ନମ୍ବରରେ କହୁଛନ୍ତି ଅନିରୁଦ୍ଧଙ୍କର ବିବାହ ଉତ୍ସବ ସମୟରେ ହେଉଥିବା ଦ୍ୱିତୀୟ କ୍ରୀଡ଼ା କାଳରେ ଯେପରି ଶ୍ରୀ ବଳଦେବ କଳିଙ୍ଗ ରାଜ ଦନ୍ତବକ୍ରଙ୍କର ଦନ୍ତ ଉତ୍ପାଦନ କରିଥିଲେ, ଠିକ ସେହିପରି ବୀରଭଦ୍ର ଓ ଦକ୍ଷ ଓ ପୂଷାଙ୍କର ଦନ୍ତରାଜି ଉତ୍ପାଦନ କଲେ। କାରଣ ଶ୍ରୀ ଶିବଜୀଙ୍କୁ ନିନ୍ଦା କରୁଥିବା ସମୟରେ ଦକ୍ଷ ଦନ୍ତ ପ୍ରଦର୍ଶନ କରିଥିଲେ ଏବଂ ପୂଷା ମଧ୍ୟ ସେ ସମୟରେ ସହାନୁଭୂତିଶୀଳ ହାସ୍ୟ କରି ଦନ୍ତ ପ୍ରଦର୍ଶନ କରିଥିଲେ। এই ଭାବାର୍ଥଟା ଜଣେ ପଢନ୍ତୁ। ଏକୋଇଶ ନମ୍ବର ଛକର ଭାବାର୍ଥ। ଅନୁବାଦ। ଅନିରୁଦ୍ଧଙ୍କର ବିବାହ ଉତ୍ସବ ସମୟରେ ହେଉଥିବା ଦ୍ୱିତୀୟ କ୍ରୀଡ଼ା କାଳରେ ଯେପରି ଶ୍ରୀ ବଳଦେବ କଳିଙ୍ଗରାଜ ଦନ୍ତବକ୍ରଙ୍କର ଦାନ୍ତ ଉତ୍ପାଦନ କରିଥିଲେ, ଠିକ ସେହିପରି ବୀରଭଦ୍ର। ତାହେଲେ ମୁଁ ବନ୍ଦ କରୁଛି। ଏଠି ବହୁତ ଗଡଗଡି ବିଜୁଳି ହଉଛି, ଆପଣ ପଢନ୍ତୁ ପ୍ରଭୁ। ବିଜୁଳି ଘଡଘଡି ହେଇଛି ତ, ତେଣୁ ଆୱାଜ କଟୁଥିବ। ଆପଣ ପଢନ୍ତୁ ପ୍ରଭୁ। ଭାବାର୍ଥ ପଢନ୍ତୁ ନା ମାତାଜୀ? ନାଇଁ, ମୋ ଶବ୍ଦଟା ଠିକ ଆସୁଛି ତ? ଏଠି ବହୁତ ବିଜୁଳି ଆସୁଛି, ଘଡଘଡି ମାରୁଛି, ମୁଁ କାଳେ ଶବ୍ଦଟା ଆସୁନଥିବ। ପ୍ରଭୁଜୀ ଆପଣ ପଢନ୍ତୁ, ଏଠି ବହୁତ ବିଜୁଳି ଘଡଘଡି ମାରିଲାଣି, ଆପଣ ପଢନ୍ତୁ। ହରେ କୃଷ୍ଣ। ପ୍ରଭୁ ପଢିବେ? ହରେ କୃଷ୍ଣ ପଢିବି ପ୍ରଭୁ? ଭାବାର୍ଥ। ଏଠାରେ ଭଗବାନ କୃଷ୍ଣଙ୍କର ପୌତ୍ର ଅନିରୁଦ୍ଧଙ୍କର ବିବାହ ଘଟଣା କଥା କୁହାଯାଇଅଛି। ସେ ଅନିରୁଦ୍ଧ ଦନ୍ତବକ୍ରଙ୍କ କନ୍ୟାକୁ ଅପହରଣ କରିଥିଲେ ଏବଂ ସେଇଥି ଯୋଗୁଁ ତାହାଙ୍କୁ ବନ୍ଦୀ କରାଯାଇଥିଲା। ଅପହରଣ ଦୋଷ ଯୋଗୁଁ ତାହାଙ୍କୁ ଦଣ୍ଡ ଦିଆଯିବାକୁ ବରାଦ ହେଉଥିଲା ବେଳେ ଶ୍ରୀ ବଳରାମଙ୍କ ନେତୃତ୍ୱରେ ଦ୍ୱାରକାକୁ ସୈନ୍ୟଗଣ ପହଞ୍ଚିଗଲେ ଏବଂ କ୍ଷତ୍ରିୟମାନଙ୍କ ମଧ୍ୟରେ ଯୁଦ୍ଧ ହେଲା। ବିଶେଷ କରି ବିବାହ ଉତ୍ସବ ସମୟରେ ଏ ପ୍ରକାର ଯୁଦ୍ଧ ଏକ ସାଧାରଣ କଥା ଥିଲା। କାରଣ ସେ ସମୟରେ ଅର୍ଥାତ୍ ବିବାହ ଉତ୍ସବ ସମୟରେ ପ୍ରତ୍ୟେକେ ନିଜ ନିଜର ଶକ୍ତି ସାମର୍ଥ୍ୟ ପ୍ରଦର୍ଶନ କରିବା ମନୋବୃତ୍ତିରେ ଥାଆନ୍ତି। ଏ ପ୍ରକାର ମନୋବୃତ୍ତିରେ
ଯୁଦ୍ଧ ନିଶ୍ଚିତ ଭାବେ ହୁଏ ଏବଂ ଏ ପ୍ରକାର ଯୁଦ୍ଧରେ ସାଧାରଣତଃ ବହୁ ଲୋକ ମୃତାହତ ହୁଅନ୍ତି ଏବଂ ନାନା ଦୁର୍ଭାଗ୍ୟ ଉପସ୍ଥିତ ହୁଏ। ଯୁଦ୍ଧ ଶେଷରେ ଦୁଇ ଦଳ ଏକ ସନ୍ଧି ଅବସ୍ଥାକୁ ଆସନ୍ତି ଏବଂ ସେତେବେଳେ ସବୁ ଠିକ ହୋଇଯାଏ। ଏ ଦକ୍ଷଯଜ୍ଞ ସେହି ପ୍ରକାର ଏକ ଘଟଣା ଥିଲା। ବର୍ତ୍ତମାନ ସମସ୍ତେ ଅର୍ଥାତ୍ ଦକ୍ଷ ଏବଂ ଭଗ ଓ ପୂଷା ଆଦି ଦେବତାଗଣ ଏବଂ ଭୃଗୁମୁନି ଶ୍ରୀ ଶିବ ସୈନ୍ୟଙ୍କ ଦ୍ୱାରା ଦଣ୍ଡିତ ହେଲେ ଏବଂ ଶେଷରେ ସବୁ କିଛିର ଶାନ୍ତିପୂର୍ଣ୍ଣ ସମାଧାନ ହେବ। ତେଣୁ ଏ ପ୍ରକାର ଯୁଦ୍ଧ ମନୋବୃତ୍ତି ଠିକ୍ ଶତ୍ରୁତା ଚରଣ ନୁହେଁ, କିନ୍ତୁ ଯେହେତୁ ପ୍ରତ୍ୟେକେ ବଡ଼ ବଳଶାଳୀ ଥିଲେ ଏବଂ ବେଦମନ୍ତ୍ର କିମ୍ବା ଯୋଗଶକ୍ତି ଜରିଆରେ ନିଜ ନିଜର ଶକ୍ତି ସାମର୍ଥ୍ୟ ପ୍ରଦର୍ଶନ କରିବାକୁ ଇଚ୍ଛା କଲେ, ତେଣୁ ଦକ୍ଷ ଯଜ୍ଞରେ ବିଭିନ୍ନ ଦଳ ମଧ୍ୟରେ ଏ ପ୍ରକାର ଯୁଦ୍ଧ କୌଶଳ ଖୁବ୍ ବିଶଦ ଭାବେ ପ୍ରଦର୍ଶିତ ହୋଇଥିଲା। ହରେ କୃଷ୍ଣ। ଧନ୍ୟବାଦ। ଏଇଟା ମାନେ ଦେଖୁଛନ୍ତି ଯେ ପ୍ରଭୁପାଦ ମାନେ ଲେଖୁଛନ୍ତି କ୍ଷତ୍ରିୟ ମାନଙ୍କର ବିବାହରେ ଗୋଟେ ଦିଟା ମଡ଼ ହଣାକଟା ମାଡ଼ଗୋଳ କିଛି ସାମାନ୍ୟ ମାନେ ଏଟା ସାଧାରଣ କଥା। ଭଗବାନ ମଧ୍ୟ ଯେତେବେଳେ ରୁକ୍ମଣୀ କି ବିବାହ କଲେ ସେତେବେଳେ ବି ହେଇଛି। ତ ସ୍ୱାଭାବିକ କ୍ଷତ୍ରିୟ ଉଭୟ ପକ୍ଷ କ୍ଷତ୍ରିୟ ନିଜ ନିଜର ଶକ୍ତି ସାମର୍ଥ୍ୟ ପ୍ରଦର୍ଶନ କରିବାକୁ ଚାହାନ୍ତି, କନ୍ୟା ପକ୍ଷ ହଉ କି ବର ପକ୍ଷ ହଉ। ତ କ୍ଷତ୍ରିୟ ମାନଙ୍କ ବିବାହରେ ମାଡ଼ପିଟି ଗଣ୍ଡଗୋଳ କିଛି ନୂଆ କଥା ନୁହେଁ। ସେ ବିବାହ ଉତ୍ସବ ହେଲେ ମଧ୍ୟ ଏବଂ ଯିଏ ଯେପରି ବ୍ୟବହାର କରିଥିଲେ ଠିକ ସବୁ ବିଧିର ବିଧାନ ସବୁ ଦେବତା ମାନଙ୍କୁ ସେହିପରି ତାଙ୍କର ପ୍ରତିକ୍ରିୟା ପାଇବା ପାଇଁ ପଡିବ। ବା ଏ ଯୋଉ ରାକ୍ଷସ ବୀରଭଦ୍ର ତାଙ୍କୁ ସେହିପରି ଦଣ୍ଡ ଦେଉଛନ୍ତି। 22 ନମ୍ବର ତତ୍ପରେ ସେ ରାକ୍ଷସ ବୀରଭଦ୍ର ଦକ୍ଷଙ୍କର ପକ୍ଷ ଉପରେ ବସି ପଡିଲେ ଏବଂ ତୀକ୍ଷ୍ଣ ଧାର ଖଡଗ ଦ୍ୱାରା ତାଙ୍କର ମସ୍ତକ ଛେଦନ କରିବାକୁ ପ୍ରବୃତ୍ତ ହେଲେ। ଦକ୍ଷଙ୍କର ଶରୀରରୁ ତାଙ୍କର ମସ୍ତକ ବିଚ୍ଛିନ୍ନ କରିପାରିଲେ। ମାନେ ଏତେ ଶକ୍ତିଶାଳୀ ଦକ୍ଷଙ୍କର ଶରୀର ଥିଲା, ବା ତାଙ୍କର କଣ କୁହାଯାଇପାରିବ, ତାଙ୍କର ମସ୍ତକ ଥିଲା ସେ ତୀକ୍ଷ୍ଣ ଖଡଗ ଦ୍ୱାରା ମଧ୍ୟ ସେ କାଟିକି ଅଲଗା କରିପାରିଲେ। ୟା ପରେ କଣ କରିବେ, ଯଜ୍ଞରେ ଶୂଳି ଦେବା ପାଇଁ ଯୋଉ ଜିନିଷ ବ୍ୟବସ୍ଥା ଥାଏ ସେଇଠି ନେଇକି ତାଙ୍କ ମୁଣ୍ଡ ରଖି କାଟିବ ଆପର ସୁଖରେ। ସେ ବୀରଭଦ୍ର ମନ୍ତ୍ର ତଥା ନାନା ଅସ୍ତ୍ର ସାହାଯ୍ୟରେ ଦକ୍ଷଙ୍କର ଶିରଚ୍ଛେଦ କରିବାକୁ ଚେଷ୍ଟା କଲେ। ଦକ୍ଷଙ୍କର ଚର୍ମ ମାତ୍ର ମଧ୍ୟ ଛିନ୍ନ ହେଲା ନାହିଁ। ଏତେ ଶକ୍ତିଶାଳୀ ମାନେ ବିଭିନ୍ନ ମନ୍ତ୍ର ବି ପ୍ରୟୋଗ କରିଛନ୍ତି, ଅସ୍ତ୍ର ପ୍ରୟୋଗ କରିଛନ୍ତି, ପାରିଲେନି। ଏହା ଦେଖି ବୀରଭଦ୍ର ଅତ୍ୟନ୍ତ ବିସ୍ମିତ ହୋଇ ଅନେକ କ୍ଷଣ ଚିନ୍ତା କରିଲେ କଣ କରିବି, କିପରି ଦକ୍ଷକୁ ଶେଷ କରିବି। ତାପରେ 24 ନମ୍ବରରେ କହୁଛନ୍ତି ତତ୍ପରେ ବୀରଭଦ୍ର ସେ ଯଜ୍ଞସ୍ଥଳରେ ପଶୁ ମାନଙ୍କର ମସ୍ତକ ଛେଦନ ନିମିତ୍ତ ବଳି ପକେଇବା ପାଇଁ କାଠ ନିମିତ୍ତ ପଶୁ ମାରଣ ଉପାୟ ଯନ୍ତ୍ର ଦେଖିଲେ। କଣ କହନ୍ତି ଆମର ଯୋଉ ବଳି ଯୋଉ ପଡନ୍ତି କାଳୀ ମନ୍ଦିର ବା ଦୁର୍ଗା ମନ୍ଦିର ସବୁ ତିଆରି ହେଇଥାଏ କାଠରେ। ମୁଁ ପିଲାବେଳେ ଦେଖିଛି ଆମ ଗାଁ ପାଖରେ ହାଡିକାଠ କୁହନ୍ତି ବଙ୍ଗଳାରେ। ଆଚ୍ଛା, ସେଠି ସେଇଥିରେ ଭଦ୍ରକ ପୁରାଇ ଦେବେ। ଡିଷ୍ଟ୍ରିକ୍ଟରେ ଧୂସୁରୀରେ ଫେମସ କାଳୀ ପୂଜା ହୁଏ। ହଁ। ସେଇଠି ଛେଳି ବଳି ପକାଯାଏ ଗୋଟେ ଦିନ। ସେଇଠି ଗୋଟେ କାଠରେ ଏମିତି ତିଆରି ସେ ମଝିରେ ଛେଳି ମୁଣ୍ଡ ପଶିବ, ଆଉ ପରେ ଆଉ ଗୋଟେ କାଠ ଦିଆହବ, ଏପଟକୁ କଟା ହବ। ବର୍ତ୍ତମାନ ଦକ୍ଷଙ୍କର ପରିସ୍ଥିତି ସେଇଆ ହବ। ପଶୁ ମାରଣ ଉପାୟ ଯନ୍ତ୍ର ଦେଖିଲେ ପାଖରେ ମସ୍ତକ ଛେଦନ ନିମିତ୍ତ ଏହି ଯନ୍ତ୍ରକୁ ବ୍ୟବହାର କରି ସେ ଦକ୍ଷଙ୍କ ଶରୀରରୁ ତାଙ୍କର ମସ୍ତକ ବିଚ୍ଛିନ୍ନ କଲେ। ତ ସେଇଟା ଦକ୍ଷଙ୍କ ଅର୍ଗଳି ଯଜ୍ଞରେ ବଳି କୁହନ୍ତି। ହରେ ପକାଇଲେ। କୃଷ୍ଣ, ଅର୍ଗଳି ପ୍ରଭୁଜୀ। ଅର୍ଗଳି, ଧନ୍ୟବାଦ, ଅର୍ଗଳି। ହଁ ଆଜ୍ଞା ଆଜ୍ଞା, ଓଡିଆରେ ଅର୍ଗଳି। ତ ଦକ୍ଷକୁ ବଳି ପକେଇ ଦେଲେ ବୀରଭଦ୍ର ଯଜ୍ଞରେ। ସେ ଏତେ ମାତ୍ରାରେ ରାଗିଥିଲେ ଯେ କାଳେ ଏଇ ଦେବତା ମାନଙ୍କର ବହୁତ ବଡ ବଡ ଡକ୍ଟର ଅଛନ୍ତି, ଇଞ୍ଜିନିୟର ଅଛନ୍ତି। ଏଇ ମସ୍ତକଟା କଟିଲା ପରେ ବି କାଳେ ଦେବତା ମାନେ ମସ୍ତକଟା ଯୋଡିଦେବେ, ତା ପର ନମ୍ବର ଶ୍ଲୋକରେ କହୁଛନ୍ତି
से समय वीरभद्र ए प्रकार कार्य देखी शिव अनुचर वर्ग अर्थात भूत प्रेत पिशाच गण साधु साधु बोली कोलाहल कर उठिले। वीरभद्र जो दक्ष को शेष कले मृत्यु दंड देले या देखी शिवकर अनुचर मान बहुत आनंद नाची उठिले। किंतु अन्य पक्षरे दक्ष पक्षपाती द्विजगण मुखर तद विपरीत असाधुवाद उत्थित है। दक्ष जो मैंने जो ब्राह्मण मैंने सपोर्ट करते से कहले हा कि अवस्था है अर्थात दक्ष मृत्यु से हाय हाय कर उठिले। वीरभद्र अत्यंत क्रुद्ध हो दक्षिणकर शिर को नहीं दक्षिण अग्नि आहुति प्रदान करदेले। माने एते रागी थिले काले मस्तक छाड़ीदेला माने पुଣି देवता माने जॉइंट करदेला सर्जरी करदे ऑपरेशन करदेबे दक्ष बंचीजीव तो पोटी की पाउच करदेला छास। तो आपण माने देखिथिबे विशेषकर आमर मंदिर फंदिर माने जो नुआ मंदिर उद्घाटन हुए साउथ इंडिया ब्राह्मण माने आसती विशेष भाव फेमस से माने विभिन्न माने मुख्य यज्ञ कुंड पाखरे अलग अलग छोट यज्ञ कुंड मान तैयारी करନ୍ତି। विशेषकर संतुष्ट माधव प्रभु जदि थे बर्तमान क्लास रे जानी पार्थिबे से ब्राह्मण से मत यज्ञ सेवा करନ୍ତି बेले बेले। तो दक्षिण अग्नि माने मेन यज्ञ कुंड नुह दक्षिण अग्नि रे आहुति दे दे स्वाहा कह दक्षकर मुंड को पकड़ घी जगह दक्षकर मुंड एत रागे थे। तत्पर समस्त यज्ञ स्थल अग्नि संयोग कर प्रभु श्री शिवजी धाम को अर्थात कैलाश को प्रत्यावर्तन कर भाव दक्ष यज्ञ ध्वंस पंचम अध्याय मैत्र मुनि आलोचना कर श्रवण कले एवं प्रभुपादकर यह अध्याय चतुर्थ स्कंदर पंचम अध्याय वक्तृत भाष्य मत पूर्ण होम षष्ठ अध्याय को पशिया। षष्ठ अध्याय अल्प किसी शोक आलोचना करें आज। हरे कृष्ण प्रभु जी प्रश्न अच्छे कि प्रभु जी प्रश्न हूँ जो भृगुमुनि कथा ये कहुई से जो माने विष्णुकर बक्षस्थल पदाघात करते भृगुमुनि से भृगुमुनि ना आउ को भृगुमुनि? आज्ञा आज्ञा से भृगुमुनि सी केमिति एमिति कर्म कले केमिति? ब्राह्मण दक्ष प्रजापति श्रेष्ठ थे ब्राह्मण कवितर श्रेष्ठ थे पक्षपात करवा स्वाभाविक ब्रह्मा एकमात्र जड़े व्यक्ति ब्रह्मा से जापर आसी न समस्ते मिसिक ब्रह्मा पाक जी देवता मान आलोचना करवा से अपराध कर फल शिवजी व्यक्ति अपराध करे बहुत माने आध्यात्मिक शक्ति बा भौतिक शक्ति एवं आध्यात्मिक तेज क्षय हो जाए। कौन गोटे भल कम कर साहस हुए बेले बेले देखिथे मन में आसुव वैष्णव वैष्णव मान मन में आसुव मुझे प्रभु को क्षमा प्रार्थना करी किसी गोटे भूल भटका हो करी सप्ताह से कही नी साहस जावाई आम षष्ठ अध्याय सब विषय में शुणा। प्रभु जी हरे कृष्ण प्रभु जी आ गोटे प्रश्न ब्राह्मण माने कहते हरे कृष्ण प्रभु जी आ गोटे प्रश्न हूँ ये जो कथा आलोचना है से गोटे प्रश्न आसी सीनियर भक्त माने जो माने कि उन्नतर भक्त से माने जो प्रकार परिस्थिति सृष्टि करती जहाँकि सह्या बड़ कष्ट एवं जहाँ भक्ति मूलर बाधक किंतु जूनियर भक्त माने किसी कही पारंती नहीं सेटा को सही जाती किंतु कथा हूँ कौन कि भक्ति मार्ग रे जो वैष्णव माने उन्नतर वैष्णव माने ये आचरण करती से स्थल कौन करा पारे? सीनियर भक्त माने से आचरण रे शुद्ध बा आज्ञा को देखो सेटा को आमे पॉजिटिव सेंस नवा दरकार हमर भक्तिर अग्रगति पई कोन पई ना एक तो प्रथम आपण मन करा दरकार जे वैष्णवर क्रिया मुद्रा विज्ञान अज्ञान आछि ना सर विज्ञान विज्ञान बहुत पंडित वैष्णव क्रिया मुद्रा जानकारी
କଣ କହନ୍ତି ଏଇ ବିଷୟରେ ଏଇଟା ଆଲୋଚନା କରିକି ହୁଏତ କୋଉ ଜନ୍ମରେ କଣ ହେଇଥିବ ଭୁଲ ଭଟକା ଭଗବାନ ଏବେ ପ୍ରଦର୍ଶନ କରୁଛନ୍ତି। ଯେମିତିକି ପ୍ରାକ୍ଟିକାଲ ଏକ୍ସାମ୍ପଲ ମୁଁ ଗୋଟେ କହୁଛି। ଥରେ ବୃନ୍ଦାବନ ମୁଁ ଥିଲି ନିଜେ। ପ୍ରଭୁପାଦଙ୍କର ହାଉସ ଭିତରେ ଲୋକନାଥ ସ୍ୱାମୀ ଗୁରୁମାର କୀର୍ତ୍ତନ କରୁଛନ୍ତି। ଖୁବ ସୁନ୍ଦର କୀର୍ତ୍ତନ ଚାଲିଛି। ଜଣେ ବ୍ରହ୍ମଚାରୀ ବିଦେଶୀ ବ୍ରହ୍ମଚାରୀ ମୋ ପାଖରେ ବସିଛନ୍ତି। ତ ମୁଁ ଦେଖୁଛି ସେ ଢୋଳେଇ ନାହାନ୍ତି ସେ ବ୍ରହ୍ମଚାରୀଟା, ଏତେ ସୁନ୍ଦର କୀର୍ତ୍ତନ ଚାଲିଛି। କିନ୍ତୁ କୌଣସି କାରଣବଶ ସେଠି ଜଣେ ବରିଷ୍ଠ ଭକ୍ତ ତାଙ୍କୁ ଟିକେ ଆକ୍ଷେପ କରି କହିଲେ କି ତମେ କାହିଁ କୀର୍ତ୍ତନ ଏତେ ବଢିଆ ଚାଲିଛି, ତମେ ଏଠି ଢୋଳଉଛ ବସି। ତ ସେ ସେଟା ସେ ଗ୍ରହଣ ମାନେ ସହିନେଲେ। କିନ୍ତୁ ମୁଁ ସେ ଚିନ୍ତା କଲି ହୁଏତ ସହିନେଲେ ପ୍ରଭୁ ବହୁତ ଭଲ କଥା। କିନ୍ତୁ ସେ ଯୋଉ ବରିଷ୍ଠ ପ୍ରଭୁ ଯେ କହିଲେ ହୁଏତ ଆଜି ଏଇ ଭୁଲଟା ନ ହେଇଛି, ଅଲଗା କୋଉ ଜାଗାରେ ସେ ଭୁଲଟା ହେଇଛି, ତାର ରିଆକ୍ସନ ଟା ଭଗବାନ ଆଜି ଦେଇଛନ୍ତି ଏଇ ପ୍ରଭୁଙ୍କ ମାଧ୍ୟମରେ। ଏଇମିତି ଭାବିକି ଆମେ ସେଟା ସ୍ୱୀକାର କରିନେଲେ ଆମର ଡେଭଲପମେଣ୍ଟ। ଯଦି ଆମେ ରିଆକ୍ସନ ସାଙ୍ଗେ ସାଙ୍ଗେ କିଛି ରିଆକ୍ସନ ଦେଉଛି ତାହେଲେ ଆମର କ୍ଷତି। ତେଣୁକରି ଆମେ ସହିଯିବା ଉଚିତ। ସହିବା ଲୋକଟା ସବୁବେଳେ ବଡ ଥାଏ ନା, ସମସ୍ତେ କୁହନ୍ତି। ଆଉ ବେଳେ ବେଳେ ବି ପ୍ରଭୁଜୀ ପରିସ୍ଥିତି କୌଣସି ବୈଷ୍ଣବ ଏମିତି ମାନେ ବି କେବେ କାହାର ହେଇ ପ୍ରଭୁଜୀ କୌଣସି ବୈଷ୍ଣବ ମାନେ ବି କାହାର ଶତ୍ରୁ ନୁହନ୍ତି। ସେ କେବେ କାହାର ମାନେ ଦେଖନ୍ତିନି ସେତିକିଟା କୌଣସି ଆମର ଗୋଟେ ଅପରାଧ ଦେଖିଲେ ସେମାନେ ଗାଳି କରିବେ, ନହେଲେ କାହିଁ ଗାଳି କରିବେ। ତେଣୁ ଯଦି ଆମର ଗାଳି କରୁଛନ୍ତି ସେଟାକୁ ଆମେ ସାଧାରେ ଗ୍ରହଣ କରିବା ଉଚିତ। ନିଶ୍ଚିନ୍ତ ଭାବରେ ମୋର କିଛି ଖୋଟ ଅଛି କିମ୍ବା ଗୋଟେ କିଛି ଅସୁବିଧା ଅଛି, ତେଣୁ ମତେ ଏଇଟା ଶୁଣିବାକୁ ପଡିଲା। ତେଣୁ ଆମର ସେ ଦୁଷ୍ଟତାକୁ ଦୂର କରିବା ଉଚିତ, ତାଙ୍କ ଉପରେ କ୍ରୋଧ ପ୍ରକାଶ କରିବା ଉଚିତ ନୁହେଁ। ନିଶ୍ଚିନ୍ତ ଭାବରେ ଆମ ପାଖରେ କିଛି ଗୋଟେ ଅବିଗୁଣ ଥିବାରୁ ଆମକୁ ଗାଳି ମିଳିଛି ଆଜି। ତେଣୁ ସେଥିରେ କ୍ରୋଧ ତ କଦାପି ପ୍ରକାଶ କରିବା ଉଚିତ ନୁହେଁ ମୋ ଦୃଷ୍ଟିରେ। କ୍ରୋଧ ଦରକାର ନୁହଁ, ପ୍ରଭୁ ଆମକୁ ଶିକ୍ଷା ବି ଦରକାର ନା କୌଣସି ପ୍ରକାର ଆମେ। ଆଚ୍ଛା ଠିକ ଅଛି, ଗୋଟେ ଭଲ ବିଷୟ ଆସିଛି। ଆପଣମାନେ ବହୁତ ବରିଷ୍ଠ ଭକ୍ତ ଅନୁଭବୀ ଭକ୍ତ ଅଛନ୍ତି। ଏ ବିଷୟରେ ସମସ୍ତେ ନିଜର ମତାମତ ରଖନ୍ତୁ। ଅପୂର୍ବ ମା ରଖିଲେ ଆଉ କିଏ କଣ ରଖନ୍ତି ଏଇ ବିଷୟରେ, ଏଇଟା ଟିକେ ଆଲୋଚନା ହଉ, କାରଣ ଏଇଟା ବହୁତ ବଡ ଗୋଟେ କଣ୍ଟ୍ରୋଭର୍ସି ପଏଣ୍ଟ। ଆଉ ମୁଁ ବି ନିଜେ ଦେଖିଛି, ଯେତେବେଳେ ମୁଁ ବି କୋଉ କୋଉ ମନ୍ଦିରର ସେବାରେ ଅଛି, ଅଥରିଟି ମାନଙ୍କର ବା ବରିଷ୍ଠ ବୈଷ୍ଣବ ମାନେ ଏଠି ଅଥରିଟି କଥା ହିଁ ପଡିଛି ଓବିୟସଲି। ଏଥିରେ ସମସ୍ତଙ୍କର ମତ ରଖନ୍ତୁ, କଣ ଆପଣ ମାନଙ୍କର ମତାମତ ଜଣେ ଜଣେ କରି। ପଙ୍କଜ ନା ପ୍ରଭୁ। ଈଶ୍ୱର ପ୍ରଣାମ ନନ୍ଦ ପ୍ରଭୁ ସମସ୍ତଙ୍କୁ। ଅଥରିଟିଙ୍କର ଭୁଲ ଦେଖିବା ଆମର କର୍ତ୍ତବ୍ୟ ନୁହେଁ ପ୍ରଭୁ। ଫାଷ୍ଟ ହଉଛି ଆ କେବଳ ବିଭିନ୍ନ ସିନିୟର ମାନେ ବି ଜୁନିୟର ବି ଭୁଲ ଦେଖିବେ ନାହିଁ। ଜୁନିୟର ତ ସିନିୟର ବିଲକୁଲ ଦେଖିବା କଥା ନୁହେଁ, ଆଉ ସିନିୟର ବି କେବଳ ଦିଟା କେସରେ ଭୁଲ ଦେଖିପାରିବେ। ଲାଇକ ଯେମିତି ବାପା ପିଲାର କିମ୍ବା ଗୁରୁ ତା ଶିଷ୍ୟର, ବା ଯିଏ ଗୁରୁ ରହିଥିଲେ ବି ଯଦି ତାଙ୍କୁ ସେ ଗାଇଡ ହେଇଥିବ ସେଇଭଳିଆ ସିଚୁଏସନ। ସେକେଣ୍ଡ ଯଦି ଜୁନିୟର ତାଙ୍କୁ ମାନୁଥିବ ଗାଇଡ ହିସାବରେ। ସିମିଲାରଲି ବେଳେ ବେଳେ ବାପା ନ ହେଇକି ବଡ ଭାଇ ହେଇପାରନ୍ତି, ତେଣୁ ସାନ ଭାଇ ତାକୁ ମାନିବା ଦରକାର ଯେ ମୋ ବାପା ନହେଲେ ବି ମୋର ସେ ବାପା ତୁଲ୍ୟ, ତେଣୁ ସିଏ ମତେ ରେକ୍ଟିଫାଇ କରିବେ, ତାହେଲେ ସେ ଗ୍ରହଣ କରିବେ, ସେଇଟା ଭଲ। କିନ୍ତୁ ତେଣୁ ଯୋଉ ମାନେ ଚେତନାପ୍ରଭୁ କହିଲେ ଦିଟା ଜିନିଷ, ମାନେ ସେଇ ଏକ୍ଜାକ୍ଟଲି ସେଇ ଜିନିଷଟା କିମ୍ବା ସେଇ ଭଳିଆ ଜଣେ ଶିଷ୍ୟ ନ ହେଇଥାଇପାରେ, ବା ନିଜକୁ ଯଦି ସେ ଭାବେ ଯେ ସେ ସିନିୟର ଭକ୍ତ, ସେ ମତେ କିଛି କହିପାରିବେ, ସେ ପଜିସନ ଏମିତି ନବାଟା ଜୁନିୟର ପାଇଁ ଭଲ। ଆଉ ସେମିତି ବାପା ନହେଲେ ବି ବାପାଙ୍କ ପୋଜିସନରେ ଯୋଉମାନେ ଅଛନ୍ତି, ତେଣୁ ଯୋଉମାନେ ତଳେ ପୋଜିସନ ଅଛି, ସେ ସବୁବେଳେ ତାଙ୍କର ଗାଇଡେନ୍ସ ଟାକୁ ପଜିଟିଭଲି ନେବା ଦରକାର। ଏଇଟା ଗୋଟେ ଏଙ୍ଗେଲ, ଯୋଉ ଗୋଟେ ଶିଷ୍ୟ ବା ଯିଏ ଶିଖିବା ପୋଜିସନରେ ଯୋଉମାନେ ଅଛନ୍ତି ତାଙ୍କ ପାଇଁ ଏଇଟା ଦରକାର। ସେକେଣ୍ଡ, ଯୋଉମାନେ ଅଥରିଟି ଅଛନ୍ତି ସିଏ ବି ପ୍ରଥମ ଦେଖିବା ଦରକାର ଯେ ୟାଙ୍କୁ ମୋର ପଜିସନ ମାନେ ମତେ କେହି ଅଥରାଇଜ କରିଛି କି ତାକୁ ମୁଁ ରେକ୍ଟିଫାଇ କରିବି ବୋଲି। ତଥାପି ଯଦି ରେକ୍ଟିଫାଇ ସେ କରିବାକୁ ଚାହାନ୍ତି, ତାହେଲେ ତାର ମୁଡ ଅଫ ସର୍ଭିସ ରେ କରିବାକୁ ପଡିବ, ସେବା ମନୋଭାବରେ। ସେ କହିପାରିବେ ପ୍ରଭୁ ଆପଣ ଟିକେ ଖରାପ ଭାବିବେନି, ବା ମୋର ବି ଅଧିକାର ନାହିଁ, କିନ୍ତୁ ଯେହେତୁ ମୁଁ ଆପଣଙ୍କୁ ଭଲ ପାଏ, ତେଣୁ ଏଇ ଜିନିଷଟା ଆପଣଙ୍କୁ ମୁଁ କହୁଛି, ସେତେବେଳେ ତାଙ୍କୁ ଖରାପ ବି ଲାଗିବନି। ତ ସେମ ଜିନିଷଟାକୁ ଡିପେଣ୍ଡସ କରେ କେମିତି ସେ ରିପ୍ରେଜେଣ୍ଟ କରିବେ ଏବଂ ସେବା ମନୋଭାବରେ
କରିବାକୁ ପଡିବ। ସେମିତି ଜୁନିୟର ବି ଯଦି ସିନିୟର ଯଦି ଭୁଲ ଦେଖେ ସେ ବି କହିବା କଥା ନୁହେଁ, କିନ୍ତୁ ଯଦି ସେବା ମନୋଭାବରେ ସେ ଅଲଗା ଭାବରେ ଯାଇକି ତାକୁ କେତେବେଳେ ଦରକାର ପଡ଼ିଲେ ବି କହିବେ ପ୍ରଭୁ ଆମେ ତ ଶାସ୍ତ୍ର ବା ଗୁରୁ ପାଖରେ ଶିଖିଛନ୍ତି, ତେଣୁ ଯଦି ଆପଣ ଟିକେ ଅଲଗା ଭାବରେ ଖରାପ ନ ଭାବିବେ ତାହେଲେ ମୋର କିଛି ଭ୍ୟୁ ଅଛି ଆପଣଙ୍କ ପାଖରେ ପ୍ରକାଶ କରିବା ପାଇଁ। ଯଦି ସେ କହିବେ ଠିକ ଅଛି ନୋ ପ୍ରୋବ୍ଲେମ, ତାହେଲେ ଆମେ ସେ ଭ୍ୟୁଟା ବି ପ୍ରକାଶ କରିପାରିବା। ତ ଏଇଟା ହଉଛି ଆପୋସର ବୁଝାମଣା, ନିଜ ପୋଜିସନ ଟାକୁ କୋଉ ଭଳିଆ ପୋଜିସନରେ ସେ ରହିଛି ଏବଂ ଦୁଇ ଜଣଙ୍କ ଭିତରେ ରିଲେସନସିପ କଣ ଅଛି, ସେ ରିଲେସନସିପ ଉପରେ ହିଁ ଇଏ ଯୋଉ ଫିଡବ୍ୟାକ ସିଷ୍ଟମ ଚାଲିବା ଦରକାର। ଏବଂ ଫିଡବ୍ୟାକ ସିଷ୍ଟମ ଆଉ ଗୋଟେ ଆମେ ପଢିଥିଲୁ ଶାସ୍ତ୍ରରେ, ଏବେ ଯୋଉ ଟିଟିସି କୋର୍ସରେ, ये फीडबैक टा जूनियर को सीनियर ବା ସିନିୟର କୁ ଜୁନିୟର ଏମିତି ଦବାର ଅଛି, ଯୋଉଟା ସ୍ୟାଣ୍ଡୱିଚ ସିଷ୍ଟମ। ସ୍ୟାଣ୍ଡୱିଚ ମାନେ ତାର ଉପରେ ଆଉ ଉପରେ ଆଉ ତଳେ ହଉଛି ଭଲ ଜିନିଷ ରଖିବ ସେ, ଆଉ ମଝିରେ ଯୋଉଟା ରଖିବ ସେଟା ହଉଛି ତାକୁ ପିତା ଟିକେ ଲାଗିପାରେ। ମାନେ ପ୍ରଥମ ତାକୁ ମାନେ ଭଲ କହିବ, ଭାଇ ପ୍ରଭୁ ଦେଖ ଆପଣ ବହୁତ ଭଲ ଗୁଣ ଅଛି, ଏୟା ଜିନିଷ ଅଛି। ତାପରେ କହ ଟିକେ ପ୍ରଭୁ ଟିକେ ଏଇ ଜିନିଷଟା କରିଦେଲେ ବେଟର ହୁଅନ୍ତା, ଏମିତି କରେ ଖରାପ ବୋଲି କହିବନି। ତାପରେ ପୁଣି ଗ୍ଲୋରିଫାଏ କରିବ ତାକୁ। ସो ଏଇଟା ଆମ ଟିଟିସି ରେ ବି ପଢା ହେଇଥିଲା, ପିଏସଟିଟିସି ଆଉ ଟିଟିସି 1-2 ରେ, ଯେ ଫିଡବ୍ୟାକ ବିଭିନ୍ନ ଜୁନିୟର ଜୁନିୟର କୁ ଭାଇ ସିଷ୍ଟମ ଏମିତି ଦରକାର ତାକୁ ଖରାପ ଲାଗିବନି, ତାକୁ ଆଗ ପ୍ରେସ୍ କରିବ, ତାର ଭଲ ଗୁଣ ଯୋଉଟା ଅଛି, ଆଉ ଯୋଉଟା ଖରାପ ଟିକେ ଅଛି ତାକୁ ଟିକେ ସଫ୍ଟ ହେଇକି କହିବାକୁ ପଡିବ, ତାପରେ ପୁଣି ତାର ଭଲ କହିବାକୁ ପଡିବ। ତାହେଲେ ସେ ଜିନିଷଟା କେବେ କାହାକୁ ଖରାପ ବି ଲାଗିବନି। ତ ଏଇଟା ଆମର ଯାହା ରିଏଲାଇଜେସନ ପ୍ରଭୁ, ଭୁଲ ତ୍ରୁଟି ଥିଲେ କ୍ଷମା କରିବେ। ହରେ କୃଷ୍ଣ। बहुत सुंदर रिलेशन शेयर कर रहे। आप तो बंद प्रभु। हरे कृष्ण, दंडवत प्रणाम प्रभु। ସିନିୟର ଭକ୍ତଙ୍କର କୌଣସି ଦୋଷ ତ୍ରୁଟି ଆମେ ଦେଖିପାରିବାର ଯୋଗ୍ୟତା ତ ଆମର ନଥାଏ, ଆମର ଯୋଗ୍ୟତା ନଥାଏ। ଯଦି ସେଇଭଳି କିଛି ହାର୍ଡ ୱାର୍ଡ ଆସେ ତାହେଲେ କୌଣସି ମତେ ତାକୁ ଟାଳି ଦେବା ପାଇଁ ସେଠୁ ଟିକେ ଦୂରେଇ ଆସିବା। ଆଉ ତାଙ୍କୁ ଯୋଉ ପ୍ରଭୁଜୀ କହିଲେ, ପଙ୍କଜାନ ପ୍ରଭୁ ଯୋଉ କହିଲେ ସେ ଜିନିଷଟା, କାରଣ ତାର ସେଇଟା ମୁଁ ପ୍ରକାଶ କରିବାର ଯୋଗ୍ୟତା କାହିଁ ମୋର ନାହିଁ। ନାଇଁ ସେମିତି ଆପଣଙ୍କର ଏଇ ଜିନିଷଟା ଭୁଲ ହେଇଗଲା, ଏଇଟା କରିଥିଲେ ଠିକ ହେଇଥାନ୍ତା, ମୁଁ ଟିକେ କଥାବାର୍ତ୍ତା କମ କହେ ତ, ତେଣୁ ସମୟ ଅନୁସାରେ ମୁଁ ବୁଝେଇ ନିଏ ମତେ ନିଜକୁ, ବୁଝିଲେ କି? ଉଦାହରଣ ସ୍ୱରୂପ ଏଇଟା ଆପଣ ଆଉ ମୋ ଭିତରେ ଗୋଟେ ଘଟିଥିଲା ଘଟଣା। ଆମେ ଯେତେବେଳେ ଭକ୍ତି ଶାସ୍ତ୍ରରେ ଟୁର କରିଥିଲେ ମାୟାପୁର, ଆମର ଟିକେଟ ଟା ଶୋ କଲାନି, ଆସିଲା ବେଳକୁ ବି ଟିକେଟ ଟା ସିଟ୍ ଟା କୋଉଟା ଆମେ ଜାଣିପାରିଲୁନି, ବୁଝିଲେ କି? କିନ୍ତୁ କୌଣସି ମତେ ତ ଭଗବାନ କୃପାରୁ ଆମେ ଆସିଲୁ ହରି, ଯାଉ ପ୍ରସନ୍ନ ହରି ପ୍ରଭୁଙ୍କ କୃପାରୁ ମୁଁ ମାୟାପୁର ଦର୍ଶନ କଲି, ଧାମ ଦର୍ଶନ କଲି। କିନ୍ତୁ ପୁଅ ଯାଇଥିଲା ମୋ ସାଥିରେ, ସିଏ ଟଲରେଟ କଲାନି, କହିଲା ପ୍ରଭୁ ବାପା ଏଇଟା କଣ, ଏଇଟା କଣ, ସମସ୍ତଙ୍କ ପାଇଁ ସବୁ ସମସ୍ତଙ୍କର ସିଟ୍ ତ ଶୋ କରୁଛି, ଆମ ସିଟ୍ ଟା କାହିଁ ଶୋ କରୁନି, ଇଏ କେମିତି ଟିକେଟ କରିଛନ୍ତି କଣ? ମୁଁ କହିଲି ଆରେ ଏମିତି ବାଇ ମିଷ୍ଟେକ୍ ହେଇଯାଏ ଆଉ, ବୁଝିଲେ କି? ତେଣୁ ଏପର୍ଯ୍ୟନ୍ତ ମୁଁ ତାକୁ ବୁଝେଇ ପାରିଲି ନାହିଁ। ତେଣୁ ଏଇଭଳି ତାପରେ ମୁଁ ଆପଣଙ୍କୁ ପଚାରିଥିଲି ଯେ ପ୍ରଭୁଜୀ ଆମର ନେକ୍ସଟ କଣ, ଏ ତ ଭକ୍ତି ଶାସ୍ତ୍ରୀ ଖତମ ହେଇଗଲା, କଣ ହେଲା ନା ଆମେ ଭକ୍ତି ବୈଭବ ଆରମ୍ଭ କରିବା ଇତ୍ୟାଦି, ବର୍ତ୍ତମାନ ସେଭଳି ଚାଲିଛି। ତେଣୁ ବାସ୍ତବିକ ସେଇଟା ଗୋଟେ ସାମୟିକ ଘଟଣା, ମାନେ ହଠାତ୍ ଘଟିଯାଏ, ତାପରେ ତା ବାଟରେ ସେ ଚାଲିଯାଏ। କିନ୍ତୁ ଆଉ ସମସ୍ତ ଯୋଉ ବ୍ରହ୍ମଚାରୀ ଯୋଉମାନେ କଣ୍ଡକ୍ଟ କରୁଥାନ୍ତି ସେମାନଙ୍କ ପ୍ରତି ଆମେ ସର୍ବଦା କୃତଜ୍ଞ ରହିବା ଉଚିତ, କାରଣ ବ୍ରହ୍ମଚାରୀ ଆଉ ଆମ ଭିତରେ ଆକାଶ ପାତାଳ ତଫାତ। ଆମେ ତାଙ୍କର ଦୋଷ ଗୁଣ ଧରିପାରିବାର ଶକ୍ତି ନାହିଁ ଆମର। ହରେ କୃଷ୍ଣ। संकर्षण बलराम प्रभु। हरे कृष्ण प्रभुजी, धन्यवाद प्रभुजी। प्रभुजी मु पंकज नाम प्रभुଙ୍କ କଥାରେ ସମର୍ଥନ କରୁଛି, ମାନେ ମୋର ଉଦ୍ଦେଶ୍ୟ ମଧ୍ୟ ସେମିତି। ଆଉ ମୁଁ ଖାଲି ଗୋଟେ ଅଧିକା ଆମର ବ୍ୟକ୍ତିଗତ କହିବି ଯେ ଆମେ ସଦାବେଳେ ମାନେ ଏ ସିନିୟର ଜୁନିୟର ଜ୍ଞାନୀ ବା ଏସବୁ କଥା ଆମେ ଭାବୁଛେ ଆମର ଏଇ ଜନ୍ମ, ମାନେ ମୋର ବୟସ କେତେ, ମୁଁ କେତେ ଦିନ ଇସ୍କନରେ ଅଛି, କେତେ ଦିନରୁ ମାନେ ଭକ୍ତି କରୁଛି, ୟାକୁ ଧରିକି ଆମେ ସିନିୟର ଜୁନିୟର ଯୋଉ ମାନୁଛେ। କିନ୍ତୁ ପ୍ରକୃତରେ ଆମର ପ୍ରାରବ୍ଧ ବି ଗୋଟେ ଅଛି ଯୋଉଥିରେ ଯୋଉଗୁଡାକ ପ୍ରକାଶ ପାଏନି କି ଆମର ଆହୁରି ଗଭୀରତା ରହିଛି କାହାର କାହାର ମଧ୍ୟରେ, ଆମର
ମାନଙ୍କ ମଧ୍ୟରେ ଆହୁରି ଗଭୀରତା ରହିଛି ତାହାକୁ ଆମେ ଚିହ୍ନି ପାରୁନୁ। ମାନେ ସେମାନଙ୍କୁ ମଧ୍ୟ ଆମେ ଯାହା ତାହା କଥା କହିଦେଉ ନାହିଁ, ଏବେ ଏବେ ଇସ୍କନ ଆସିଛି ବା ବୟସରେ ଛୋଟ, ସେଇଟା ଗୋଟେ ଆମର ତ୍ରୁଟି ରହିଯାଉଛି। ଆଉ ଅନ୍ୟଥା ସବୁବେଳେ ଆମର ନିଜର ମନୋଭାବ ଶାନ୍ତ ରଖିଲେ ବା ଯୋଉ ଛିଦ୍ରାନ୍ୱେଷୀ ନହେବା, କାହାର ଦୋଷ ଦର୍ଶନ କରିବା ନାହିଁ। କେହି ଗାଳି ବି ଦେଲେ ଯଦି ହାତ ଯୋଡିଦେବା ତାହେଲେ ସିଏ ନିଜେ କହିବେ ମୋର ଦୋଷଟା କଣ ଥିଲା, ତ ମୁଁ ଏଥିପାଇଁ ତୁମକୁ ଗାଳି କଲି, ତାକୁ ସହି ନେବା ଠିକ। ଉତ୍ତର ଦେବାଟା ଧର୍ମରେ ବା ଏଇ ଆମର ଭକ୍ତି ମାର୍ଗରେ ଠିକ ନୁହଁ। ହରେ କୃଷ୍ଣ ପ୍ରଭୁ। अमृत स्रोत और अमृत स्रोत क्लास रे अछंती। अच्छी प्रभु ମୁଁ ଟିକେ ବାହାରେ ଅଛି। ठीक है, धन्यवाद। पद्मनाभ हरि प्रभु। ओ व्यस्त अछन। अचिंत्य कृष्ण प्रभु। आउ के बाकी रहे तो आ जन होता माता जी माने समाज सखी माता जी, समाज सखी मां अपूर्व देवा मत कहले समाज सखी मां। समाज सखी मां क्लास रो अछंती ना नांती। अच्छा मां मत क्लास में ठीक है। बेले बेले मु किसी अनुभव कर प्रैक्टिकल विशेष कर वर्तमान पर्यंत गोटे दुटा केस मत बहुत प्रत्यक्ष कर बाधा दुख देती जोटा कि एत बड़ जमी घरे घर पिता पिता भूमिका कौन से पत्नी संतान संतति बंधु बांधव समस्त गार्डियन लीडर समस्त तो सामंजस्य भारसाम्य मेंटेन कर ठीक अच्छे। गोटे पिता तीन टा पुओ दीटा पुओ पांचटा पुओ समस्त तो समान होना किए भल होना किए भी खराब हो से पिता कौन घर बाहर कर दे आम समाज देख आम गुरु आचार्य समस्त शिष्य गुरुदेव भल होना गुरुदेव कौन से शिष्य को तेज कर दौरान जे सतगुरु से केवे से शिष्य को तेज कर ठीक से किंतु जो अथॉरिटी माने जो चेयर चेयर पावर टा बहुत भयंकर जोटा दक्षिण अवस्था जाए जमी वर्तमान कलि जुगर भी देखुं जन जन राजनीतिज्ञ राजनीतिक शासन मान स्वार्थ निज परिवार भी क्या मारिदा पछौना दक्ष पाखे से बेले बेले आम सोसाइटी सिटिंग चेयर बसी भक्तर व्यवहार मत सेमती हो कौन सी भक्तर भूल त्रुटि हेले विशेषकर मतलब दीटा केस बाधा देखी गोटे पुरी आ गोटे गोटे जगह से भक्त को से मना कले तुम मंदिर आसपर मंदिर को मना करने कौन सी माने कृष्ण भी मना करना बहुपाद भी मना करना हुआ तुम्हें किए तुम्हें आज बसीच काली तुम पत्ता मिलबनी ये दक्षिण भाया कौटे शुआ है मुंड ठीक 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 प्रभु यही भावना मन रखा दरकार से जिते मु इस्कन लीडरशिप कोर्स करी 50टा इस्कन जीबीसी उपादक शिष्य गुरु गुरु कमिटी हेड आम इस्कन अनुत्तम दास प्रभु उपादक शिष्य गृहस्थ भक्त अमेरिका 50टा मंदिर से जीबीसी मोर जदि एटा इंग्लिश रे हेतला कोर्सटा मु इंग्लिश रे बहुत कम बुझी पारे कहि पारे ना बेसी ना जति बुझी पारे ताटू 25% मु कहि पारे
बहुत कम थे तथापि मुझे इंग्लीश कोर्स करी तो मुझे गोटे प्रश्न पचारि कहूँ प्रभु लीडर परिभाषा मत गोटे वार्ड ना गोटे सेंटेंस कहूँ मुझे प्रभु प्रभु मु लीडर पूरा कोर्स सारांश हूँ लीडर माने केमती लीडर हवा दरकार लीडरशिप लीडर परिभाषा प्रभु कहले लीडर परिभाषा गोटे सेंटेंस रे से समस्त भृत्य बा सेवक मनोभाव रखा दरकार से प्रेसिडेंट बोली भाग्य दरकार न कि भाइस प्रेसिडेंट बोली भाग्य दरकार से भाग्य दरकार मु प्रेसिडेंट माने मु मंदिर समस्त भक्त एकमात्र सेवक मु जमीती कि कह उचित नुहे भागवत समाज रे भारतर प्रधानमंत्री सी किसी करूँ न करूँ कि मुहर कहते जे भारतर 140 कोटी जनसाधारण सेवक मु जहाँ मोदी कहूँ मत दीटा जिन बहुत बाधा देता अवश्य दीटा गृहस्थ भक्त केस रही पुरी किंतु जहाँ से भक्त अरे तमें प्रेसिडेंट है आज आईच काली तुम सप्ताह उड़ी पड़े से पुरी घर पुरी बासिंदा से जन्म होती पुरी मला पर्यटन रही पुरी पुरी इस्कन सहित जोड़ी के रही तमें मना कर मंदिर इस्कन आसपार मंदिर आसपार उद्धार हम दाल के सी उद्धार कर प्रेसिडेंट उद्धार कर उद्धार कर गुरु उद्धार कर हरिना प्रेसिडेंट किए उद्धार करें निजे उद्धार हो पारे लक्ष्य भाया कौट छुआ हम पोजिशन पोजिशन अहंकार निजे उद्धार हो आगे एमती मंदिर प्रभु बहुत घटना घटुची सहिया बड़ा कष्ट हो पड़ुଛି सीनियर भक्त मैंने जूनियर मान को एत प्रकार ताड़ना दौर तेणुक पोजिशन मिलला सेवक मनोभाव टा आसो से पोजिशन टा पूज्य हो पोजिशन मिलला भोग मनोभाव आसीगला जमी लक्ष्मण रही बस बस से पोजिशन टा विनाशर कारण हो ठीक अच्छे हरिहर भक्त गोटे विशेष प्रसंग उठेदेले बहुत समय कला हरे कृष्ण षष्ठ अध्याय आरंभ करिया षष्ठ अध्याय किसी श्लोक आरंभ करिया आज्ञा आज्ञा हरे कृष्ण बहुत बहुत धन्यवाद समस्त को हरे कृष्ण षष्ठ अध्याय श्री ब्रह्मा जी श्री शिवजी को शांत कले पंचम अध्याय यज्ञ ध्वंस है बहुत किसी माड़गोल है उभय पक्ष रागिक थे उभय पक्ष किसी किसी समस्त क्षति कले अल्प बहुत के जो ये सब विनाश है सब देवता माने गले ब्रह्मा जी के पाखक पहुंचे गुहारी कले रक्षा कर कि अवस्था है से डायरेक्ट शिवजी के पास जाना कौन अपराध कर पूर्व आलोचना करते अपराध करने फल आध्यात्मिक और भौतिक उभय शक्ति क्षय हो जाए साहस न था जे मु क्षमा प्रार्थना करी कौ सप्ताह हो क्षमा प्रार्थना कर पदरे जाए कह कहूँ मोर भूल है क्षमा कर कह साहस हो अपराधर कारण जो देवता मैंने डायरेक्ट शिवजी पाक जाना तो ब्रह्माजी पाक जाऊँ ब्रह्माजी से लेकिन जाऊँ शिवजी मैत्रेय उवाच अथ देवगणा सर्वे रुद्रानि कहि पराजिताः शूलपतिश्च निस्त्रिंश गदा परिघ मुद्गरैः संच्छिन्न भिन्न सर्वांगाः सत्तिक सभ्या भयाकुलाः स्वयं भुवे नमस्कृत्य तास्मेन
ତନ୍ନୈବେଦୟନ ନିବେଦୟନ। ଶ୍ରୀ ମୈତ୍ରେୟ ମୁନି କହିଲେ ଏହାପରେ ରୁଦ୍ର ସୈନ୍ୟଗଣ ଦେବତାଗଣକୁ ପରାଭୂତ କରି ଶୂଳ, ପଟିଶ, ଖଡ୍ଗ, ଗଦା, ପରିଘ ଓ ମୁଦ୍ଗର ପ୍ରଭୃତି ଅସ୍ତ୍ର ଦ୍ୱାରା ସେମାନଙ୍କର ସର୍ବାଙ୍ଗ କ୍ଷତ ବିକ୍ଷତ କରିବାରୁ ସେମାନେ ଭୟ ବିହ୍ୱଳ ଚିତ୍ତରେ ଋତ୍ବିକ ଓ ସଦସ୍ୟଗଣଙ୍କ ସହ ମାନେ ଯଜ୍ଞ କରୁଥିବେ ବ୍ରାହ୍ମଣ ଋତ୍ବିକ ସଦସ୍ୟଗଣଙ୍କ ସହ ବ୍ରହ୍ମାଜୀଙ୍କ ନିକଟରେ ଉପସ୍ଥିତ ହେଲେ ଏବଂ ତାହାକୁ ନମସ୍କାର ପୂର୍ବକ ସବିସ୍ତାର ଦକ୍ଷ ଯଜ୍ଞ ବୃତ୍ତାନ୍ତ ନିବେଦନ। ଭୟରେ ଯାଇକି ବ୍ରହ୍ମାଜୀଙ୍କ ଶରଣ ହେଲେ, ଶରଣ ପଶିଲେ। ବ୍ରହ୍ମାଜୀଙ୍କ ପାଖରେ ପୁରା ଡିଟେଲ୍ସ କଣ କଣ ହେଇଛି ଦକ୍ଷଙ୍କ ଯଜ୍ଞରେ ବୃତ୍ତାନ୍ତ ସବୁ ତାକୁ ଶୁଣାଇଲେ। ପ୍ରଭୁଜୀ ଋତିକ ମାନେ କଣ? ଋତିକ ଋତ୍ବିକ ଯୋଉମାନେ ଆମର ବ୍ରାହ୍ମଣ ଯଜ୍ଞ କରନ୍ତି 4 ପ୍ରକାର ଋତ୍ବିକ ଥାନ୍ତି ଯଜ୍ଞରେ। କିଏ ଆହୁତି ଦେବେ, ଆଜ୍ଞା କିଏ ମନ୍ତ୍ର ପଢିବେ, କିଏ ଯଜ୍ଞ କୁଣ୍ଡ ସବୁ ଲଗେଇବେ, ଏଇପରି ଏମାନଙ୍କୁ ଋତ୍ବିକ କହିବେ। ହରେ କୃଷ୍ଣ ପ୍ରଭୁ, ଗୋଟେ ଛୋଟ ପ୍ରଶ୍ନଟିଏ। ଆମର ଏଇ ଯୋଉ ଋତିକ ସିଷ୍ଟମ ଚାଲିଛି ଇସ୍କନର ଗୋଟେ ଆସୁଛି ଏଠାର ମହୀଶୂର, ସେଇଟା ଗୋଟେ ଟିକେ ସଂକ୍ଷିପ୍ତରେ ଟିକେ କୁହନ୍ତୁ ତ। ବାଙ୍ଗାଲୋର ଋତିକ ସିଷ୍ଟମ ବାଙ୍ଗାଲୋର ବାଙ୍ଗାଲୋର। ମଧୁ ପଣ୍ଡିତ ପ୍ରଭୁ ଇସ୍କନ ବାଙ୍ଗାଲୋର। ଆଜ୍ଞା। ସେ ଏ ଋତିକ ବିଷୟରେ ପ୍ରଭୁ ଜିବିସି ବ୍ୟୁରୋ ସବୁ ଦେଖୁଛନ୍ତି। ଆମେ ସେ ବିଷୟରେ ଆଲୋଚନା କରିବା ପାଇଁ ବିଲକୁଲ ଅଯୋଗ୍ୟ ଆମ ଏଇ କ୍ଲାସରେ। ନାଇଁ ନାଇଁ, ଏ ଘଟଣା କଥା କହୁନି, ଏଇ ସିଷ୍ଟମ ଟା କଣ ଯୋଉଟା କି ଇସ୍କନରୁ ସେମାନେ ଆଉଟ ହେଇକି ଅଛନ୍ତି। ଆକ୍ଚୁଆଲି ପ୍ରଭୁ ସିଷ୍ଟମ କଣ? ସିଷ୍ଟମ ଦେଖନ୍ତୁ, ମହାପ୍ରଭୁ ନିଜେ ଆସିଲେ, ମହାପ୍ରଭୁ ଭଗବାନ ହେଇକି ବି ସେ ଗୁରୁ ଗ୍ରହଣ କଲେ ଏବଂ ସନ୍ନ୍ୟାସ ତ ମହାପ୍ରଭୁ ନିଜେ ନେଇ ପାରିଥାନ୍ତି। ଗୌଡୀୟ ପରମ୍ପରାରେ ଉପଯୁକ୍ତ ସନ୍ନ୍ୟାସୀ କିଏ ନଥିଲେ ବୋଲି ବ୍ରହ୍ମମାଧ୍ୟ ଗୌଡୀୟ ପରମ୍ପରା ସେ ମାୟାବାଦୀ ସନ୍ନ୍ୟାସୀ କେଶବ ଭାରତୀ ହେଲେ ମାୟାବାଦୀ ସନ୍ନ୍ୟାସୀ। ତାଙ୍କ କାନରେ ନିଜେ ସନ୍ନ୍ୟାସୀ ମନ୍ତ୍ର ଦେଲେ, ପୁଣି ଆଉଥରେ ନେଲେ। ନିଜେ ସନ୍ନ୍ୟାସ ନେବା ପୂର୍ବରୁ ଆଗେ ମନ୍ତ୍ର କହିଲେ ମହାରାଜ ଏଇ ମନ୍ତ୍ର ମତେ ଦେବେ। ମନ୍ତ୍ର ନିଜେ କହିଛନ୍ତି, ପୁଣି ତାଙ୍କଠୁ ନଉଛନ୍ତି। ଗୁରୁ ଶୁଣନ୍ତୁ, ଆମେ ଶିକ୍ଷାଟା ଗ୍ରହଣ କରିପାରିବା ଯୋଉ ଆଚାର୍ଯ୍ୟ ଆମର ବର୍ତ୍ତମାନ ସ୍ୱଶରୀର ପ୍ରକଟରେ ନାହାନ୍ତି। ଯେମିତି ପ୍ରଭୁପାଦ ମହାରାଜ ତାଙ୍କର ଗ୍ରନ୍ଥ ମାଧ୍ୟମରେ, ଲେକ୍ଚର ମାଧ୍ୟମରେ ଆମ ସହିତ ଅଛନ୍ତି, ଉପଦେଶ ମାଧ୍ୟମରେ। କିନ୍ତୁ ଆମେ ସ୍ୱଶରୀର ପ୍ରଭୁପାଦ ସହିତ କଥା ହେଇପାରୁନୁ ବା ବ୍ୟବହାର କରିପାରୁନୁ। ତାଙ୍କର ସେ ବର୍ତ୍ତମାନ ଅଲଗା ଧାମରେ ଭଗବାନଙ୍କର ଅଲଗା ସେବାରେ ନିୟୁକ୍ତରେ ଅଛନ୍ତି। କିନ୍ତୁ ଆମେ ତାଙ୍କର ଗ୍ରନ୍ଥ, ତାଙ୍କର ଲେକ୍ଚର, ତାଙ୍କର ଉପଦେଶ ଆମକୁ ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ମିନିଟରେ ଆମେ ତାଙ୍କ ସାଙ୍ଗ କରୁଛନ୍ତି। ସେଟା ଅଲଗା କଥା, ଶିକ୍ଷା ଗୁରୁ ଭାବରେ। କିନ୍ତୁ ଦୀକ୍ଷା ଗୁରୁ ତ ନିହାତି ଦରକାର ନା ମନ୍ତ୍ର ଦୀକ୍ଷା ପାଇଁ। ମନ୍ତ୍ର ଦୀକ୍ଷା କାନରେ ମନ୍ତ୍ର ଦିଆଯିବ। ଯଦି ସ୍ୱଶରୀର ନଥିବେ ଗୁରୁ, ମନ୍ତ୍ର ଦେବେ କେମିତି? ଆପଣ ବ୍ରାହ୍ମଣ ଦୀକ୍ଷା ନଉଛନ୍ତି, ମନ୍ତ୍ର ଦୀକ୍ଷା। ଗୋଟିଏ ରୁମରେ ବାହାର ଲୋକ ନଥିବେ, ଗୁରୁଦେବ ଥିବେ, ଯୋଉ ଭକ୍ତ ମାନେ ଦୀକ୍ଷା ନେବେ ସେମାନେ ଥିବେ। ତ ସେଠି ଋତ୍ବିକ ଗୁରୁ କେମିତି ଦୀକ୍ଷା ଦେବେ, ବ୍ରାହ୍ମଣ ମନ୍ତ୍ର ଦେବେ? କିନ୍ତୁ କଳିଯୁଗ ଏ ବିଷୟ ଉଠିବା ଠିକ ନୁହଁ। ମାୟାପୁର ଜଣେ ଅଥରିଟି ମତେ ମେସେଜ ଦେଲେ ଯୋଉଦିନ ଏଇ କେସ୍ ମଧୁ ପଣ୍ଡିତ ଜିତିଲେ। ମୁଁ ତ ଏତେ ଦେଖେନି, ମୁଁ ଖାଲି ତାଙ୍କୁ ଗୋଟିଏ ପଏଣ୍ଟ ଟିକେ କହିଦେଇଥିଲି, ସେଠି ମୋ ଅଭିମାନ କରିଛନ୍ତି। ଆମ ଓଡିଆରେ କହନ୍ତି ବେଶୀ ଲୋକରେ ମୂଷା ମରେ ନା। ଖାଲି ଏତିକି କହିଦେଇଥିଲି, ସେ ପ୍ରଭୁ ଟିକେ ମୋ ଅଭିମାନ କରିଛନ୍ତି। ଯୋଉ ସେବାଟା ଯାହାକୁ ଦିଆଯାଉଛି ସୁଚାରୁ ରୂପେ ନିୟୋଜିତ କରିବା ଦରକାର, ସୁଚାରୁ ରୂପେ କରିବା ପାଇଁ ପ୍ରୟାସ କରିବା ଦରକାର। ସେଠାରେ ଆମର ଜିବିସି ବ୍ୟୁରୋ, ଏମାନେ ସବୁ ବଡ ବଡ ମହାନ ରଥୀ, ମହାରଥୀ, ଏମାନେ ସବୁ ଲାଗିଛନ୍ତି। ଆମର ସେ ବିଷୟରେ ଆଲୋଚନା କରିବା ଠିକ ନୁହେଁ। କିନ୍ତୁ ବେଳେ ବେଳେ ସମୟ ବଳବାନ। ଦେବତା ଏବଂ ଅସୁରଙ୍କ ଯୁଦ୍ଧରେ ଭଗବାନ କହୁଥିଲେ ଦେବତା ମାନଙ୍କୁ ଏବେ ଟିକେ ସହିଯା, ଏବେ ପ୍ରତିକୂଳ ସମୟ, ଏବେ ଅସୁର ମାନଙ୍କର ଅନୁକୂଳ ସମୟ, ସେ ଯେମିତି ହେଲେ ଯୁଦ୍ଧ ବିଜୟ କରିବି। ଠିକ ସେଇଭଳିଆ ବେଳେ ବେଳେ କେତେବେଳେ ସମୟର କଣ ଲୀଳା ଭଗବାନ ହିଁ ଜାଣନ୍ତି। ସମୟ ହଉଛି ଭଗବାନଙ୍କର ଇଚ୍ଛା।
ଭଗବାନ ନିଜେ ସନ୍ଦିଗ୍ଧ ହେଇକି ଯାଇଥିଲେ ଦୁର୍ଯ୍ୟୋଧନ ପାଖକୁ, ଯୁଦ୍ଧ କର ନା, କିନ୍ତୁ ଭଗବାନଙ୍କର ମନରେ ଇଚ୍ଛା ଥିଲା ଯୁଦ୍ଧ ହଉ। ତ ଭଗବାନଙ୍କ ସଚିତ ଆନନ୍ଦମୟ ଶରୀର ଅପେକ୍ଷା ଭଗବାନଙ୍କର ଇଚ୍ଛାଟା ବଳବାନ। ବିଷ୍ଣୁଙ୍କର ଇଚ୍ଛା କରୁଛନ୍ତି। ଭଗବାନ ନିଜେ ଯାଇଛନ୍ତି ନା ସନ୍ଦିଗ୍ଧ ହେଇକି ଦୁର୍ଯ୍ୟୋଧନ ପାଖକୁ, ଯେ 5 ଭାଇକି 5ଟା ଗାଁ ଦେଇଦିଅ। ଏପଟେ କହୁଛନ୍ତି, ସେପଟେ ଦୁର୍ଯ୍ୟୋଧନ ହୃଦୟରେ ବସି କହୁଛନ୍ତି ଗୋଟେ ମାନେ ଛୁଚି ଆଗେ ଅଗରେ ଗୋଟେ ଛୁଚି, ମାନେ ଛୁଚିର କେବେ ଯେତିକି ସେତିକି ଦେବେନି। ଏଇଟା ହଉଛି ଭଗବାନଙ୍କର ଇଚ୍ଛା। ଭଗବାନଙ୍କର ଇଚ୍ଛା କଣ ଅଛି ଭଗବାନ ଜାଣନ୍ତି। କିନ୍ତୁ ଏଇଟା ଇସ୍କନର ଦୁଃଖର ବିଷୟ, ବହୁତ ଗୋଟେ ପରାଜୟ ଏଟା। ସୁପ୍ରିମକୋର୍ଟରୁ ସେ ଜିତିଛନ୍ତି। हरे कृष्ण प्रभु जी ଯାହା ଫଳରେ ସେ केस हरे कृष्ण प्रभु जी କୁହନ୍ତୁ। क्षमा करिए से कौन ताकर केस टा कौन टिके शॉर्ट रे टिके कहबे कौन कोथि पय हितला कौन मु जानि ଏଟା पारुनी। ମୁଁ ସେମିତି ବିଷୟ ଜାଣିନି, ଯାହା ଯେତିକି ଜାଣିଛି ଯେ ମଧୁ ପଣ୍ଡିତ ବାବୁ ହଉଛନ୍ତି ପରମ ପୂଜ୍ୟ ଦ୍ରୌପଦୀ ସ୍ୱାମୀ ଗୁରୁମାତାଙ୍କର ଜଣେ ଶିଷ୍ୟ, ସାଉଥ ଆଜ୍ଞା ଇଣ୍ଡିଆନ ଭକ୍ତ, ଜନ୍ମସ୍ଥଳ ତାଙ୍କ ସାଉଥ ଇଣ୍ଡିଆ। ସେ ଆଇଆଇଟି ତାଙ୍କର ବ୍ୟାକଗ୍ରାଉଣ୍ଡ, ଆଇଆଇଟି ଷ୍ଟୁଡେଣ୍ଟ। କୌଣସି କାରଣବଶତଃ ଏଇ ଇସ୍କନରୁ ତାଙ୍କର ବିତୃଷ୍ଣ ଭାବ ହେଇଛି। ଯାହାଫଳରେ ସେ ଇସ୍କନ ବାଙ୍ଗାଲୋର ପ୍ରେସିଡେଣ୍ଟ ଥିଲେ, ଏବଂ ସେ ଇସ୍କନ ବାଙ୍ଗାଲୋରକୁ ସେତେବେଳେ ଆମର ଯୋଉ ଇସ୍କନର ଯୋଉ ହେଡ୍ ଅଫିସ ବମ୍ବେ ଆମ ଇଣ୍ଡିଆରେ, ବମ୍ବେକୁ ହ୍ୟାଣ୍ଡ ଓଭର କଲେ ନାହିଁ, ଏବଂ ଇସ୍କନ ବ୍ୟାନର ଲେଖିକି ରଖିଲେ, ଇସ୍କନ ବୋଲି ଲେଖିକି ରଖିଲେ। ଯାହାଫଳରେ ବମ୍ବେ ଚାହିଁଲା ଇସ୍କନ ମାନେ କେବଳ ଆମର ଯୋଉ ଇସ୍କନ ସମସ୍ତେ ଇସ୍କନ ଅଣ୍ଡରକୁ ଆସିବେ, ମନ ଇସ୍କନ ଲେଖିପାରିବନି। ଏଇ ବିଷୟରେ ତାପରେ କେସ୍ ଚାଲିଲା। ସେ ବି ଶିକ୍ଷିତ ଲୋକ, ମାନେ ବି ଶିକ୍ଷିତ ଲୋକ। ତ ଭାରତ ସରକାରଙ୍କ ତ ନିୟମ ବହୁତ ପ୍ରକାର। କେସ୍ ହେଲା, କେସ୍ ଭିତରେ ସେମାନେ ହାଇକୋର୍ଟରେ ଜିତିଥିଲେ, ଯୋଉ କର୍ଣ୍ଣାଟକ ହାଇକୋର୍ଟ ବାଙ୍ଗାଲୋର ଯେହେତୁ। ତାପରେ ପୁଣି ଇସ୍କନ ସୁପ୍ରିମକୋର୍ଟରେ ଅପିଲ କରିଥିଲେ, ସୁପ୍ରିମକୋର୍ଟରେ ସେ ଜିତିଗଲେ। ତାଙ୍କର ଯୁକ୍ତି ପ୍ରଦର୍ଶନ କରିକି ସେ ଜିତିଗଲେ। ଏଇଟା ହେଲା ତ ସଂକ୍ଷିପ୍ତ ସାର, ଆଉ ବିଶେଷ ତା ଭିତରେ ମୁଁ अच्छा ପଶିନି କି ଜାଣିନି। ହଉ, आज्ञा ଆମେ ଆମର हरे ପାଠକୁ ଆସିବା। 3 ନମ୍ବର ଶ୍ଲୋକ। ଶ୍ରୀ ବ୍ରହ୍ମା ଓ ବିଷ୍ଣୁ ଉଭୟ, ଶ୍ରୀ ବ୍ରହ୍ମା ବିଷ୍ଣୁ ଜାଣିଥିଲେ ଯେ ଦକ୍ଷ ଯଜ୍ଞରେ ଏସବୁ ଘଟଣା ଘଟିବ, ଏବଂ ସେ କଥା ସେମାନେ ପୂର୍ବରୁ ଜାଣି ସେ ଯଜ୍ଞସ୍ଥଳ ଗଲେ ନାହିଁ। ଆମେ ଗତ ଅଧ୍ୟାୟରେ ଆଲୋଚନା କରିଥିଲେ ଯେ ବ୍ରହ୍ମାଜୀ ଜାଣିପାରିଥିଲେ, ବ୍ରହ୍ମାଜୀଙ୍କର ପରମିଶନକୁ ନେଇକି ଦକ୍ଷ ଯଜ୍ଞ କରିଥିଲେ, ଏବଂ ବ୍ରହ୍ମାଜୀ ନିମନ୍ତ୍ରିତ ଥିଲେ, ତଥାପି ସେ ଗଲେନି। ଭବିଷ୍ୟତ ଏପରି ହବ ଜାଣିକି ଗଲେନି। ଏ ଭାବାର୍ଥରେ କହୁଛନ୍ତି, ଭଗବତ ଗୀତା 7:2ରେ କୁହାଯାଇଛି, ବେଦାହଂ ସମତିତାନି ବର୍ତ୍ତମାନାନି ଚ ଅର୍ଜୁନ। ଅର୍ଥାତ୍ ଶ୍ରୀ ଭଗବାନ କହିଲେ, ମୁଁ ସବୁ କିଛି ଜାଣେ, ତାହା ଅତୀତରେ ଘଟି ଯାଇଛି ଏବଂ ଯାହା ଭବିଷ୍ୟତରେ ଘଟିବାକୁ ଯାଉଛି। ଭଗବାନ ବିଷ୍ଣୁ ହଉଛନ୍ତି ସର୍ବଜ୍ଞାତା, ସେଥିପାଇଁ ସେ ଜାଣିଥିଲେ ଦକ୍ଷ ଯଜ୍ଞରେ କଣ ଘଟିବ। ଏହି କାରଣରୁ ଦକ୍ଷ ଆୟୋଜିତ ଯଜ୍ଞ ଅନୁସାରେ ଉଭୟ ନାରାୟଣ ଓ ବ୍ରହ୍ମା ଯୋଗ ଦେଇଥିଲେ। ବ୍ରହ୍ମା ମଧ୍ୟ ଜାଣିପାରିଥିଲେ, ଭଗବାନ ନାରାୟଣ ଜାଣିପାରିଥିଲେ, ତେଣୁକରି ସେ ଯୋଗ ଦେଇଥିଲେ। 4 ନମ୍ବର। ସେ ବ୍ରହ୍ମାଜୀ ଦେବତା ମାନଙ୍କ ଠାରୁ ଓ ଯଜ୍ଞରେ ଉପସ୍ଥିତ ଥିବା ଅନ୍ୟମାନଙ୍କ ଠାରୁ ସବୁ ବୃତ୍ତାନ୍ତ ଶ୍ରବଣ କରି ସାରିଲା ପରେ କହିଲେ ଯେ ତୁମେମାନେ ଏକ ତେଜସ୍ୱୀ ପୁରୁଷଙ୍କର ପାଦ ପଦ୍ମରେ ଅପରାଧ କର, ତାହେଲେ ଯଜ୍ଞ ଅନୁଷ୍ଠାନ ତୁମେମାନେ କେବେ ହେଲେ ସୁଖୀ ହୋଇପାରିବ ନାହିଁ। ଏ ପ୍ରକାର କେବେ ହେଲେ ତୁମେମାନେ ସୁଖ ପାଇପାରିବ ନାହିଁ। ବ୍ରହ୍ମାଜୀ ଦେବତା ମାନଙ୍କୁ କହୁଛନ୍ତି ଯେ ଅପରାଧ କରିକି ଯଜ୍ଞ ଅନୁଷ୍ଠାନ କଲେ ମଧ୍ୟ ସୁଖ ହେଇପାରିବ। ଅପରାଧର ଫଳ କେବଳ କ୍ଷମା ମାଗିବା ଦ୍ୱାରା ହିଁ କଟିଯାଏ। ଏବଂ କେଉଁଠି କୋଉଠି ଦେଖିବାକୁ ମିଳେ ଆମର ଏ ପରମ୍ପରାରେ ବା ଭଗବାନଙ୍କର ପାର୍ଷଦ ମାନଙ୍କର ଲୀଳାରେ, ଯେପରିକି ଚୈତନ୍ୟ ଭାଗବତରେ ଗୋଟେ ପ୍ରସଙ୍ଗ ଅଛନ୍ତି, ଦେବାନନ୍ଦ ପଣ୍ଡିତଙ୍କ କଥା ଆପଣମାନେ ସମସ୍ତେ ଜାଣିଥିବେ। ଦେବାନନ୍ଦ ପଣ୍ଡିତ ଜଣେ ମହାନ ଭାଗବତ ବକ୍ତା ଥିଲେ। ଯେମିତି ବର୍ତ୍ତମାନ ଯେମିତି ଆମର ଏଇ ଇସ୍କନର ଏଜୁକେସନ ମିନିଷ୍ଟ୍ରି ଡିପାର୍ଟମେଣ୍ଟ ତରଫରୁ ବିଭିନ୍ନ ଇନଷ୍ଟିଟ୍ୟୁସନ ଖୋଲା ହେଇଛି, ଭକ୍ତି ଶାସ୍ତ୍ରୀ, ଭକ୍ତି ବୈଭବ, ଭକ୍ତି ବେଦାନ୍ତ ସବୁ ପଢା ହଉଛି। ଦେବାନନ୍ଦ ପଣ୍ଡିତ ସେମିତି ବହୁତ ବ୍ରହ୍ମଚାରୀ ସନ୍ନ୍ୟାସୀଙ୍କୁ ଭାଗବତ ପଢଉଥିଲେ, ବହୁତ ଲୋକ ଭାଗବତ ପଢୁଥିଲେ।
ଥରେ ଶ୍ରୀବାସ ପଣ୍ଡିତ ଭାଗବତ କ୍ଲାସରେ ବସିଥିଲେ। ଶ୍ରୀବାସ ପଣ୍ଡିତ ହଉଛନ୍ତି ଦେବାନନ୍ଦ ପଣ୍ଡିତ ଟିକେ ମାୟାବାଦୀ ଶ୍ରେଣୀର ଭକ୍ତ, ବ୍ରହ୍ମବାଦୀ। ଶ୍ରୀବାସ ପଣ୍ଡିତ ଯେହେତୁ ଭାଗବତ କ୍ଲାସରେ ବସିଥିଲେ, ଶ୍ରୀବାସ ପଣ୍ଡିତ ପ୍ରେମୀ ଭକ୍ତ ଚୈତନ୍ୟ ମହାପ୍ରଭୁଙ୍କର। ତେଣୁକରି ସେ ଭାଗବତ ଶ୍ରବଣ କରିବା ସମୟରେ କୃଷ୍ଣଙ୍କର ବିଭିନ୍ନ ଦିବ୍ୟ ଲୀଳାରୁ ପ୍ରେମାବିଷ୍ଟ ହୋଇ କ୍ରନ୍ଦନ କରୁଥିଲେ। ଏବଂ ଏପରି କରିବା ସମୟରେ ଦେବାନନ୍ଦ ପଣ୍ଡିତଙ୍କର କିଛି ଉଦଣ୍ଡ ଶିଷ୍ୟ ତାଙ୍କୁ ତିରସ୍କାର କରିଥିଲେ, ଭର୍ତ୍ସନା କରିଥିଲେ। ଏବଂ ଦେବାନନ୍ଦ ପଣ୍ଡିତ ଏଇ କଥାଟାକୁ ତାଙ୍କ ଶିଷ୍ୟମାନଙ୍କର ଏପରି ବ୍ୟବହାରକୁ ଅଟକାଇ ନଥିଲେ, ଚୁପଚାପ ଦେଖିଦେଲେ। ଯଦିଓ ଏଟା ଡାଇରେକ୍ଟ ଅପରାଧ ନୁହଁ, ଇନଡାଇରେକ୍ଟ ଅପରାଧ, ଯେହେତୁ ତାଙ୍କର ଶିଷ୍ୟମାନେ ଏପରି ଖରାପ ବ୍ୟବହାର କରିଥିଲେ ଶ୍ରୀବାସ ପଣ୍ଡିତଙ୍କୁ, ଏବଂ ଦେବାନନ୍ଦ ପଣ୍ଡିତ କିଛି କୌଣସି ତାଙ୍କୁ ପ୍ରତିରୋଧ କରିନଥିଲେ, ତେଣୁ ତାଙ୍କର ଅପରାଧ ଲାଗିଥିଲା। ଥରେ ଚୈତନ୍ୟ ମହାପ୍ରଭୁ ସହିତ ତାଙ୍କର ରାସ୍ତାରେ ଭେଟ ହେଲା। ଚୈତନ୍ୟ ମହାପ୍ରଭୁ ତାଙ୍କର ସାମ୍ନାରେ ମାନେ ଏମିତି ବାଟରେ କୌଣସି ପରିସ୍ଥିତିରେ ଚୈତନ୍ୟ ମହାପ୍ରଭୁ ସହିତ ତାଙ୍କର ଭେଟ ହେଲା। ଚୈତନ୍ୟ ମହାପ୍ରଭୁ ତାଙ୍କୁ ବହୁତ ତିରସ୍କାର ଧିକ୍କାର କରିଥିଲେ ଯେ ସାରା ଜୀବନ ତମେ ଭାଗବତ ପାଠ କଲେ ମଧ୍ୟ ଭାଗବତରୁ କୃଷ୍ଣ ଭକ୍ତି ତମେ ପ୍ରାପ୍ତ ହେଇପାରିବ। ଯେହେତୁ ଶ୍ରୀବାସ ପଣ୍ଡିତଙ୍କ ଭଳି ମହାବୈଷ୍ଣବଙ୍କ ଚରଣ ତମର ଅପରାଧ ହେଇଛି, ତମେ ଭାଗବତ ସଂସ୍କୃତ ଜ୍ଞାନୀ ହେଇପାର, ପ୍ରେମ ଭକ୍ତି ପ୍ରାପ୍ତ ହେଇପାର। ପ୍ରେମ ଭକ୍ତି ପ୍ରାପ୍ତ କରିବା ପାଇଁ ଜ୍ଞାନର କିଛି ଆବଶ୍ୟକତା। ଏବଂ କିଛି ଦିନ ପରେ ବକ୍ରେଶ୍ୱର ପଣ୍ଡିତଙ୍କର କୃପା ଲାଭ କରିଥିଲେ ଦେବାନନ୍ଦ ପଣ୍ଡିତ। ବକ୍ରେଶ୍ୱର ପଣ୍ଡିତ ଯୋଉ କୀର୍ତ୍ତନ କରୁଥିଲେ, ନୃତ୍ୟ କରୁଥିଲେ, 72 ଘଣ୍ଟା ନୃତ୍ୟ କରୁଥିଲେ, ସେତେବେଳେ ଏଇ ଦେବାନନ୍ଦ ପଣ୍ଡିତ କଣ କରିଥିଲେ ଯେ ବକ୍ରେଶ୍ୱର ପଣ୍ଡିତଙ୍କ ନୃତ୍ୟର କୌଣସି ବାଧା ନ ହେଉ, କାରଣ ବକ୍ରେଶ୍ୱର ପଣ୍ଡିତ ହଉଛନ୍ତି ତୁଙ୍ଗ ବିଦ୍ୟା ଯେଉଁଙ୍କର ଅବତାର। ସେତେବେଳେ ସେ ବାହାର ଲୋକମାନଙ୍କୁ ବ୍ୟାରିକେଡ କରିଥିଲେ, ମାନେ ଦୂରେଇକି ରଖିଥିଲେ, ତାଙ୍କ ଶରୀର ସହ ଟଚ୍ ନ ହଉ। ସେ ନାଚୁଥିଲେ 72 ଘଣ୍ଟା ଅନବରତ ନୃତ୍ୟ କରୁଥିଲେ ବକ୍ରେଶ୍ୱର ପଣ୍ଡିତ। ବକ୍ରେଶ୍ୱର ପଣ୍ଡିତ ଦେବାନନ୍ଦ ପଣ୍ଡିତଙ୍କର ଏଇ କାର୍ଯ୍ୟ ଦେଖିଥିଲେ, ତାଙ୍କ ପ୍ରତି ବହୁତ ଖୁସି ହେଇଥିଲେ, ଆଶୀର୍ବାଦ କରିଥିଲେ। ତେଣୁ ତାପରେ ସେ କିଛି ମାତ୍ରାରେ ଚୈତନ୍ୟ ମହାପ୍ରଭୁ ତାଙ୍କୁ ପାଖକୁ ଯାଇଥିଲେ, ଶ୍ରୀବାସ ପଣ୍ଡିତ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଚୈତନ୍ୟ ମହାପ୍ରଭୁ ତାଙ୍କୁ ପୁନର୍ବାର କୃପା କରିଥିଲେ। ତ ଏଇପରି ବିଭିନ୍ନ ପ୍ରସଙ୍ଗରେ ଦେଖାଯାଏ ଯେ ଇନଡାଇରେକ୍ଟ ଅପରାଧ ମଧ୍ୟ କେତେ ଖତରନାକ, ଡାଇରେକ୍ଟ ନ କରି। ଏସବୁ ବିଷୟରେ ବହୁତ ଆମକୁ ସାବଧାନ ରହିବା ପାଇଁ ପଡିବ, ବା ବହୁତ କିଛି ଶିକ୍ଷା ଆମକୁ ଗ୍ରହଣ କରିବା ପାଇଁ ପଡିବ। ତ ବୈଷ୍ଣବ ଅପରାଧ ଏମିତି ଯୋଉଠି ଆମେ ଅପରାଧ କରୁଥିବା ସେଇଠି ଆମକୁ କ୍ଷମା ପ୍ରାର୍ଥନା କରିବା ପାଇଁ ପଡିବ। ଅନ୍ୟ କୌଣସି ଯଜ୍ଞ, ଦାନ, ଧର୍ମ, ତପସ୍ୟା ଆଦି ଦ୍ଵାରା ଅପରାଧକୁ ଆମେ ଖଣ୍ଡନ କରିପାରିବାନି। ଏସବୁ ପ୍ରସଙ୍ଗ ଚୈତନ୍ୟ ଭାଗବତର 21 ଅଧ୍ୟାୟ ମାନେ ଆଦି ଲୀଳା ଲେଖିପାରିବ। ଅନ୍ତ ଲୀଳାରେ ବି କିଛି ଏସବୁ ପ୍ରସଙ୍ଗ ଦେଖିବାକୁ ମିଳେ। ତେଣୁକରି ଆମକୁ ଅପରାଧ ବିଷୟରେ ବହୁତ ସାବଧାନ ହେବା ପାଇଁ ପଡିବ। ଏଇ ଯେ ଶ୍ଲୋକରେ କହୁଛନ୍ତି, ଯେହେତୁ ସେମାନେ ଅପରାଧ କରିକି ଯଜ୍ଞ କଲେ ମଧ୍ୟ ଖୁସି ହେଇପାରିବ ନାହିଁ, ବ୍ରହ୍ମା ତାଙ୍କୁ ଉପଦେଶ ଦେଉଛନ୍ତି। 5 ନମ୍ବର ଶ୍ଲୋକ, ତୁମେମାନେ ରୁଦ୍ରଙ୍କ ନିକଟରେ ମହା ଅପରାଧ କରିଛ, ସେ ଯଜ୍ଞ ଅଂଶ ଭାଗି, କିନ୍ତୁ ତୁମେ ତାଙ୍କୁ ଦୂରରେ ପରିତ୍ୟାଗ କରିଛ, ତାଙ୍କ ଯଜ୍ଞ ଭାଗ ଦଉନ। ଅତଃ ବର୍ତ୍ତମାନ ବିଶୁଦ୍ଧ ଅନ୍ତଃକରଣରେ ତାଙ୍କର ପାଦ ପଦ୍ମରେ ଆଶ୍ରିତ ହୋଇ ଆଶୁତୋଷକୁ ପ୍ରସନ୍ନ କରିବାକୁ ଚେଷ୍ଟା କର। ଏଇଟା ଆଶୁତୋଷ କହୁଛନ୍ତି। ଆଶୁ ମାନେ ସେ ଖୁବ ଶୀଘ୍ର, ତୋଷ ମାନେ ଅଳ୍ପରେ ସନ୍ତୁଷ୍ଟି। ଯେହେତୁ ଶିବଜୀ ଆଶୁତୋଷ, ତମେ ତାଙ୍କର ଶରଣ ଗ୍ରହଣ କଲେ ସେ ତମ ଉପରେ ଖୁସି ହେବେ ଏବଂ ତାଙ୍କର ତୁମର ଅପରାଧକୁ ଭୁଲି ତୁମକୁ କ୍ଷମା କରିବେ। ତୁମେ ତାଙ୍କର ହିଁ ଶରଣ। ଆଉ ସିଏ ଯଜ୍ଞ ଭାଗ ପାଇଁ ଉପଯୁକ୍ତ ବ୍ୟକ୍ତି, ତମେ ଯଜ୍ଞ ଭାଗ ଦଉନା, ନିନ୍ଦା କରୁଛ। ଶୁଦ୍ଧ ଅନ୍ତଃକରଣରେ କହୁଛନ୍ତି ଏ ଶ୍ଲୋକରେ। ତଥାପି
तुमने जेते जन बंचिछ जेते शीघ्र अपराध खंडन करने तेणुक महादेव प्रसन्न करा किपर प्रसन्न करवा शोकर कहते प्रगृहिता अंग्री पद्म पाद पद्म शरण पाद पाद तले पड़ जाओ प्रभु जहाँ भूल क्षमा कर एटा प्रश्न हूँ शिवजी के निकट जावाई साहस अच्छे कि साहस ही पाऊनी कौन आम टे पूर्व आलोचना करते अपराध कलिया फल विभिन्न प्रकार शक्ति मत क्षय हो जाए जोटा कि क्षमा प्रार्थना कर साहस मत आसे तेणुक से क्षमा प्रार्थना करने जाना शक्तिहीन हो पड़ते अपराध संपर्क में पद्मपुराण में बहुत किसी आलोचना कराई सनातन गोसाई हरिभक्ति विलास आलोचना कर बहुत किसी आपण मैंने सब जानते 6 नंबर श्लोक श्री ब्रह्माजी से उपदेश दे कहले जे श्री ब्रह्माजी एपरी शक्तिशाली जे से क्रोध हेले लोकपाल सहित समस्त लोग विनष्ट हो जाते ब्रह्मा कहते शिव एत शक्तिशाली सी रागिले लोक 10 दिग लोकपाल मान सब विनष्ट हो पुनश्च कहले दक्षकर दुर्भाग्य द्वारा हृदय विद्ध हो से प्रियतमा पत्नी वियोग जो अत्यंत रुष्ट होती अतः तुमने यज्ञ पुनरुद्धार प्रार्थी हो शीघ्र से रुद्रदेव निकट गमन कर निकट क्षमा प्रार्थना कर श्लोकर आलोचना पद्मपुराण गोटे श्लोक आसूचे जीव गोस्वामी क्रम संदर्भ एवं भक्ति संदर्भ टीकार आलोचना कर श्लोकर संदर्भ टीकार से श्लोक हूँ पद्मपुराण श्लोक अच्छा सताम निन्दाम नाम परमम अपराधम वेतनुते यतः ख्यातिम यतम कथम शुभ नाई प्रभु जी हरे कृष्ण प्रभु जी शुभ नाई आपको माइक बंद अच्छी प्रभु जी क्लियर आसुनी सुबिलानी मोटे माइक बंद अच्छी प्रभु जी हरे कृष्ण प्रभु शुभुनी कौन गोटे हाथ भात बाजी जाइए कौन देख हरे कृष्ण 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 हरे हरे कौ शुभुची प्रभु जी प्रभु ए सुबिला हाँ गोटे कॉल पलि आसला तो डिस्टर्बेंस गोटे लैपटॉप क्लास कर लैपटॉप अच्छी लैपटॉप क्लास कले डाटा बहुत सर बहुत से मोर माने 2.5 GB डाटा पाइबनी क्लास लैपटॉप यूज कर जीव गोस्वामी श्लोक को आलोक आनी लिखिं सताम निम्नाम नाम परमम अपराधम वेतनुते यतः ख्यातिम यतम कथम उषहते तद विग्रह से जीव गोस्वामी यही श्लोक को भक्ति संदर्भ क्रम संदर्भ में उल्लेख कर क्रम संदर्भ में विशेष भाव कहते जो वाक्य बाण जोड़ा कहते ब्रह्मा जे दक्षकर दुर्भाग्य द्वारा हृदय विद्ध हो अनुवाद शिवजी को वाक्य बाण अत्यंत विच्छेद करते देखो शिवजी के महाभागवत जदिओ से किसी कही न साइलेंट रही हृदय को यहाँ बाधि जदिओ किसी रिएक्शन कर माने टॉयलेट करने प्रयास करते टॉयलेट कर किंतु मन भीतर एटा बहुत बड़ दुखर कारण है शिवजी के भाई महाभागवत हेल्ले आम मान स्थित कौन कर किपर हम सीना चिंता कर तो कथार अच्छे वाक्य बाण ही महाभारत सृष्टि दीटा कारण गोटे कारण जिते द्रौपदी
ସ୍ୱୟଂବର ହେଲା, କର୍ଣ୍ଣ ଉଠିଲେ ଏଇ ଯୋଉ ମତ୍ସ୍ୟକୁ ଶର ନିକ୍ଷେପ ଶରବିଦ୍ଧ କରିବା ପାଇଁ। ତ ଦ୍ରୌପଦୀ କହିଲେ ଏଙ୍କର ଜାତି କୁଳର କିଛି ପ୍ରମାଣ ନାହିଁ। ଏଟା ବହୁତ ବାଧିଥିଲା କର୍ଣ୍ଣକୁ ଭୂରି ସଭାରେ। ସେ କ୍ଷତ୍ରିୟ କି ବ୍ରାହ୍ମଣ ତାଙ୍କର କିଛି ପ୍ରମାଣ ନାହିଁ, କିପରି ଭାଗ ନାହିଁ। ଏଟା କର୍ଣ୍ଣକୁ ବହୁତ ବାଧିଥିଲା। ଏବଂ ଦୁର୍ଯ୍ୟୋଧନ ମଧ୍ୟ କଣ ପାଇଁ ନା ଦୁର୍ଯ୍ୟୋଧନ କର୍ଣ୍ଣ ହଉଛନ୍ତି ଦୁର୍ଯ୍ୟୋଧନଙ୍କର ବନ୍ଧୁ। ଏବଂ ଆଉ ଥରେ ଯୋଉ ପାଣ୍ଡବ ମାନେ ଯୋଉ କି ଘର କରିଥିଲେ ଯୋଉ କଣ ତାକୁ କହନ୍ତି ତାଙ୍କର ଯୋଉ ଯତ ଗୃହ କଣ ଭୁଲୁଛି। ଯଉ ଗୃହ ନା ସେଟା ନୁହଁ, ଯୋଉଠି ପାଣି ଭଳିଆ ଦେଖାଯିବ, ମାଟି ଥିବ କିନ୍ତୁ ମାଟି ଭଳିଆ ଦେଖାଯିବ, ପାଣି ଅଗ୍ନି ଭଳିଆ ଦେଖା। ଆଜ୍ଞା ଓହୋ। ସବୁଜି ଇନ୍ଦ୍ରପ୍ରସ୍ଥରେ ଯୋଉ ବନେଇଥିଲେ ତାଙ୍କର ଇନ୍ଦ୍ରପ୍ରସ୍ଥରେ। ହଁ, ତ ଯେତେବେଳେ ଦୁର୍ଯ୍ୟୋଧନ ଆସିଥିଲେ ବିଶ୍ୱକର୍ମା ତାଙ୍କୁ ବନେଇଥିଲେ। ଲାଗୁଛି ଶୁଖିଲା ଭଳିଆ ସେଠିକି ପାଦ ପକେଇକି ଯାଉଛନ୍ତି, ସେ ପାଣି ଭିତରେ ପଡିବ। ସେଇଠି ହଁ ପଡିଗଲେ। ବାଲକୁନିରେ ଥିଲେ ଦ୍ରୌପଦୀ କହୁଛନ୍ତି ଅନ୍ଧା କା ପୁତ୍ର ଅନ୍ଧା, ଅନ୍ଧର ପୁଅ ଅନ୍ଧ। ବିଶେଷ ଏଇ ଦିଟା ବାକ୍ୟ ବାଣର ହିଁ ମହାଭାରତ ସୃଷ୍ଟି। ତ ଶରୀରକୁ ଆଘାତ ହେଲେ ଶରୀରର କ୍ଷତ ଶୁଖିଗଲା ପରେ କଷ୍ଟ ଭୁଲିଯାଏ, କିନ୍ତୁ ବାକ୍ୟ ବାଣ ଏମିତି ସାରା ଜୀବନ ଶରୀର ଥିବା ପର୍ଯ୍ୟନ୍ତ ସେ ଭୁଲି ପାରିବେ। ବହୁତ କଷ୍ଟ। ଶିବଜୀଙ୍କ ଭଳି ମହାଭାଗବତ ସ୍ଥିତିରେ ବ୍ରହ୍ମା ନିଜେ କହୁଛନ୍ତି ତାଙ୍କର ହୃଦୟକୁ ବିଦ୍ଧ ହୋଇଯାଇଛି। ଏବଂ ତାପରେ ସେଣ୍ଟେନ୍ସରେ କହୁଛନ୍ତି ବାକ୍ୟରେ ତାଙ୍କର ପ୍ରିୟତମା ପତ୍ନୀଙ୍କର ବିୟୋଗ ଯୋଗୁଁ ଅତ୍ୟନ୍ତ ରୁଷ୍ଟ ହୋଇଛନ୍ତି, ବହୁତ ରାଗିଛନ୍ତି। ଶିବଜୀ ଭଳି ମହାଭାଗବତ 5ଟି ମୁଖରେ ହରିନାମ କରୁଛନ୍ତି, ମାନେ ହରି ନାମର କୃଷ୍ଣ ଭକ୍ତି ପ୍ରେମରେ ବୁଡିକି ରହୁଛନ୍ତି। ତାଙ୍କର ମଧ୍ୟ ସ୍ତ୍ରୀ ଭାବନା ଆସିଲା ଯେ ମୋ ସ୍ତ୍ରୀ ମରିଗଲେ, ବା ଅନ୍ୟାୟ ତାର ମୃତ୍ୟୁ ଦଣ୍ଡ ଦେଲା ଇନଡାଇରେକ୍ଟଲି। ତେଣୁ ଆମେ ମାନେ ବି କିପରି ଏ ଶରୀର ଜ୍ଞାନର ଉପରକୁ ଉଠିବା ତା ଚିନ୍ତା କରନ୍ତୁ। ଆପଣ ମାନେ ବହୁତ ଗୋଟେ ସୁନ୍ଦର ପଏଣ୍ଟ କହିଲେ। ଆମ ଯୋଉ ତର୍କ ଚାଲିଥିଲା, ଡିସ୍କସ ଚାଲିଥିଲା ହରିଭକ୍ତି ପରଙ୍କର କୋଶ୍ଚେନରେ, ଯେ ବୈଷ୍ଣବଙ୍କର ଦୋଷ ବା ଅପରାଧ ବା ଇଏ ସବୁ ଦେଖିବା କଥା ନୁହଁ। ବୈଷ୍ଣବଙ୍କର 26ଟା ଗୁଣ ଭାଗବତମରେ ବା ଚୈତନ୍ୟ ଚରିତାମୃତରେ ଭଗବାନ ଦେଇଛନ୍ତି। ସାମ୍ନାରେ ଥିବା ବୈଷ୍ଣବ ବେଶଧାରୀ ବ୍ୟକ୍ତି କେତେ ମାତ୍ରାରେ ସେ ବୈଷ୍ଣବ ଗୁଣରେ ବିଭୂଷିତ। ଯେମିତି ଆପଣ ମାନେ କହିଲେ ବେଳେ ବେଳେ ବହୁତ ପରିସ୍ଥିତି ସହିବା ପାଇଁ କଷ୍ଟ ହେଇଯାଏ। ଯଦି ସେ ବୈଷ୍ଣବ ଗୁଣ ଥାନ୍ତା ତାହେଲେ ସେ ଏପରି ସିଚୁଏସନ କ୍ରିଏଟ କରିଥାନ୍ତେ କି? ତେଣୁକରି ଆମମାନଙ୍କୁ ଏସବୁ ବିଷୟରେ ବହୁତ ସାବଧାନ ରହିବା ପାଇଁ ପଡିବ। ଏବଂ ଜୀବ ଗୋସ୍ୱାମୀ ତାଙ୍କର ଭକ୍ତି ସନ୍ଦର୍ଭରେ କହୁଛନ୍ତି, କ୍ରମ ସନ୍ଦର୍ଭରେ କହୁଛନ୍ତି ଶିବଜୀଙ୍କୁ ବହୁତ କଷ୍ଟ ଦେଇଥିଲା ବାକ୍ୟବାଣ ଏବଂ ଶୂଳ ପରି ବ୍ୟତୀତ କରୁଥିଲା। ଶୂଳ ପରି। ଏବଂ ଭକ୍ତି ସନ୍ଦର୍ଭରେ କହୁଛନ୍ତି, ଅପରାଧ ସମ୍ପର୍କରେ ଭକ୍ତି ସନ୍ଦର୍ଭ କହିବାକୁ ଯାଇ କହୁଛନ୍ତି ଯେ କି ପ୍ରକାର ବାଧା ସୃଷ୍ଟି କରିଥିଲେ ତାର ଲିଷ୍ଟ ଦେଇଛନ୍ତି। ଏଇ ଯୋଉ କଷ୍ଟଟା ଦକ୍ଷଙ୍କର ଦ୍ଵାରା କାର୍ଯ୍ୟ ଶିବଜୀଙ୍କୁ କି ପ୍ରକାର କଷ୍ଟ ଦେଇଥିଲା, କଣ କରିଥିଲା? ଏକ କରୁଛନ୍ତି ତା ହୃଦୟ କଠୋର। ଯିଏ ଅପରାଧ କରେ ତାର କଣ ହୁଏ? ଯେ ଅପରାଧ କରେ ତାର ହୃଦୟ କଠୋର ହେଇଯାଏ, ସରଳ ମାନେ କୋମଳ ହୁଏ। ଏକରେ 5ଟି ଲକ୍ଷଣ ଦଉଛନ୍ତି। ପ୍ରଥମ କହୁଛନ୍ତି ହୃଦୟ କଠୋର ହେଇଯାଏ। ଦ୍ୱିତୀୟ ଶ୍ରଦ୍ଧା ହୀନ ହେଇଯାଏ ଭକ୍ତି ପ୍ରତି। ଭକ୍ତି ଦାଦନ ପ୍ରତି, ଭକ୍ତି ଅଙ୍ଗ ଗୁଡ଼ିକ ଦାଦନ ପ୍ରତି ଶ୍ରଦ୍ଧାହୀନ ହେଇଯାଏ। ତୃତୀୟରେ କହୁଛନ୍ତି ଯେଉଁ ବିଷୟ ଗୁଡ଼ିକ ଭଗବାନଙ୍କର ଭକ୍ତିର ମାନେ ଭକ୍ତି ପ୍ରତି ବିଶ୍ୱାସ ବା ଶ୍ରଦ୍ଧା କମେଇ ଦିଏ, ସେଇ ବିଷୟ ଗୁଡ଼ିକ ପ୍ରତି ସେ ବ୍ୟକ୍ତିର ଆସକ୍ତି ବଢେ। ମାନେ ବୁଝିପାରିଲେ ତ? ଭକ୍ତିର ପ୍ରତିକୂଳ ବିଷୟ ପ୍ରତି ଆସକ୍ତି ଏ ଅପରାଧର କାରଣ। 4ରେ କହୁଛନ୍ତି
ଭକ୍ତି ପ୍ରତି ଅଳସ ଭାବ ନେଇ ଆସେ, ଅଳସୁଆ କରିଦିଏ। ଠିକ ଅଛି ମୁଁ ଆଜି ଉଠିବା, ଠିକ ଅଛି ଯିବା ଜପ କରିବା, ଏ ଅଳସୁଆ ଭାବ ପ୍ରକଟ କରେ। ଏବଂ ଲାଷ୍ଟ କହୁଛନ୍ତି ଅହଙ୍କାରୀ କରିଦିଏ। এই 5 ପ୍ରକାର ଲକ୍ଷଣ ଦେଖାଯାଏ ଯେତେବେଳେ ଜଣେ ଅପରାଧ କରେ ତାଙ୍କ ପାଖରେ। 1ରେ ହୃଦୟ କଠୋର ହେଇଯିବା, 2ରେ ଶ୍ରଦ୍ଧାହୀନ ହେବା, 3ରେ ଭକ୍ତିର ପ୍ରତିକୂଳ ବିଷୟ ପ୍ରତି ଆସକ୍ତି ବଢିବା, ଏବଂ 4ରେ ଅଳସୁଆ ଭାବ ଆସିବା, 5ରେ ଅହଙ୍କାରୀ। 7 ନମ୍ବର ସେ ବ୍ରହ୍ମାଜୀ କହିଲେ ତାଙ୍କ ସମେତ ଇନ୍ଦ୍ର ଆଦି କେହି ଏପରିକି ଯଜ୍ଞରେ ଉପସ୍ଥିତ ସମସ୍ତ ସଭ୍ୟ ଓ ମୁନିଷୀଗଣ କେହି ଶିବଜୀଙ୍କର ବଳ ବୀର୍ଯ୍ୟରେ ଇୟତା କରିବାକୁ ସମର୍ଥ ନୁହନ୍ତି। ଏହି ପରିପ୍ରେକ୍ଷୀରେ ସେ ଶିବଜୀଙ୍କର ପଦାରବିନ୍ଦରେ କିଏ ଅପରାଧ ଅର୍ଜନ କରିବାକୁ ସାହସ କରିବେ? ମାନେ ବ୍ରହ୍ମା ତାଙ୍କ ପାଖରେ ଅପରାଧ କରିବା ପାଇଁ କାହାର ସାହସ ହବ? ତମାନେ ଏମିତି ଭୟଙ୍କର ମାନେ ଜାଗାରେ ହାତ ମାରି ଦେଇଛ। ବୈଷ୍ଣବ ଅପରାଧର ବହୁତ ଦୃଷ୍ଟାନ୍ତ ମହାପ୍ରଭୁ ମଧ୍ୟ ଦେଇଛନ୍ତି। ସେ ଏପରିକି ନିଜ ମାଙ୍କୁ ମଧ୍ୟ ଛାଡି ନାହାନ୍ତି। ସଚୀ ମାଙ୍କୁ କହିଲେ ତୁମର ଅଦ୍ୱୈତ ଆଚାର୍ଯ୍ୟଙ୍କ ଚରଣରେ ମାନସିକ ଅପରାଧ ଅଛି। ଯେ ସେ ଭାବୁଥିଲେ ଅଦ୍ୱୈତ ଆଚାର୍ଯ୍ୟ ନାଡା ବଡ ପୁଅ ବିଶ୍ୱ କଣ ତାଙ୍କ ନା ସଚୀ ମାଙ୍କର ବଡ ପୁଅ ବିଶ୍ୱମ୍ବର ବିଶ୍ୱରୂପ। ବିଶ୍ୱରୂପ ମଧ୍ୟ ସନ୍ନ୍ୟାସ ହେଇଗଲା। ତାପରେ ପରେ ଇଏ ନିମାଇ ବି ଯାଉଛି, ନିମାଇ ଦେଇ ବୋଧେ ସେୟା ହବ, ଏ ନାଡା ମୋ ପରିବାରଟାକୁ ଖାଇଦେଲା ରେ। ତ ଏମିତି ଭାବିଥିଲେ। ପ୍ରଭୁ ଶ୍ରୀ ସଚୀ ମାଙ୍କର ଅଦ୍ୱୈତାଚାର୍ଯ୍ୟଙ୍କୁ ନାଡା ବୋଲି କାହିଁ କୁହାଯାଏ? ହରେ କୃଷ୍ଣ। ଆଜ୍ଞା ଅଦ୍ୱୈତାଚାର୍ଯ୍ୟ ନାଡା ବୋଲି କାହିଁ କୁହାଯାଏ? ବହୁତ ଭଲ ପ୍ରଶ୍ନଟେ କଲେ, ଏଇଟା ମୁଁ ଭୁଲି ଯାଇଛି। କିଏ କହିପାରିବ ନାଡା ବୋଲି କାହିଁ କୁହାଯାଏ? ହରେ କୃଷ୍ଣ ପ୍ରଭୁ ପ୍ରଣାମ। ଅଦ୍ୱୈତ ଆଚାର୍ଯ୍ୟ ହଉଛନ୍ତି ବିଷ୍ଣୁଙ୍କର ଅବତାର। ତେଣୁ ଯୋଉ ଗରୁଡ ବିଷ୍ଣୁଙ୍କର ନାଭିରୁ ପଦ୍ମ ବାହାରେ ନାଡ, ତେଣୁ ସେଇ ପାଇଁ ତାଙ୍କୁ ନାଡା କୁହାଯାଏ। ହଁ ବହୁତ ପ୍ରଭୁଜୀ, ଧନ୍ୟବାଦ। ମହାପ୍ରଭୁଙ୍କୁ ମହାପ୍ରଭୁଙ୍କୁ ମାନେ ଡାକି ଡାକିକି ଅଦ୍ୱୈତ ଆଚାର୍ଯ୍ୟ ଆଣିଛନ୍ତି ନା, ଶଙ୍ଖ ଆଉ ଯୋଉ ଗଙ୍ଗା ଜଳ ଆଉ ତୁଳସୀ ପତ୍ର ଧରିକିରି, ଶାଳଗ୍ରାମ ଧରିକିରି। ସେଥିପାଇଁ ସେ କହିଲେ ନାଡା ନାଡା मुझे बुला यहाँ पे। ତ ସବୁଦିନ ଏଇ ମହାପ୍ରଭୁ କହନ୍ତି, କାରଣ ସିଏ ହଉଛନ୍ତି ଗର୍ଭଦାୟୀ ବିଷ୍ଣୁଙ୍କର ଅବତାରୀ ଯେ ଅଦ୍ୱୈତ ଆଚାର୍ଯ୍ୟ। ତେଣୁକରି ଏଠି ଆମର ସଚୀ ମାଙ୍କୁ ମଧ୍ୟ ମହାପ୍ରଭୁ କହିଥିଲେ ଯେ ତୁମେ ମହାପ୍ରଭୁ ଅଦ୍ୱୈତ ଆଚାର୍ଯ୍ୟ ଅପରାଧ କରିଛ ନା, କ୍ଷମା ପ୍ରାର୍ଥନା କର। ଏବଂ ଆପଣ ମାନେ ଏବେ କିଛି ଦିନ ପୂର୍ବର ଘଟଣା ସମସ୍ତେ ଜାଣିଥିବେ। ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରଭୁପାଦ ମାର୍ଗ ପରିବାର ଭକ୍ତିମଠ ଠାକୁର 2ଟା ବିବାହ କରିଥିଲେ। ତାଙ୍କର ପ୍ରଥମ ପତ୍ନୀଙ୍କ ଗର୍ଭରୁ 2ଟି ସନ୍ତାନ ଥିଲେ। ଏବଂ ସେଥିମଧ୍ୟରୁ ଜଣେ ବଡ ପୁଅ ଯିଏ ଥିଲେ ତାଙ୍କର ନାଁଟା କଣ ଥିଲା, ଯିଏ ମାନେ ଶେଷ ସମୟରେ ମୃତ୍ୟୁ ପୂର୍ବରୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରଭୁପାଦ ମହାରାଜ ବିମଳା ପ୍ରସାଦଙ୍କର ଚରଣ ଧୂଳି ମାଗିଥିଲେ। କହିଥିଲେ ମୁଁ ତୁମ ଚରଣରେ ବହୁତ ବଡ ଅପରାଧ କରିଛି, ଆଉ ତୁମେ ଚରଣ ଧୂଳି ଦେଲେ ମୋର ଅପରାଧ ମାର୍ଜନ ହେବ, କଷ୍ଟରୁ ମୁକ୍ତି ପାଇବି। ଏବଂ ନିଜ ସାନ ଭାଇ ହେଇ ମଧ୍ୟ ବିମଳା ପ୍ରସାଦ ଭକ୍ତି ଠାକୁରଙ୍କର ଉପଦେଶରେ ଏବଂ ଭାଇମାନଙ୍କର ନିର୍ଦ୍ଦେଶରେ ଚରଣ ଧୂଳି ଦେଇଥିଲେ। ଏବଂ ସେ ତାଙ୍କ ଚରଣ ଧୂଳି ମସ୍ତକରେ ଲଗେଇବା ପରେ ଏବଂ ଚରଣ ଧୂଳି ପାନ କରିବା ପରେ ସେ ଇମିଡିଏଟ ତାଙ୍କର ଶରୀରରେ ସବୁ ଦିବ୍ୟ ବୈଷ୍ଣବୀୟ ମାନେ ଚିହ୍ନ ସବୁ ପ୍ରକଟ ହେଇଥିଲା। ଏବଂ ସେ କହିଥିଲେ ପୂର୍ବ ଜନ୍ମରେ କୋଉ ସମ୍ପ୍ରଦାୟ ଗୋଟେ ମହାନ ଆଚାର୍ଯ୍ୟ ଥିଲେ, ସେ ବୈଷ୍ଣବ ମାନଙ୍କୁ ବହୁତ ନିନ୍ଦା କରିଥିଲେ, ବିଶେଷ କରି ଭକ୍ତି ସରସ୍ୱତୀ ପ୍ରଭୁପାଦ। ମାନେ ଏଇ କଥା ଆପଣ ସମସ୍ତେ ଜାଣିଥିବେ। ସେ ବୈଷ୍ଣବ ଅପରାଧ ଯଦି ଆମେ ଖଣ୍ଡନ କରିବା, କୋଟି କୋଟି ଗୋଟି ନୁହଁ। ତେଣୁକରି ଯେତେ ଶୀଘ୍ର ଯଦି ବି ଜ୍ଞାତ ଅଜ୍ଞାତରେ କୌଣସି ଭକ୍ତଙ୍କର ଅପରାଧ ହେଇଯାଇଛି, ତ ଆମ ନିଜର ମଙ୍ଗଳ ପାଇଁ କମ ସେ କମ ଭୁଲ ମାଗିବା ଦରକାର। କୌଣସି ରଜଗୁଣ ବା ତମ ଗୁଣର ପ୍ରଭାବରେ ଭୁଲ ତ୍ରୁଟି ଜ୍ଞାତ ବା ଅଜ୍ଞାତରେ ଭୁଲ ତ୍ରୁଟି ହେଇଯାଇଛି, ତ ନିଜର ସର୍ବାଙ୍ଗୀନ ମଙ୍ଗଳ ପାଇଁ ସେ ଭକ୍ତଙ୍କ ପାଖରେ କ୍ଷମା ପ୍ରାର୍ଥନା କରିନେବା ଦରକାର। ତାପରେ 9 ନମ୍ବରରୁ 32 ନମ୍ବର, ଏଇ ଯୋଉ ଶ୍ଲୋକ ଅଛନ୍ତି 9ରୁ 32, ଏଥିରେ ହିମାଳୟର ପ୍ରାକୃତିକ ସୌନ୍ଦର୍ଯ୍ୟ ବିଷୟରେ ବର୍ଣ୍ଣନା କରାହଉଛି।
ଯେ ବର୍ତ୍ତମାନ ଯୋଉ ବ୍ରହ୍ମାଜୀ ଏମାନଙ୍କୁ ନେଇକି ଯିବେ ଶିବଜୀ କତିକି, ଶିବଜୀ ହିମାଳୟରେ ରୁହନ୍ତି। ଏ ହିମାଳୟର ପ୍ରାକୃତିକ ସୌନ୍ଦର୍ଯ୍ୟ ବିଷୟରେ ଆଲୋଚନା କରାହଉଛି, ଖାଲି ହିମାଳୟର ଗୁଣ ରୂପ ବିଷୟରେ ବର୍ଣ୍ଣନା କେମିତି ସେଠି କେମିତି କଣ ସବୁ ଅଛି ଅନୁବାଦ ଖାଲି ପଢି ନେବେ। କାଲିଠୁ 33 নম্বର ସବକୁ ପଢା ହବ। 9 নম্বର କହୁଛନ୍ତି ସେଇ କୈଳାସ ପର୍ବତ ବିଭିନ୍ନ ପ୍ରକାର ଔଷଧ ବୃକ୍ଷ ଅନ୍ୟାନ୍ୟ ବୃକ୍ଷଲତାରେ ପରିପୂର୍ଣ୍ଣ ଏବଂ ଏହା ବେଦ ମନ୍ତ୍ର ଉଚ୍ଚାରଣ ଓ ଯୋଗ ଅଭ୍ୟାସ ଦ୍ୱାରା ପବିତ୍ର ହୋଇଯାଇଛି। ଏହିପରି ଭାବରେ ସେ ସ୍ଥାନରେ ଅଧିବାସୀଗଣ ଜନ୍ମରୁ ଦେବତା ଏବଂ ସେମାନଙ୍କର ସମସ୍ତ ପ୍ରକାର ଯୋଗ ଶକ୍ତି ଅଛି। ସେମାନଙ୍କ ବ୍ୟତୀତ କିନ୍ନର ଗନ୍ଧର୍ବ ନାମରେ ପରିଚିତ ଅନ୍ୟ ମାନବଗଣ ଅଛନ୍ତି। ଅପ୍ସରା ନାମରେ ପରିଚିତ ସେମାନଙ୍କର ସୁନ୍ଦରୀ ଭାର୍ଯ୍ୟାମାନଙ୍କ ସହ ବରାବର ସେଠାରେ ବାସ କରୁଛନ୍ତି। ବର୍ତ୍ତମାନ ଆମ ଏଇ ଭୌମ ଜଗତରେ ମଧ୍ୟ ବିଶେଷ କରି ହିମାଳୟକୁ କୁହାଯାନ୍ତି ନା ଯୋଉ ଆମର ହରିଦ୍ୱାର ପରେ ପରେ ଲେଖା ହଉଛି ହିମାଳୟ ଷ୍ଟାର୍ଟ, ଠିକ ବଦ୍ରିନାଥ ଗଲା ବେଳକୁ ଏଠି ତ ଶୀତ ଦିନ ବରଫ ପଡିଯାଏ, ଯୋଉ ଆମର ବଦ୍ରିନାଥରେ ପୁରା ପର୍ବତ ଆଚ୍ଛାଦନ ହେଇଯାଏ, କିନ୍ତୁ ଏଠୁ ଜଣା ପଡୁଛି ଆଉ ଗୋଟେ ମଧ୍ୟ କୈଳାସ ଅଛି ଯୋଉଠି ସେଠି ବିଭିନ୍ନ ଔଷଧୀୟ ବୃକ୍ଷ ବିଭିନ୍ନ ବୃକ୍ଷଲତା ବହୁତ ସୁନ୍ଦର ପରିବେଶ ଅଛି, ବରଫରେ ଆବୃତ ହୁଏ। ତ ଏଇଠି ଆପଣଙ୍କ ମନେ ପ୍ରଶ୍ନ ଆସିବ ଯେ ଆଉ ଗୋଟେ ହିମାଳୟ କୋଉଠି ହେଲା, ତ ଏଠି ପୁଣି କିପରି ରହିଲା ତାର? ଯଦି ଏଇ ଜଗତରେ ଗୋଲକ ଧାମର ପ୍ରତିବିମ୍ବ ବୃନ୍ଦାବନ ଧାମ ରହିପାରିଛନ୍ତି, ତାହେଲେ ଅଲଗା ସବୁ ଧାମ ରହିପାରିବେନି କଣ? ନବଦ୍ୱୀପ ବୃନ୍ଦାବନ ଯଦି ଏଇ ଧାମରେ ରହିପାରିଲେ ତାହେଲେ ଅଲଗା ସବୁ ଜିନିଷ ରହିପାରିବେନି କଣ? ତାପରେ 10 କୈଳାସ ପର୍ବତର ବିଭିନ୍ନ ରୂପ ବା ଗୁଣ ବର୍ଣ୍ଣନା କରାହଉଛି। 10ରେ କହୁଛନ୍ତି କୈଳାସ ପର୍ବତର ଶୃଙ୍ଗ ବିଚିତ୍ର ମଣିମଣ୍ଡିତ, ବିଚିତ୍ର ଧାତୁ ରାଗରେ ସୁରଞ୍ଜିତ, ବିଚିତ୍ର ଚିତ୍ରରେ ଚିତ୍ରିତ, ବିବିଧ ବୃମଲତା ଗୁଳ୍ମ ଦ୍ୱାରା ଆଚ୍ଛାଦିତ ଏବଂ ବହୁବିଧ ମୃଗଗଣ ଦ୍ୱାରା ପରିବୃତ ହେଇଯାଇଛି। କୈଳାସର ସବୁ କୈଳାସ ପର୍ବତର ରୂପ ଗୁଣ ବର୍ଣ୍ଣନା କରାଯାଇଛି। 11 କହୁଛନ୍ତି ସେଥିରେ ଅନେକ ଅମଳ ପ୍ରସ୍ରବଣ ଏବଂ ଅସଂଖ୍ୟ କନ୍ଦର ଅନୁସମ କାନ୍ତାଗଣଙ୍କ ସହିତ ବିଧ ଆସକ୍ତ ସିଦ୍ଧ ରମଣୀ ମାନଙ୍କର ଅନୁରାଗ ବର୍ଦ୍ଧନ କରୁଛି। ଏଇ ଯୋଉ ପରିବେଶ ମୟୂର ମାନଙ୍କର କଳରବରେ କୋକିଳ କୂଳର ମଧୁର ସ୍ୱରରେ ବିବିଧ ବିହଙ୍ଗ ଗଣଙ୍କର ପୂଜନର କୈଳାସ ପର୍ବତର ଆକାଶ ମଣ୍ଡଳ ନାନାଦିତ ହେଉଅଛି। ପୁନଶ୍ଚ ମଧୁ ପାନମତ୍ତ ମଧୁକର ମାନଙ୍କର ଗୁଞ୍ଜନରେ ଚତୁର୍ଦିଗ ସର୍ବଦା ମୁଖରିତ। ଯୋଉ କୈଳାସଙ୍କ ପର୍ବତର ଗୁଣଗାନ ବା ତାଙ୍କର ରୂପ ବର୍ଣ୍ଣନା କରାଯାଇଛି ଆପଣ ମାନେ ପଢି ନେବେ 32 নম্বର ଶ୍ଲୋକ ପର୍ଯ୍ୟନ୍ତ। ଆସନ୍ତା କ୍ଲାସରେ ଆମର 33 ଶ୍ଲୋକ ପଢା ହବ। ଯଦି କାହାର କିଛି ଆଲୋଚନା ପ୍ରଶ୍ନ ଅଛି କୁହନ୍ତୁ, ନହେଲେ ଆମେ ଆଜି କ୍ଲାସ ଏଇଠି ବିଶ୍ରାମ ଦେବା। ଆସନ୍ତା କ୍ଲାସରେ 6ଠ ଅଧ୍ୟାୟ 33 নম্বର ଶ୍ଲୋକ ପଢିବା। 32 নম্বର ଶ୍ଲୋକ ପର୍ଯ୍ୟନ୍ତ 32 নম্বର ଶ୍ଲୋକ ଲାଷ୍ଟ କହୁଛନ୍ତି ସଯୋଜନ ଶତଚ୍ଛଦ ପାଦନ ବିଟ ପାୟତଃ ପର୍ଯ୍ୟକ୍ତା ବଲଚ୍ଛାୟ ନିରସ୍ତାପ ବର୍ଜିତ। ସେ ବଟବୃକ୍ଷ 800 ମାଇଲ ଉଚ୍ଚ, ତାର ଶାଖା ପ୍ରଶାଖା ମାନେ 600 ମାଇଲ ଦୂରକୁ ଚତୁର୍ଦିଗରେ ବିସ୍ତାରିତ। ଏସବୁ ଆମେ ପଢିବା ପଞ୍ଚମ ସ୍କନ୍ଧରେ ଡିଟେଲ୍ସ ଆସିବ। ତାର ଅଚଳ ଛାୟା ସର୍ବଦିଗରେ ପରିବ୍ୟାପ୍ତ, ଏହାର ଉପରେ ଗୋଟିଏ ସୁଦ୍ଧା ପକ୍ଷୀର ନୀଳ ନାହିଁ ଏବଂ ଏହାର ଅଧଭାଗରେ ରେଶ ମାତ୍ର ତାପ ନାହିଁ। ସେଠି ଯୋଉ ବୃକ୍ଷ ଅଛି ସାଧାରଣତଃ ପ୍ରତ୍ୟେକ ବୃକ୍ଷରେ ପଶୁପକ୍ଷୀ ମାନେ ବାସ କରିଥାନ୍ତି, କିନ୍ତୁ ଏଇ ବର୍ଣ୍ଣନା ଜଣାଯାଉଛି ଯେ ସେ ବଟ ବୃକ୍ଷରେ ପକ୍ଷୀ ବା ନୀଳ ପକ୍ଷୀଙ୍କର ବସା ନାହିଁ, ସେଥିପାଇଁ ତା ନିରବଚ୍ଛିଳ ଓ ଶାନ୍ତିପୂର୍ଣ୍ଣ ଅଟେ। ମାନେ ସେଠି ପକ୍ଷୀ ମାନେ ବସା ଉଠା କରୁନାହାନ୍ତି, ରାବ କୋଳାହଳ କରୁନାହାନ୍ତି। ପୁନଶ୍ଚ ଏହାର ଅଧଭାଗରେ ମଧ୍ୟ ଲେଶ ମାତ୍ର ତାପ ନାହିଁ, ମାନେ ତଳକୁ ବିଶେଷ ଗରମ ତାପ ନାହିଁ, ତେଣୁ ଏହା ଧ୍ୟାନ ନିମିତ୍ତ ଏକ ଉପଯୁକ୍ତ ସ୍ଥାନ। କୈଳାସରେ ଶିବଜୀ ସବୁବେଳେ ଧ୍ୟାନ କରୁଥାନ୍ତି। ଶିବଜୀଙ୍କୁ ଦର୍ଶନ କରିବା ପାଇଁ ଆମକୁ କୈଳାସ ଯିବା ପାଇଁ ପଡିବ। ଯେହେତୁ କୈଳାସ ନେଇକି ଯାଉଛନ୍ତି ବ୍ରହ୍ମାଜୀ ଦେବତା ମାନଙ୍କୁ, ତ କୈଳାସର ସମୟ ଅନୁସାରେ ଯେହେତୁ ଯାଉଛନ୍ତି ସମୟ ଅନୁସାରେ ଏଠି ମୈତ୍ରମୁନି କୈଳାସ ପର୍ବତଙ୍କର ଗୁଣଗାନ କୀର୍ତ୍ତନ କରିଛନ୍ତି ବା ତାଙ୍କ ରୂପର ବର୍ଣ୍ଣନା କରିଛନ୍ତି। ହରେ କୃଷ୍ଣ।
जगत गुरु श्री प्रभुपाद महाराज की जय, पतित गुरुदेव की जय, समवेत श्रोता भक्तवृंद की जय, मायापुरी इंस्टीट्यूट की जय, रथराज भागवत की जय, विदागत चितानंद प्रेमानंद हरि। तार किसी प्रश्न प्रसन्न अच्छे हरि भी प्रभु कोई की पाए जय। गुरुदेव प्रभुपाद की जय। प्रसन्न हरि प्रभु की जय। हरे कृष्ण, गुरु प्रणाम, जय जगन्नाथ। तार किसी प्रश्न अच्छे कि आलोच्य विषय वस्तु पर हरे कृष्ण प्रभु जी आज्ञा ये जो नाड़ा शब्दर एक आउ गोटे अर्थ अच्छी जो मानकर माने मुंडित मस्तिष्क माने मुंड माने जो लंडा मुंडिया जो कहते ना ग्रामीण प्रचलित भाषा रे नाड़ा कहते। हाँ बंगार कहते नाड़ा, आम ओडिया कहते लंडा हवा, बंगार कहते नाड़ा, माथा नाड़ा करू। आज्ञा आज्ञा ओहो, बंगाली नाड़ा कहती नहीं। हाँ हाँ ସେଟା ମୁଁ ଭୁଲି ଯାଇଛି, ଏଟା ମତେ यदि ସବୁ କହିଲେ ବୋଲି ମନେ ପାଇଲା। मुंडरे बाल कम रही थाए ताहले से समकालीन समय रे से माने से माने तांको से भाषा प्रयोग करथिले। बहुत बहुत धन्यवाद। ठीक किंतु ଅଛି, एटा हरे कृष्ण माने କୁହନ୍ତୁ। उपयोगी अर्थ नुहे, तेणु करी तांको उचित अर्थ रे जो माँ माने कहले उत्तर देले सेटा आमे ग्रहण करिबा। ଏଇଟା ଠିକ ଅଛି ମାନେ ଆପଣଙ୍କ ମାନେ ଭାଷା ଅନୁସାରେ ହେଲା, କିନ୍ତୁ ସେଟା ଅର୍ଥ ମାନେ ପ୍ରକୃତ ଅର୍ଥ ମତେ ଯାହା କହିଲେ ସେଟା ହବ, ବା ପ୍ରଭୁ ଯାହା କହିଲେ ସେୟା ହେଇପାରେ, ଦିଟା ଅର୍ଥ ହେଇପାରେ। आज्ञा आमे ताहाकू ग्रहण करिबा। ଆଜ୍ଞା ଆଜ୍ଞା। ଠିକ ଅଛି, ପୁରା ଆଉ କିଛି କାହାର କମେଣ୍ଟ ବା ପ୍ରଶ୍ନ? नहीं अद्वैत आचार्य को पुरुषावतारଙ୍କର अवतार। କୁହନ୍ତୁ କିଏ କହିବ? पंकज ना प्रभु दुई हाँ जनकर हरे कृष्ण प्रभु महाविष्णु। ଆଜ୍ଞା हरे कृष्ण महाविष्णु। दुई जण महाविष्णु का अवतार अवतार तांकर। दुई जनकर हाँ। नहीं कहीं अद्वैत तत्व अच्छी महाविष्णु जगत कर्ता माया जो सूर्योदय तस्यावतार अद्वैत आचार्य ईश्वर। तेणु गर्भोदक साई विष्णु कहले तो सेटा ऐसे महाविष्णु का पाखରୁ ସେ ବିଷ୍ଣୁ ଆସୁଛନ୍ତି, ଆଉ ଗର୍ଭଦର୍ଶନ ବିଷ୍ଣୁକୁ ତାଙ୍କର ପାଦରୁ ନାଡ ବାହାରୁଛି, ତେଣୁ ତାଙ୍କ ପାଖରୁ ଗର୍ଭଦର୍ଶନ ବିଷ୍ଣୁ ଆସିଥିବାରୁ ୟାଙ୍କୁ ନାଡା କହୁଛନ୍ତି। ନାଡର ମାନେ ଆରମ୍ଭ ୟାଙ୍କ ପାଖରୁ ସିଏ ଆସିଛନ୍ତି। अवश्य ये वर्णना कोठी अच्छी मु तो अवश्य जान पारनी कोठी अच्छी प्रभु जी दया कर कहंतो। ଆଉ ଟିକେ ବାହାର କରିଦବା, ବାହାର କରୁଛୁ। ठीक है ମୁଁ हरे ଏଟା कृष्ण। ଆମର ଏଇଟା ଜିନିଷଟା ମୁଁ ଶୁଣିଥିଲି, ମୋର ଯେ ଟିଚର ତାଙ୍କର ଲେକ୍ଚର ଶୁଣିଥିଲି, ତେଣୁ ତାକୁ ବାହାର କରିକି ମୁଁ ଆକ୍ଚୁଆଲି ବାହାର କରି ଦେବି। ତ ठीक है ଆକ୍ଚୁଆଲି ଯୋଉଟା ଶୁଣା ନ ଯାଇଥିବ ସେଇଟା କହିବା କଥା ନୁହେଁ, ମନ ଗଢା କଥା କହିବାଟା ସବୁ ଶାସ୍ତ୍ର ବିଷୟ ଠିକ ନୁହେଁ, ତଥାପି ମୁଁ ତା ବାହାର କରିଦେବି, ଯେହେତୁ ମୁଁ ଆମର ଟିଚରଙ୍କ ଲେକ୍ଚର ଶୁଣିଥିଲି, ତେଣୁ ସେଇଟା କହୁଛି, ମୁଁ ଏଇଟା ବାହାର କରିଦେବି। ହରେ କୃଷ୍ଣ। हरे। बहुत बहुत धन्यवाद। अब ଆପଣ କଣ ଜାଣିଛନ୍ତି ଆପଣ କୁହନ୍ତୁ। ସେଇଟା କହିଲି ପରା ଅଦ୍ୱୈତ ଆଚାର୍ଯ୍ୟଙ୍କ ତତ୍ତ୍ୱରେ ଅଛି ମହାବିଷ୍ଣୁର ଜଗତ କର୍ତ୍ତା ମାୟା ଯ ସୃଜତଃ ତସ୍ୟାବତାରୈବାୟ ଅଦ୍ୱୈତ ଆଚାର୍ଯ୍ୟ ଈଶ୍ୱର। ଯେ ଦୁଇଟି ତତ୍ତ୍ୱ ଅଛି ଅଦ୍ୱୈତ ଆଚାର୍ଯ୍ୟଙ୍କର, ସେଇ ତତ୍ତ୍ୱରେ ଏଇଟା ମହାବିଷ୍ଣୁଙ୍କର ଅବତାର। ठीक ଅଛି, बहुत बहुत धन्यवाद। हरे कृष्ण। जगत श्री प्रभुपाद महाराज की जय, विदागत चितानंद प्रेमानंद हरि। प्रणाम।